ଆପଣଙ୍କର ରାଜନୈତିକ ପୃଷ୍ଠଭୂମି ନଥିଲେ ମଧ୍ୟ ଆପଣ ଏତେ କମ ବୟସରେ ବିଧାୟକ ବନିବା ପଛର ପ୍ରକୃତ କାରଣ କ'ଣ? ଘରେ ପଛେ ଖାଇବା ନଥାଉ କିନ୍ତୁ ଜନତାଙ୍କର ସେବା କିମ୍ବା ଆମର ଯୋଉ କଂଗ୍ରେସ ପ୍ରତି ତାଙ୍କର ଭଲ ପାଇବା ତାହା କିନ୍ତୁ ତାଙ୍କର ଜାରି ଥିଲା। ଏମିତି ବିଭିନ୍ନ ପ୍ରକାର ସମସ୍ୟା, ଏମିତି କୌଣସି ସମସ୍ୟା ନାହିଁ ଯୋଉଠି ମୁଁ ମାନେ ମୁଣ୍ଡ ଖେଳେଇ ନାହିଁ, ଯୋଉଠି ଯାଇ ନାହିଁ। ମୁଁ ସବୁବେଳେ ମୋ ମୁଣ୍ଡରେ ଗୋଟେ ଭାରି ହଉଥାଏ, ବେଳେବେଳେ ମନରେ ପ୍ରଶ୍ନ ଆସେ କି ସରକାର ଆମ ପ୍ରତି ଏତେ ଅଣଦେଖା କରୁଛନ୍ତି କାହିଁକି? ଏମିତି ମୋର ଗୋଟିଏ ବେନିଫିଟ୍ କୁହନ୍ତୁ ମଦ ଦ୍ୱାରା, ଯୋଉଟା କି ନାଇଁ ଏଇଟା ତୋର ନଥିଲେ ଏଇଟା ହେଇପାରିବ ବୋଲି ଗୋଟେ ଏକ୍ସାମ୍ପଲ ଦିଅନ୍ତୁ ଯୋଉଟା ମଦ ଦ୍ୱାରା ଆମର ସମ୍ଭବ। ଆଉ ମଦ ଆମ ଲୋକ ଯଦି ହାତ ପାହାନ୍ତାର ଅଛି ବାକି କରି ମଧ୍ୟ ପିଇ ଦିଅନ୍ତି। ସରକାରଙ୍କର ମାନେ ଯୋଜନା ହେଇଛି ମଦ ମୁକ୍ତ ନୁହେଁ, ମଦ ଯୁକ୍ତ, ଆଉ ଲୋକ ମାନେ ସାଧାରଣ ଲୋକଙ୍କୁ ମାରିବା ପାଇଁ ବହୁତ ସୁନ୍ଦର ପ୍ରୟାସ କରୁଛନ୍ତି ସରକାର। ବିଶ୍ୱଗୁରୁର ଚିନ୍ତା, କିନ୍ତୁ ମଦ ଘରେ ଘରେ, ମଦ ଗାଁ ଗାଁରେ। ଆଦିବାସୀମାନଙ୍କୁ ସରକାର କେବଳ ବ୍ୟବହାର ହିଁ କରିଛନ୍ତି। ମୁଁ ବି ଖୁସି ହେଇଥିଲି ଜଣେ ଆଦିବାସୀ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ବଛାଯାଇଛି। ତା ପୂର୍ବରୁ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଭାବରେ ମଧ୍ୟ ବଛାଯାଇଥିଲା। ସିଏସ୍ଆର୍ରେ ଟଙ୍କାଟିର କାମ ହେଇପାରିନି। ଆଜି ମୋ ନିର୍ବାଚନ ମଣ୍ଡଳୀକୁ ଘେରିକି ନାଲ୍କ, ଆଦିତ୍ୟ ବିର୍ଲା, ବେଦାନ୍ତ ଅଛନ୍ତି, କାମ କରୁଛନ୍ତି ସକ୍ରିୟ ଭାବରେ, ପୁରା 24 ଆୱାର୍ସ କାମ ତାଙ୍କର ଚାଲିଛି। ପୁଣି ଆଦିବାସୀ ମୁଖ୍ୟମନ୍ତ୍ରୀ ହେବା ସତ୍ତ୍ୱେ ମଧ୍ୟ ଆଦିବାସୀ ଅଞ୍ଚଳ ପ୍ରତି ଯୋଉ ଏ ଅଣଦେଖା, ଏହା ଆମକୁ ବହୁତ ସ୍ତବ୍ଧ କରିଦେଉଛି। ତେଣୁ ଟିଭି, କମ୍ପ୍ୟୁଟର ଏଗୁଡ଼ା କ'ଣ ଆଜି ଜାଣି ନାହାନ୍ତି। ଯେତେବେଳେ ସହରକୁ ଆସୁଛନ୍ତି ଦେଖୁଛନ୍ତି ସତ, କିନ୍ତୁ ଆଜି ଯାଇ ନିଜେ ସେ ଜିନିଷକୁ ଉପଭୋଗ କରିପାରିଲେ ନାହିଁ। ପୁରା ସେନ୍ସିଟିଭ୍ ଏରିଆ। ନାରାୟଣପଟନା ନାଁ ଶୁଣିଲେ ନାରାୟଣଙ୍କୁ ମଧ୍ୟ ଭୟ ଆସିଯିବ। ସେଇଭଳିଆ ଯଦି ପାୱାର ଥାନ୍ତା କିମ୍ବା ସେମିତି ସ୍କିମ୍ ଥାନ୍ତା, ଯଦି ଏକାଥର ଦେଇଦେବା ବୋଲି ତ ମୁଁ ଆଜି ବି ଦେଇଥାନ୍ତି ସବୁ। ଶିକ୍ଷା କ୍ଷେତ୍ରରେ ଯଦି ଉନ୍ନତି ଆସିଯିବ ତାହେଲେ ଅଞ୍ଚଳର ଉନ୍ନତି ହେଇପାରିବ। ଆଉ ଆପଣ ଜାଣିଥିବେ ଆଇନ ଶୃଙ୍ଖଳା ଓଡ଼ିଶାରେ ବର୍ତ୍ତମାନ କିଭଳି ଭାବରେ ବିପର୍ଯ୍ୟସ୍ତ ହୋଇଯାଇଛି। ପ୍ରତ୍ୟେକ ନାଗରିକର ଗୋଟେ ଭୋଟ, କିନ୍ତୁ ଯେତେବେଳେ ସମସ୍ତେ ମିଶିଯାଆନ୍ତି, ସମସ୍ତଙ୍କର ମନ, ସମସ୍ତଙ୍କର ଇଚ୍ଛା ଯଦି ଏକ ହୁଏ, ତାହେଲେ ଜଣେ ନିର୍ବାଚିତ ହେଇକି ଆସେ। କଂଗ୍ରେସ ବିଧାୟକ ଭାବେ ବିଜେପି ସରକାରରେ ଥିବା କାରଣରୁ ଆପଣଙ୍କୁ କେତେ ସହଯୋଗ ମିଳୁଛି? ଆଉ ଅବିବାହିତ ଏତେ ହ୍ୟାଣ୍ଡସମ୍ ଚେହେରା, ତ ଘରେ ପ୍ରପୋଜାଲର ପୁରା ଧାଡ଼ି ଲାଗି ଯାଉଥିବ। କ'ଣ ବିବାହକୁ ନେଇକି ଘର ଲୋକଙ୍କର କେତେ ଚାପ ରହିଛି? ଘରେ ପରିବାର କହିଲେ କିଏ କିଏ? ଲକ୍ଷ୍ମୀପୁରବାସୀ ବହୁତ ଭଲ। ଆଉ ଆଦିବାସୀ ମୁଖ୍ୟମନ୍ତ୍ରୀ ହିସାବରେ, ଆଦିବାସୀ ରାଷ୍ଟ୍ରପତି ହିସାବରେ ଯଦି ସେମାନେ ଆଜି ଯଦି ସୁଯୋଗ ଅଛି, ସେମାନେ ଯୋଉ ସୁଯୋଗ ଅଛି ବୋଧେ ଆଉ ଭାରତ ଇତିହାସରେ ପରବର୍ତ୍ତୀ ସମୟ ଆସିବ ନ ଆସିବ ତାହା ସମୟ ହିଁ କହିବ। କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଅତି ସମ୍ବେଦନଶୀଳ ଅଞ୍ଚଳ। କେବେ ମାଓବାଦୀମାନଙ୍କର ଗଡ଼ ଭାବେ ମଧ୍ୟ ପରିଚିତ ଥିଲା, କିନ୍ତୁ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଯିଏ ଯାଇଛି ସେ ହିଁ ଜାଣିଛି କେତେ ସୁନ୍ଦର ଆଉ କେତେ ନିଆରା। ଏଠାର ରାଜନୀତି ମଧ୍ୟ ବେଶ ରୋଚକ। ନିରୀହ ଆଦିବାସୀ ହେଲେ ମଧ୍ୟ ରାଜନୀତିରେ ସେମାନଙ୍କର ପରିପକ୍ୱତା ଥାଏ। 2009 ମସିହା ଠାରୁ କୌଣସି ବି ବିଧାୟକଙ୍କୁ ଦ୍ୱିତୀୟ ଥର ପାଇଁ କି ସେମାନେ ସୁଯୋଗ ଦେଇନାହାନ୍ତି। କେଉଁଠି ନା କେଉଁଠି ସେମାନେ ତାଙ୍କ ବିଧାୟକଙ୍କୁ ପରଖିବାରେ କୌଣସି ଭୁଲ କରିନଥାନ୍ତି। ଆଉ ଏଇ ସ୍ୱାଭିମାନୀ ଲକ୍ଷ୍ମୀପୁରବାସୀ 2009 ମସିହାରେ ଝିନ୍ନଇ କାକା, 2014ରେ କୈଳାସ କୁଲସିକା, 2019ରେ ପ୍ରଭୁ ଜାନି, ଆଉ 2024ରେ ଲକ୍ଷ୍ମୀପୁର ପାଇଁ ପବିତ୍ର ହେଇଛନ୍ତି, ପବିତ୍ର ସାଜିଛନ୍ତି ପବିତ୍ର ସାଉନ୍ତ। ଜଣେ ଯୁବ ଚେହେରା, ଜଣେ ଯୁବ ବିଧାୟକଙ୍କୁ ସେମାନେ ବାଛିଛନ୍ତି ସେମାନଙ୍କର ପ୍ରତିନିଧିତ୍ୱ ପାଇଁ, ଭୁବନେଶ୍ୱରରେ ସେମାନଙ୍କର ସ୍ୱରକୁ ଶାଣିତ କରିବା ପାଇଁ। କ'ଣ ଦେଖିଥିଲେ ସେଇ ଯୁବକଙ୍କ ପାଖରୁ? କ'ଣ ଥିଲା ସେ ଯୁବକଙ୍କର ଆକର୍ଷଣ? କ'ଣ ପାଇଁ ସେମାନେ ଏତେ ବିମୁଗ୍ଧ ହେଲେ? କୌଣସି ରାଜନୈତିକ ପରିପୃଷ୍ଟତା ନଥିଲେ ମଧ୍ୟ କାହିଁକି ସେ ଯୁବକକୁ ସେମାନେ ତାଙ୍କର ନେତା ବାଛିଲେ? ଆସନ୍ତୁ ଆଜି ଉନ୍ମୋଚନର ପଡକାଷ୍ଟ ଅସ୍ମିତାର କଥାରେ କଥା ହେବା ସେଇ ଯୁବ କଂଗ୍ରେସ ବିଧାୟକ ପବିତ୍ର ସାଉନ୍ତଙ୍କ ସହିତ, ଯିଏକି ତାଙ୍କର ବ୍ୟକ୍ତିଗତ ଜୀବନ ସହିତ ରାଜନୈତିକ ଯାତ୍ରାକୁ ସମ୍ପୂର୍ଣ୍ଣ ଭାବେ ଆଲୋକପାତ କରିବେ। ଆଉ କ'ଣ ତାଙ୍କୁ ସମସ୍ୟା ରହୁଛି ଯେତେବେଳେ ସେ ଲକ୍ଷ୍ମୀପୁରବାସୀଙ୍କର ସ୍ୱର ବନି ବିଧାନସଭାରେ ନିଜର ମନ୍ତବ୍ୟ ରଖୁଛନ୍ତି। ଆସନ୍ତୁ ସ୍ୱାଗତ କରିବା ପବିତ୍ର ଭାଇ। ନମସ୍କାର, କେମିତି ଅଛନ୍ତି ଭାଇ? ପୁରା ବଢିଆ। ଆପଣ ଭଲ ଅଛନ୍ତି? ହଁ, ବଢିଆ ଅଛି। ଆପଣ ଜଣେ ଯୁବ ବିଧାୟକ, ଯେବେଠାରୁ ବିଧାନସଭାକୁ ଆସିଛନ୍ତି ସେବେଠାରୁ ଚର୍ଚ୍ଚାରେ, ଆପଣଙ୍କ ଅଞ୍ଚଳ ଚର୍ଚ୍ଚାରେ ଥିଲା। କେବେ ପୂର୍ବତନ ବିଧାୟକଙ୍କୁ ଅପହରଣକୁ ନେଇ ଆପଣଙ୍କ ଅଞ୍ଚଳ ଚର୍ଚ୍ଚାରେ ନିରୀହ ଆଦିବାସୀମାନଙ୍କୁ ବ୍ୟବହାରକୁ ନେଇ, ଯେଉଁ ନିରୀହ ଆଦିବାସୀମାନଙ୍କୁ ବ୍ୟବହାର କରିକି ଅନ୍ୟମାନେ ତ ଅନେକ ପୁଳେ ପୁଳେ ଟଙ୍କା ରୋଜଗାର କରନ୍ତି, କିନ୍ତୁ ପ୍ରକୃତର ଗ୍ରାଉଣ୍ଡ ରିପୋର୍ଟ ଯଦି ଦେଖିବା ସେଟା ଆପଣଙ୍କ ଠାରୁ ଆଜି ଜଣାପଡ଼ିବ କେତେ ଉନ୍ନତି ହେଇଛି ସେମାନଙ୍କର। ଆପଣ 28 ବର୍ଷ ବୟସରେ ବିଧାୟକ, ଯେଉଁମାନଙ୍କର ବାପା, ଜେଜେ କିମ୍ବା କୌଣସି ବଂଶାନୁକ୍ରମିକ ଭାବେ ଯଦି କୌଣସି ତାଙ୍କର ପୂର୍ବପୁରୁଷ ରାଜନୀତିରେ ଥାନ୍ତି, ସେମାନଙ୍କ ପାଇଁ ହୁଏତ ଏଇଟା ସହଜ ହେଇଥାଏ, କିନ୍ତୁ ଆପଣଙ୍କର ରାଜନୈତିକ ପୃଷ୍ଠଭୂମି ନଥିଲେ ମଧ୍ୟ ଆପଣ ଏତେ କମ ବୟସରେ ବିଧାୟକ ବନିବା ପଛର ପ୍ରକୃତ କାରଣ କ'ଣ? ନିହାତି ଭାବରେ ଏହା ମୋ ପାଇଁ ଏକ ସୌଭାଗ୍ୟର କଥା। ଏହା ମୋ ପରିବାରର ଆଶୀର୍ବାଦ, ମୋ ବାପା ମାଙ୍କର ଆଶୀର୍ବାଦ ତଥା ନିର୍ବାଚନ ମଣ୍ଡଳୀର ମୋର କର୍ମକର୍ତ୍ତା
ଏବଂ ଜନସାଧାରଣ ସମସ୍ତଙ୍କ ଆଶୀର୍ବାଦ ଯାହା ଆଜି ମତେ ବିଧାନସଭାକୁ ପହଞ୍ଚେଇ ପାରିଛି। ଆଉ ଗୋଟେ କଥା, ପରିଶ୍ରମ ଆଉ ସମସ୍ତଙ୍କର ସହଯୋଗ ଏହା ନିହାତି ଭାବରେ ଯଦି ମିଳିନଥାନ୍ତା ମତେ, ହୁଏତ ବିଧାନସଭା ଆସିବା ପାଇଁ ମତେ ଆହୁରି କଷ୍ଟ କରିବାକୁ ପଡିଥାନ୍ତା। ଯେହେତୁ ମୋ ପରିବାର କୌଣସି ରାଜନୈତିକ ପୃଷ୍ଠଭୂମିରୁ ଆସିନାହିଁ ଏବଂ ମୁଁ କହିବାକୁ ଗଲେ ସମ୍ପୂର୍ଣ୍ଣ ନୂଆ, ବିଧାୟକ ପାଇଁ ସମ୍ପୂର୍ଣ୍ଣ ନୂଆ, ତା ଭିତରେ ମଧ୍ୟ ନିଜର ପରିଶ୍ରମ ଏବଂ ଲୋକଙ୍କ ସାଥିରେ ଯୋଉ ମିଳାମିଶା, ଲୋକଙ୍କ ସାଥିରେ ଯୋଉ ବ୍ୟବହାର ତଥା ଲୋକଙ୍କର କାମ, ଉନ୍ନତିମୂଳକ କାମରେ ଯେତେବେଳେ ମୁଁ ଭାଗିଦାର ହେଇଛି, ତେଣୁ ଲୋକ ମତେ ବୋଧେ ଭାବିଲେ ଭବିଷ୍ୟତରେ ଯଦି ୟାଙ୍କୁ କରାଯାଏ ତାହେଲେ ନିହାତି ଭାବରେ ଅଞ୍ଚଳର କିଛି ଉନ୍ନତି ହେଇପାରିବ ବୋଲି ସେମାନଙ୍କର ଆଶୀର୍ବାଦ, ସେମାନଙ୍କର ଭଲ ପାଇବା, ସେମାନଙ୍କର ସ୍ନେହ ଶ୍ରଦ୍ଧାରେ ଆଜି ମୁଁ ଆପଣଙ୍କ ସାମ୍ନାରେ ବସିଛି ଏବଂ ବିଧାନସଭାରେ ମଧ୍ୟ ନିଜର ପାଦ ରଖିପାରିଛି। ଆପଣଙ୍କର ଇଞ୍ଜିନିୟରିଂ ପାଠପଢ଼ା, ଜଣେ ଆଦିବାସୀ ପରିବାରକୁ ମଧ୍ୟ ଆପଣ ପ୍ରତିନିଧିତ୍ୱ କରୁଛନ୍ତି। ଗୋଟେ ଆଦିବାସୀ ଯୁବକ ଯେବେ ଉଚ୍ଚ ଶିକ୍ଷିତ ହୁଏ, ତା ପରିବାରର ମଧ୍ୟ ଅନେକ ଆଶା ଥାଏ, ପିଲାଟି ଗୋଟେ ଭଲ ଚାକିରି କରିବ, ଆଉ ମୋଟା ଅଙ୍କର ଦରମା ପାଇବ, ଘରର ପ୍ରତିପୋଷଣ ହେବ, ଘରର ସ୍ଥିତି ସୁଧୁରିଯିବ। ଆଉ ଆପଣ କିନ୍ତୁ ସେ ସବୁକୁ ବେଖାତିର କରି, ସେ ସବୁକୁ ଛାଡ଼ିକି ଜନସେବାକୁ ନିଜର ସମ୍ପୂର୍ଣ୍ଣ ବୋଲି ଭାବି ନେଲେ, ଆଉ ଜନସେବା ପାଇଁ ନିଜକୁ ସମ୍ପୂର୍ଣ୍ଣ ଭାବେ ଉତ୍ସର୍ଗୀକୃତ କଲେ। ପ୍ରକୃତରେ ଏଇସବୁ ପଛରେ କାହାର ପ୍ରେରଣା ଥିଲା ଆଉ ଘର ଲୋକଙ୍କର କେତେ ସହଯୋଗ ଥିଲା? ଘର ଲୋକଙ୍କର ତ ପୁରାପୁରି 100% ସହଯୋଗ। ତା ଭିତରେ ବାପାଙ୍କର ଯୋଉ ସହଯୋଗ ଏବଂ ଯୋଉ ଡେଡିକେସନ ମୋ ପ୍ରତି ଏବଂ ମୁଁ ବିଧାୟକ ପଛରେ ଯୋଉ ତାଙ୍କର ଡେଡିକେସନ ରହିଛି, ଏହା ବୋଧେ ମାନେ ମୋ ପାଇଁ ବହୁତ ବଡ କଥା। ସେ ଯଦି ସେତିକି ମୋ ପାଇଁ ଚିନ୍ତା କରିନଥାନ୍ତେ, ମୁଁ ବୋଧେ ବିଧାୟକ ହେଇପାରିନଥାନ୍ତି। ମୁଁ ଷ୍ଟେଜ ସାମ୍ନାରେ ରହିଲେ ସେ ଷ୍ଟେଜ ପଛର ନାୟକ। ଆଜ୍ଞା, ତାଙ୍କର ବହୁତ ମୋ ପ୍ରତି ଅବଦାନ ରହିଛି। ଆଉ ପଢାପଢି କଥା ଯଦି କହୁଛନ୍ତି, ପଢାପଢି ମୁଁ କଲି। ପଢାପଢି କରିସାରିବା ପରେ ମୁଁ, ବାପା ବି ଯେହେତୁ ଗୋଟେ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟ, ଦାଦା ବି ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟ, ଭଉଣୀ ବି ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟ, ଆଦିବାସୀ ଭିତରେ ମଧ୍ୟ ଆମେ ପଢାପଢିକୁ ଆଦୃତ ହେଇ ସମସ୍ତେ ଚାକିରି ମଧ୍ୟ କରୁଥିଲେ। ତା ଭିତରୁ ମୁଁ ମଧ୍ୟ ସରକାରୀ ଚାକିରି ତ କରୁନଥିଲି, କିନ୍ତୁ ବେସରକାରୀରେ ପ୍ରଥମେ ଆରମ୍ଭ କଲି। ପରବର୍ତ୍ତୀ ସମୟରେ ମୁଁ ମୋର ପାଖାପାଖି 5 ବର୍ଷ ଚାକିରି ମଧ୍ୟ କଲି। ପ୍ରଥମେ ଭୁବନେଶ୍ୱରରେ ଚାକିରି ଆରମ୍ଭ କଲି। ପଢାପଢି କୋରାପୁଟ ଆରମ୍ଭ କଲି ସତ। ମୋର +2 ସରିଲା, +2 ପରେ ବିଟେକ୍ କଲି। ବିଟେକ୍ ସରିବା ପରେ ମୁଁ ଆସିଲି ଭୁବନେଶ୍ୱରରେ ଚାକିରି କରିବା ପାଇଁ। ଭୁବନେଶ୍ୱରରୁ ଫେରେ ମୁଁ ନିଜ ଅଞ୍ଚଳକୁ ଗଲି, ଲକ୍ଷ୍ମୀପୁରରେ ଚାକିରି କଲି। ଲକ୍ଷ୍ମୀପୁର ପରେ ମୁଁ ମାଲକାନଗିରି ଗଲି। ମାଲକାନଗିରି ଗୋଟେ 2 ବର୍ଷ ପାଖାପାଖି ରହିଲି। କରୋନା ସମୟରେ କାମ କରିଛି ମାଲକାନଗିରିରେ। ଏମିତି 5 ବର୍ଷ କାମ କରିବା ପରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ଯିଏ ପୂର୍ବତନ ବିଧାୟକ ଥିଲେ, ହଠାତ୍ ସିଏ କଂଗ୍ରେସ ଦଳରୁ ବିଜେଡିକୁ ଚାଲିଗଲେ। ଆଜ୍ଞା, ଯାହାକି ଗୋଟେ ଗ୍ୟାପ୍ ତିଆରି କଲା କଂଗ୍ରେସ ଦଳ ପାଇଁ, ଆଉ ଯାହା ଗୋଟେ ସୁଯୋଗ ତିଆରି କଲା ମୋ ପାଇଁ। ଆଜ୍ଞା। ଆଉ ସେ ସମୟରେ ଆମ ଜିଲ୍ଲା ସଭାପତି ଥାନ୍ତି ମୀନାକ୍ଷୀ ବାହିନୀପତି, କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି। ତାଙ୍କ ହଜବେଣ୍ଡକୁ ଆପଣ ଜାଣିଥିବେ, ଆଜ୍ଞା, ଓଡିଶାର ଚର୍ଚ୍ଚିତ ଚେହେରା ଆଜ୍ଞା। ତଥା ବିଧାନସଭାର ଜଣେ ଟାଣୁଆ ନେତା ନିହାତି ତାରା ପ୍ରସାଦ ଭାବେ। ବାହିନୀପତି। ତାଙ୍କର ମଧ୍ୟ ଯଥେଷ୍ଟ ଅବଦାନ ରହିଛି ମୋ ବିଧାୟକ ପଛରେ। ଆଉ ମାନ୍ୟବର ସାଂସଦ ତ ଆମର ଥିଲେ ହିଁ ଥିଲେ, ଜଣେ ସେ ମଧ୍ୟ ଉଚ୍ଚଶିକ୍ଷିତ ବ୍ୟକ୍ତି ତଥା ରାଜନୀତିରେ ମଧ୍ୟ ବହୁତ ଅଭିଜ୍ଞ। ତ ଯୋଉ ଜିଲ୍ଲା ସଭାପତି ଏକ ମିଟିଂ ଡାକି ଗୋଟେ ଆଲୋଚନା କରିଥିଲେ କି ଆସନ୍ତା 2024 ନିର୍ବାଚନ ଆମେ ଲଢିବା କେମିତି, ତା ପୂର୍ବ ଯୋଉ 2022 ପଞ୍ଚାୟତ ନିର୍ବାଚନ ଅଛି ଆଜ୍ଞା, ତାକୁ ଲଢିବା କେମିତି। ସେ ସମୟରେ ଆମ ଅଞ୍ଚଳର ଯେତିକି ବରିଷ୍ଠ କର୍ମକର୍ତ୍ତା ଅଛନ୍ତି ଏବଂ ମୋ ବାପା ମଧ୍ୟ, ସମସ୍ତଙ୍କର ଆଲୋଚନାରେ ସେଠି ଗୋଟେ ପ୍ରଶ୍ନ କରାଯାଇଥିଲା କି ଆଉ 2022ରେ ଲଢିବ କିଏ, 2022ରେ ସଂଗଠନ କରିବ କିଏ, କାହା ନେତୃତ୍ୱରେ ଆମେ ଆଗକୁ ଯିବା, ଏଭଳି ଅନେକ ପ୍ରଶ୍ନ ସୃଷ୍ଟି ହେଇଥିଲା ସେ ସମୟରେ। ମୁଁ ତ ସେ ସମୟରେ ଚାକିରି ବି କରୁଥିଲି। ଚାକିରି ମାନେ ମୋ ବାପା ସରକାରୀ ଚାକିରି ମାନେ ଚାକିରିଆ ସତ୍ତ୍ୱେ ମଧ୍ୟ ତାଙ୍କର ପଲିଟିକ୍ସ ପ୍ରତି ବହୁତ ୱିକନେସ୍, ତାଙ୍କର ୱିକନେସ୍ ଥାଏ, ମାନେ ରହିଥିଲା ଆଗରୁ ମଧ୍ୟ, ଏବେ ମଧ୍ୟ ଅଛି। ଘରେ ପଛେ ଖାଇବା ନଥାଉ, କିନ୍ତୁ ଇଆଡେ ଜନତାଙ୍କର ସେବା କିମ୍ବା ଆମର ଯୋଉ କଂଗ୍ରେସ ପ୍ରତି ତାଙ୍କର ଭଲ ପାଇବା, ତାହା କିନ୍ତୁ ତାଙ୍କର ପୁରା ଜାରି ଥିଲା। ଏଇଭଳି ପରିସ୍ଥିତି ଭିତରେ ସେ ସମୟରେ ଜିଲ୍ଲା ସଭାପତି ଏକ ସୁଯୋଗ ଦେଲେ କି 2022 ପଞ୍ଚାୟତ ନିର୍ବାଚନରେ ଯଦି ଆପଣ ମାନେ ସଫଳତା ଆଣୁଛନ୍ତି ଏବଂ ଦଳର ସଂଗଠନକୁ ସୁଦୃଢ କରିବା ପାଇଁ ନିଜର ଅବଦାନ ଦେଇପାରୁଛନ୍ତି, ଆର୍ଥିକ, ମାନସିକ ଏବଂ ଶାରୀରିକ ଭାବରେ ଯଦି ସମସ୍ତଙ୍କୁ ସହଯୋଗରେ ଆଗକୁ ନେଇ ପାରୁଛନ୍ତି, ତାହେଲେ ନିହାତି ଭାବରେ ଆମେ ଆପଣଙ୍କ ପାଇଁ ଚିନ୍ତା କରିବୁ ବୋଲି ସେ ସମୟରେ ଗୋଟେ ସେ କଥା ଦେଇଥିଲେ। ଯେଉଁ କଥାକୁ ମୁଁ ଅକ୍ଷର ଅକ୍ଷରେ ପାଳନ କରିବା ସହିତ ମୋ ପରିବାରର ସମସ୍ତ ସଦସ୍ୟ ଯେମିତି ସମସ୍ତେ ଲାଗି ପଡିଥିଲେ, 2024 ଆମେ ନିର୍ବାଚନରେ ଜିତିବାର ଅଛି, ଆଉ ଆମ ପୁଅ ଜିତିବାର ଅଛି। ତତ୍ ସହିତ ମୋ ନିର୍ବାଚନ ମଣ୍ଡଳର କର୍ମକର୍ତ୍ତା ସମସ୍ତେ ଯେମିତି ଗୋଟିଏ ସ୍ୱରରେ, ଗୋଟିଏ ମାନେ ଏମ୍ ରେ ସମସ୍ତେ ଫୋକସ ହେଇଯାଇଥିଲେ। ସମସ୍ତେ ଚେଷ୍ଟା କରିଥିଲୁ। 2022 ପଞ୍ଚାୟତ ନିର୍ବାଚନ ଦେଖୁ ଦେଖୁ ପଳେଇ ଆସିଲା। ଆମର ସଂଗଠନ ସେ ଭିତରେ ମଧ୍ୟ ଜୋରଦାର ଚାଲିଥାଏ। ମୁଁ ଘରୁ ବାହାରିଲି ମାନେ
ଚାକିରି ଯେମିତି ମୋର ଡେଡିକେସନ ଥିଲା କି ମୁଁ ଯୋଉ କାମ ମୁଁ ହାତକୁ ନେଇଛି ଯେ ପର୍ଯ୍ୟନ୍ତ ମାନେ ସମ୍ପୂର୍ଣ୍ଣ ହେଇନାହିଁ କିମ୍ବା ଯିଏ ମୋ ଉପସ୍ଥ ଅଧିକାରୀ ଅଛନ୍ତି ତାଙ୍କୁ ସେ ସାଟିସ୍ଫାଇଡ କରିନାହିଁ ସେ ପର୍ଯ୍ୟନ୍ତ ମୁଁ ଡେଡିକେଟେଡଲି କାମ କରେ। ସେଇ ଡେଡିକେସନ ରେ ପଲିଟିକ୍ସ ରେ ମୋତେ ଏଣ୍ଟ୍ରି କରିବା ପରଠାରୁ ଯାହା ବି ମତେ ଟାସ୍କ ଦିଆଯାଇଥିଲା କି ଦଳର ସଂଗଠନ ସୁଦୃଢ କରିବା ସହିତ ସମସ୍ତଙ୍କୁ ନେଇ ଚାଲିବା ପାଇଁ ଯୋଉ ଦାୟିତ୍ୱ ଦିଆଯାଇଥିଲା ତା ପାଇଁ ମୁଁ ନିରନ୍ତର ଭାବରେ ଚେଷ୍ଟା କଲି। ଦେଖୁ ଦେଖୁ ପଞ୍ଚାୟତ ନିର୍ବାଚନ ପଳେଇ ଆସିଲା 2022 ନିର୍ବାଚନ। ଆଉ ଏମିତି ପରିସ୍ଥିତି ଥିଲା କି ଆମେ ଆର୍ଥିକ ଭାବରେ ସେତିକି ସଶକ୍ତ ନଥିଲୁ। ଆଉ କଂଗ୍ରେସ ଦଳ କହିଲେ ଲୋକଙ୍କ ପ୍ରତି ଗୋଟେ ଚିନ୍ତାଧାରା ଭିନ୍ନ ଥିଲା ସେ ସମୟର କଥା। ଆଉ ବିଶେଷ କରି ଆମ କୋରାପୁଟ ଜିଲ୍ଲାରେ ବିଜେଡିର ସବୁ ବିଧାୟକ ବିଜେଡିର ଥାନ୍ତି, ଜଣେ ତାରାପ୍ରସାଦ ବାହିନୀ ଛାଡ଼ିଦେଲେ। ଆଉ ପ୍ରାଦୁର୍ଭାବ ମଧ୍ୟ ବିଜେଡିର ବହୁତ ଥାଏ ସେ ସମୟରେ, ବିଜେପିରେ ତ ନଥିଲା କିନ୍ତୁ ବିଜେଡିର ପ୍ରାଦୁର୍ଭାବ ବହୁତ ଥାଏ। ସେ ଭିତରେ ଆମକୁ ସଂଘର୍ଷ କରି ଆଗକୁ ନେବାର ଅଛି ମାନେ ଆମେ ମଧ୍ୟ ସେଇ ହିସାବରେ ରଣନୀତି କଲୁ। ପଇସା ନଥିଲା ସତ କିନ୍ତୁ ଆମେ ଲୋକଙ୍କ ସହିତ ସମ୍ପର୍କ ରଖିଥିଲୁ, ଲୋକଙ୍କ ସହିତ ମିଶିଥିଲୁ, ଲୋକଙ୍କର ଅସୁବିଧାକୁ ଆମେ ହୃଦୟଙ୍ଗମ କରିଥିଲୁ, ତାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲୁ ଆସନ୍ତା ଦିନରେ ଆମେ କାର୍ଯ୍ୟକାରୀ କରିବୁ ବୋଲି। ତ ସେ ଭିତରେ ନିର୍ବାଚନରେ ମଧ୍ୟ ଫଳାଫଳ ମଧ୍ୟ ଭଲ ଆସିଲା। ଆମର 7 ଗୋଟି ଜୋନ୍ ଜିଲ୍ଲା ପରିଷଦ ଜୋନ୍ରୁ ମୋ ନିର୍ବାଚନ ମଣ୍ଡଳୀରେ ଆମେ 5 ଗୋଟି ଜିଲ୍ଲା ପରିଷଦ ଆମେ ଜିତିଥିଲୁ ଆଉ ବହୁତ ବଡ ମାର୍ଜିନରେ ମଧ୍ୟ ଜିତିଥିଲୁ। ସେଠି ନା ବିଜେଡିର ରଣନୀତି କାମ ଦେଇଥିଲା ନା ବିଜେପି ରଣନୀତି କାମ ଦେଇଥିଲା। ସେମାନେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ କିନ୍ତୁ ଆମେ ସ୍ୱଳ୍ପ ଟଙ୍କାରେ ଲୋକଙ୍କର ଭଲ ପାଇବାରେ ଲୋକଙ୍କର ସହଯୋଗରେ ଆମେ ଭଲ ରିଜଲ୍ଟ କରି ଜିତିଲୁ, ଯାହାକି ମତେ ନିଜେ ଗୋଟେ ଉତ୍ସାହ ଦେଲା କି ଆଗକୁ ଆହୁରି ବଢିବା ପାଇଁ। ଆଉ 2024 ନିର୍ବାଚନ ପାଇଁ ମତେ ଗୋଟେ ଏଣ୍ଟ୍ରି ଗେଟ୍ ଭଳିଆ ମତେ ସାବ୍ୟସ୍ତ ହେଲା। ତାପରେ ମୁଁ ସେ 2.5 ବର୍ଷକୁ ମାନେ ମୁଁ ଆଉ ଘରେ କଣ ହେଇଛି, ଘରେ କଣ ଚାଲିଛି, ଘରେ କିଏ ଆସିଲେ କିଏ ଗଲେ, ଘରେ ଖାଇଲେ କି ନାହିଁ କିମ୍ବା ମୋ ପରିବାରରେ କଣ କାହାର ଅସୁବିଧା ହେଲା ସୁବିଧା ହେଲା ଭଲ ମନ୍ଦ ହେଲା ଏତେ ସବୁ ମୁଁ ଆଉ ସମୟ ଦେଇ ପାରିଲି ନାହିଁ। ମୁଁ କେବଳ ଫୋକସ କଲି ନିର୍ବାଚନ ମଣ୍ଡଳୀ ଉପରେ। କୋଉ ଜାଗାରେ ଟୁର୍ଣ୍ଣାମେଣ୍ଟ ହଉଛି, କୋଉ ଜାଗାରେ ଯାତ୍ରା ହଉଛି, କୋଉ ଜାଗାରେ ଖେଳ ହଉଛି, କୋଉ ଜାଗାରେ କିଏ ମରିଗଲେ, କାହାର ମେଡିକାଲ ଇସ୍ୟୁ ହେଲା, କୋଉଠି ଗାଡି କଣ ମାନେ ଆକ୍ସିଡେଣ୍ଟ ହେଇଗଲା, ଏମିତି ବିଭିନ୍ନ ପ୍ରକାର ସମସ୍ୟା। ଏମିତି କୌଣସି ସମସ୍ୟା ନାହିଁ ଯୋଉଠି ମୁଁ ମାନେ ମୁଣ୍ଡ ଖେଳେଇ ନାହିଁ ଆଉ ଯୋଉଠି ଯାଇ ନାହିଁ। ସେଇ 2.5 ବର୍ଷ 3 ବର୍ଷ ପଞ୍ଚାୟତ ନିର୍ବାଚନ ପରେ କଣ୍ଟିନ୍ୟୁଅସଲି ମୁଁ କହିବାକୁ ଗଲେ ଘର ବାହାରେ ହିଁ ରହିଛି। ପୁରା ଦିନ ବେଳେ ମୁଁ କେବେ ଖାଇ ହିଁ ନାହିଁ ଘରେ। ଆମେ 30 ଦିନ ମାସକର 30 ଦିନ ଭିତରେ 25 ରୁ 26 ଦିନ ବାହାରେ ହିଁ ଆମେ ଆମର କାର୍ଯ୍ୟକ୍ରମ ରହୁଥିଲା, ବାକି 4-5 ଦିନ ବୋଧେ ଘରେ ରହୁଥିଲୁ। ତାହା ବି ବିଭିନ୍ନ ବ୍ୟସ୍ତତା ଭିତରେ ରହୁଥିଲୁ, ମାନେ ପଲିଟିକ୍ସକୁ ନେଇକି ହିଁ ରହୁଥିଲୁ ସେ ଭିତରେ। ଏମିତି ମାନେ ସଂଘର୍ଷ ଭିତରେ ମାନେ ଟିକଟ ପାଇଁ ମଧ୍ୟ ସଂଘର୍ଷ କରିବାକୁ ପଡିଛି, ପ୍ରତ୍ୟେକ ଦଳର ବରିଷ୍ଠ ନେତାଙ୍କୁ ମଧ୍ୟ ମିଶିବା ପାଇଁ ସଂଘର୍ଷ କରିବାକୁ ପଡିଛି। ଯେହେତୁ ଆମର କୌଣସି ଫେସ୍ ଭ୍ୟାଲୁ ନଥିଲା କିମ୍ବା ଆମର ପଲିଟିକାଲ କେହି ନଥିଲେ, ଆମେ ଆମର ବ୍ଲକ ସଭାପତି ଯୋଉମାନେ ଥିଲେ ନିର୍ବାଚନ ମଣ୍ଡଳୀର ବ୍ଲକ ସଭାପତି, ପଞ୍ଚାୟତ ସଭାପତି ସମସ୍ତଙ୍କୁ ନେଇ ମୁଁ ଯେତେ ସମ୍ଭବ ନିର୍ବାଚନ ମଣ୍ଡଳୀରେ ମିଟିଂ ଗୁଡା କଲି। ଆଉ ମୁଁ ପଞ୍ଚାୟତରୁ ବୁଥରୁ ବ୍ଲକ ପର୍ଯ୍ୟନ୍ତ ସମସ୍ତଙ୍କ ସାଥିରେ ସମ୍ପର୍କ ରଖିବା ସହିତ ଯାହା ବି ଯେମିତି କାର୍ଯ୍ୟକ୍ରମ କରାଯିବା କଥା ସଂଗଠନ ପାଇଁ, ବୁଥରୁ ପଞ୍ଚାୟତ, ପଞ୍ଚାୟତରୁ ବ୍ଲକ, ବ୍ଲକରୁ ଜିଲ୍ଲା ପର୍ଯ୍ୟନ୍ତ ଯେକୌଣସି କାର୍ଯ୍ୟକ୍ରମ ବି ଦାୟିତ୍ୱ ବି ଦିଆଗଲା ମତେ, ମୁଁ ସବୁ ଅକ୍ଷର ଅକ୍ଷର ପାଳନ କରିବା ସହିତ ବହୁତ ସୁନ୍ଦର ସହିତ ଆମେ ସମ୍ପନ୍ନ ମଧ୍ୟ କରିଛୁ। ଆଉ ଆପଣ ଜାଣିଥିବେ ସେ ସମୟରେ ଆମର ଯୋଉ ପିସିସି ସଭାପତି ଥିଲେ ଶରତ ପଟ୍ଟନାୟକ, ମାନେ ପିସିସିଙ୍କ ନିର୍ଦ୍ଦେଶ ହଉ କି ଏଆଇସିସିଙ୍କ ନିର୍ଦ୍ଦେଶ ହଉ, ଯାହା ବି ଯେକୌଣସି କାର୍ଯ୍ୟକ୍ରମ ପାଇଁ ଆମକୁ ଦାୟିତ୍ୱ ମିଳିଥିଲା ଆମେ ସୁଚାରୁ ରୂପେ ସମ୍ପନ୍ନ କରିଛୁ, ଯାହାର ଫଳାଫଳ ପରବର୍ତ୍ତୀ ସମୟରେ ଆମକୁ ମିଳିଲା ବୋଲି ମୁଁ ଆଶା କରୁଛି। ଆଉ ଦେଖୁଥିବେ ଆପଣ ମାନେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ, ତା ଭିତରେ ପୁଣି ଦୁର୍ଗମ ଅଞ୍ଚଳ, ଅନଡେଭଲପ ଏରିଆ। ଆଜି ବି ଖଣି ଖାଦାନ ଅଞ୍ଚଳ ହେବା ସତ୍ତ୍ୱେ ମଧ୍ୟ ଯେଉଁ ତୁଳନାରେ ଉନ୍ନତି ହେବା କଥା ସେ ତୁଳନାରେ ହେଇନାହିଁ। ଏସବୁ ଭିତରେ ମୁଁ ନିଜକୁ ମାନେ ଯେହେତୁ ଗୋଟେ ପାଠ ପଢାପଢି କଲା ପରେ ଗୋଟେ ଇଞ୍ଜିନିୟର ବ୍ୟାକଗ୍ରାଉଣ୍ଡ ଆସୁଛି, ମୁଁ ଜାଣିଥିଲି ଯେ ଅଞ୍ଚଳର ଡେଭଲପମେଣ୍ଟ କେତେ ହେବା କଥା, କେଉଁ ତୁଳନାରେ ହେବା କଥା, କେଉଁ କେଉଁ ଜାଗାରେ ପଇସା ମାନେ ଇମ୍ପ୍ଲିମେଣ୍ଟ ହେଇ ଏ ଅଞ୍ଚଳର ଉନ୍ନତି ହେବା କଥା। ମୁଁ ସବୁବେଳେ ମୋ ମନରେ ଗୋଟେ ଭାରି ହଉଥାଏ। ବେଳେ ବେଳେ ମନରେ ପ୍ରଶ୍ନ ଆସେ କି ସରକାର ଆମ ପ୍ରତି ଏତେ ଅଣଦେଖା କରୁଛନ୍ତି କାହିଁକି? ଏମିତି ବିଭିନ୍ନ ପ୍ରଶ୍ନ ଭିତରେ ମୋର ନିଜର ରାଜନୀତି କ୍ଷେତ୍ରକୁ ଆହୁରି ଆଗକୁ ବଢେଇ 2024 ନିର୍ବାଚନରେ ପହଞ୍ଚି ଗଲୁ। ତାପରେ ଲଢେଇ କଲୁ, ବିଜୟ ମଧ୍ୟ ହେଲା। ଏଭଳି ନିର୍ବାଚନ ମଣ୍ଡଳୀର ଅସୁବିଧା ମଧ୍ୟ ଉପସ୍ଥାପନ କରିବା ପାଇଁ ସୁଯୋଗ ମିଳିଲା। ଆଜ୍ଞା, ଆପଣ ଏବେ ଯୁବ ଚେହେରା, ଆପଣଙ୍କ ବୟସରେ ଅନେକ ଯୁବକ ନିଜର ଚାକିରି ଅନ୍ୱେଷଣରେ ଅଛନ୍ତି। ଆପଣ କୋରାପୁଟରେ ନିଜର ପ୍ରାଥମିକ ଶିକ୍ଷା ସହିତ କଲେଜ ଶିକ୍ଷା ମଧ୍ୟ କରିଥିଲେ, ତାପରେ ବିଟେକ୍ ସରିଲା, ତାପରେ ଜବ୍ କଲେ। ଏବେ ଆପଣଙ୍କର ଅନେକ ବନ୍ଧୁ ଥିବେ, ସେ ବନ୍ଧୁମାନେ ଯେତେବେଳେ ପବିତ୍ରଙ୍କୁ ବିଧାୟକ ଭାବେ ଦେଖୁଛନ୍ତି ଆଉ ସେମାନେ ଚାକିରି ଅନ୍ୱେଷଣରେ ଅଛନ୍ତି, ଯେବେ ତାଙ୍କ ସହିତ ଭେଟଘାଟ ହଉଛି, କେମିତି ରହୁଛି ସେ ସବୁ ମାହୋଲ? ସତ କହିବାକୁ ଗଲେ ଯେତେବେଳେ ମୁଁ ଚାକିରି ମଧ୍ୟ କରୁଥିଲି, ବହୁତ ଲିମିଟେଡ ସାଙ୍ଗସାଥୀଙ୍କ ସାଥିରେ ହିଁ ମତେ ମିଶିବା ପାଇଁ ସୁଯୋଗ ମିଳୁଥିଲା। ଯେହେତୁ ମୁଁ
ପଢାପଢି ମଧ୍ୟ ବାହାରେ ହିଁ କଲି। ମୁଁ ହଷ୍ଟେଲରେ ପଢୁଥିଲି। କୋଉଠି ଥିଲା ଆପଣଙ୍କ ପାଠ ପଢା? ମୁଁ ପ୍ରଥମେ ମଡେଲ ସ୍କୁଲରେ ପାଠ ପଢୁଥିଲି। ମଡେଲ ସ୍କୁଲ ହଉଛି ଅମଟେସ୍ ଦ୍ଵାରା ପରିଚାଳିତ ଗୋଟେ ଆଦିବାସୀ ପିଲାଙ୍କ ପାଇଁ ସେ ସ୍କୁଲଟା। କୋଉଠି? ସେଇ ଆପଣଙ୍କ ଲକ୍ଷ୍ମୀପୁର? ପୁଙ୍ଗାରରେ, ମାନେ ସେମିଲିଗୁଡା ବ୍ଲକ ଅନ୍ତର୍ଗତ ପୁଙ୍ଗାରରେ ସେ ସ୍କୁଲଟି ଅଛି ଥିଲା। ଆଜ୍ଞା। ଆଉ ମାନେ ସେଠି ହିଁ ପଢୁଥିଲି। ଆଉ ବହୁତ ଭଲ ସ୍କୁଲଟେ। ଆଉ ସେଠି +2 ପର୍ଯ୍ୟନ୍ତ ପଢିଲା ପରେ ବିଟେକ୍ ପାଇଁ ମୁଁ ଜୟପୁର ଗଲି। ସେଠି ମଧ୍ୟ ଘର ବାହାରେ ହିଁ ରହିଲି। ତ ଏମିତି ପ୍ରତ୍ୟେକ ଯୋଉ ଜାଗାର ସାଙ୍ଗସାଥି ସେଇ ଜାଗାରେ ହିଁ ସୀମିତ ରହିଗଲେ। ଆଉ ଆଗକୁ ମସ୍ତ ମାନେ ବହୁତ କମ ଟଚ୍ ରହିଲା। ପଢାପଢି ପରେ ବିଟେକ୍ ପରେ ମୁଁ ସିଟିଟିସି କଲି। ସିଟିଟିସି ପରେ ଭୁବନେଶ୍ୱର ପଳେଇ ଆସିଲି। ଆଜ୍ଞା। ତ ଅଲ୍ଟିମେଟଲି ମୋ ଯୋଉ ଗାଁର ସାଙ୍ଗସାଥିଙ୍କ ସାଥିରେ ଟଚ୍ ଟା ବହୁତ କମ। ପଢାପଢି ସାଙ୍ଗସାଥି ପଢାପଢି ପର୍ଯ୍ୟନ୍ତ ହିଁ ସୀମିତ ରହିଗଲେ। ଆଜ୍ଞା। କିନ୍ତୁ ସମ୍ପର୍କ ଏବେ ବି ଅଛି। ଫୋନରେ ଯୋଗାଯୋଗ ହଉଛି, କଥାବାର୍ତ୍ତା ହଉଛନ୍ତି। ଏମିତି ଭାବରେ ସାଙ୍ଗସାଥିଙ୍କ ସହିତ ସମ୍ପର୍କ। ତା ଭିତରେ ଏବେ ବି ଅନେକ ସାଙ୍ଗସାଥି ଚାକିରି ମଧ୍ୟ କରୁଛନ୍ତି। ଆଉ କିଛି ଚାକିରି ଅନ୍ୱେଷଣରେ ଅଛନ୍ତି। ତ ଯୋଉମାନେ ଅନ୍ୱେଷଣରେ ଅଛନ୍ତି ସବୁବେଳେ ଫୋନ ଫାନ୍ କରନ୍ତି, ସେମାନଙ୍କର ଅସୁବିଧା କହିବା ସହିତ ଯଦି କିଛି କୌଣସି ଜାଗାରେ ଏଙ୍ଗେଜମେଣ୍ଟ ହେଇପାରିବ ମତେ ଟିକେ ସହଯୋଗ କର ବୋଲି ସମସ୍ତେ କୁହନ୍ତି। କିନ୍ତୁ ଆପଣ ତ ଜାଣିଥିବେ ବର୍ତ୍ତମାନ କମ୍ପିଟେଟିଭ ସିଚୁଏସନରେ ଆମେ Talent ନ ଥିଲେ। ଆମେ ୱିଦାଉଟ୍ ଟ୍ୟାଲେଣ୍ଟରେ କିମ୍ବା ସେଇ ଲେଭେଲର କମ୍ପିଟିସନରେ ଭାଗିଦାର ନ କରିପାରିଲେ ଆମେ କାହାକୁ ଆପ୍ରୋଚ ମଧ୍ୟ କରିପାରୁନୁ। ଆଉ ଆଜିକାଲି ରେକମେଣ୍ଡେସନରେ ତ କାମ ହଉନାହିଁ। ଆପଣ ଜାଣିଥିବେ ଭଲ ଭାବରେ। ଆଜ୍ଞା। ଅନେକ ପିଲା ଅଛନ୍ତି ପାଠ ପଢି ଯୋଉମାନେ ବେକାର ହେଇ ବୁଲୁଛନ୍ତି। ଏଇଭଳି ସମସ୍ୟା ଭିତରେ ଯେତିକି ସମ୍ଭବ ହଉଛି ସାଙ୍ଗସାଥିଙ୍କ ସାଥିରେ ମିଶିବା ଏବଂ ସେମାନଙ୍କର ଅସୁବିଧାରେ ଭାଗିଦାରୀ ହେବା ଏବଂ ସେମାନଙ୍କର ଚାକିରି ଅନ୍ୱେଷଣରେ ସେମାନଙ୍କୁ ସହଯୋଗ କରିବା। ଯେତିକି ସମ୍ଭବ ହେଇପାରୁଛି ଚେଷ୍ଟା କରୁଛୁ ସେମାନଙ୍କୁ ସହଯୋଗ କରିବା ପାଇଁ। କିନ୍ତୁ ସୁଯୋଗ ବି ଆମ ପାଖରେ 5 ବର୍ଷ ପାଇଁ ଆସିଛି। 5 ବର୍ଷ ପରେ ଥିବ ନଥିବ ସେଟା ନିର୍ବାଚନ ମଣ୍ଡଳୀ ଲୋକ ବାଛିବେ, ମାନେ ଭାବିବେ ସେତେବେଳକୁ। ତେଣୁକରି ଆମେ ଚେଷ୍ଟା କରୁଛୁ ସେମାନଙ୍କ ସାଥିରେ ସମ୍ପର୍କ ରଖିବା ସହିତ ସେମାନଙ୍କର ପ୍ରତ୍ୟେକ ଅସୁବିଧାରେ ଭାଗିଦାରୀ ହେବା ପାଇଁ। ଆଉ ରହିଲା କେବଳ ଯେ ସାଙ୍ଗସାଥି ବୋଲି ନୁହଁ, ସାଙ୍ଗସାଥି ବାହାରେ ମଧ୍ୟ ଯେଉଁମାନେ ଅନେକ ପିଲା ପାଠ ପଢାପଢି କରି ଅଛନ୍ତି। ଆଉ ମୋ ବୟସର ପିଲା ଅଛନ୍ତି। ଅନେକ ପିଲା ଚାକିରି ନ ପାଇକି ମଧ୍ୟ ବହୁତ ପିଲା ପ୍ରତ୍ୟେକ ଦିନ ମୋ ଅଫିସରେ ଆସନ୍ତି। ବିଡମ୍ବନାର ବିଷୟ ସରକାରଙ୍କ ପାଖରେ ସେତିକି ଚାକିରି ଯେମିତି ମାନେ ନାହିଁ ବ୍ୟବସ୍ଥା ଯୋଉଟା ଆମେ ଡାଇରେକ୍ଟଲି ସେମାନଙ୍କୁ ଇନଭଲଭମେଣ୍ଟ କରାଇ ପାରିବା। ଯାହା ବି ଚାକିରି ସରକାରଙ୍କର ବାହାରୁଛି ନୋଟିଫିକେସନ, ପୁଣି ଆଡଭର୍ଟାଇଜମେଣ୍ଟ, ତାର ଇଣ୍ଟରଭ୍ୟୁ, ଏକ୍ସାମ ସବୁ ହେଲା ବେଳକୁ ଏତେ ସବୁ ଫାରାଫାରିରେ ଆମ ପିଲା ବେଳେ ବେଳେ କ୍ୱାଲିଫାଇ କରିପାରୁନାହାନ୍ତି। ଆଉ ବେସରକାରୀ ଚାକିରିରେ ମଧ୍ୟ ସେଭଳି ପରିସ୍ଥିତି ବର୍ତ୍ତମାନ ହେଇଗଲାଣି। ଏଭଳି ସମସ୍ୟା ଭିତରେ ଅନେକ ପିଲାଙ୍କୁ ଆମେ ଚାହୁଁଥିବା ସତ୍ତ୍ୱେ ମଧ୍ୟ ଆମେ ସେମାନଙ୍କୁ ଏଙ୍ଗେଜ କରିପାରୁନାହୁଁ। ଏଭଳି ଅସୁବିଧା ସାମ୍ନା କରିବାକୁ ପଡୁଛି। ତେଣୁ ମୁଁ ସମସ୍ତଙ୍କୁ କହିବି ଆପଣଙ୍କର ଏଇ ପଡକାଷ୍ଟ ମାଧ୍ୟମରେ ନିଜକୁ ଏତେ ଶକ୍ତିଶାଳୀ କରିଦିଅନ୍ତୁ, ନିଜକୁ ଏତେ ପାରଙ୍ଗମ କରିଦିଅନ୍ତୁ, ସେ ଚାକିରି ଦେବା ଲୋକ ମଧ୍ୟ କାଟିବା ପାଇଁ 4 ଥର ଭାବିବ। ଆଜ୍ଞା। ସେତିକି କନଫିଡେନ୍ସ ଆମେ ନିଜ ଭିତରେ ତିଆରି କରିବାକୁ ପଡିବ। ଆମେ କାହାର ରେକମେଣ୍ଡେସନ ଯଦି ଚାକିରି କରିବା, ବର୍ତ୍ତମାନ ସେ ସିଚୁଏସନ ଆଉ ନାହିଁ। ଆଗରେ ଥିଲା ଚାକିରି ମାନେ ଲୋକ କମ ଥିଲେ, ଚାକିରି ଅଧିକ ଥିଲା। କିନ୍ତୁ ଆଜ୍ଞା। ବର୍ତ୍ତମାନ ସିଚୁଏସନ ଚାକିରି କମ, ଲୋକ ଅଧିକ। ତେଣୁ ନିଜର କ୍ୱାଲିଟିକୁ ଆମେ ନିଜେ ଆହୁରି ଷ୍ଟ୍ରଙ୍ଗ କରି, ନିଜର ଏବିଲିଟିକୁ ଷ୍ଟ୍ରଙ୍ଗ କରି, ନିଜର ଏମ୍ ଉପରେ ଫୋକସ କରି ଆଗକୁ ଯଦି ବଢିବା ନିହାତି ଭାବରେ ସଫଳତା ମିଳିବ। ଏଥିରେ କୌଣସି ସନ୍ଦେହ ନାହିଁ। ଆଜ୍ଞା। ଏବେ ଦେଶର ପ୍ରଥମ ନାଗରିକ ହେଉଛନ୍ତି ଜଣେ ଆଦିବାସୀ ମହିଳା। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ଜଣେ ଆଦିବାସୀ ଚେହେରା। ଆପଣ ଆମର ଓଡ଼ିଶାର ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ମଧ୍ୟ ଆଦିବାସୀ। ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ମଧ୍ୟ ଆଦିବାସୀ। ଆଦିବାସୀମାନଙ୍କୁ ଅନେକ ଉଚ୍ଚ ଉଚ୍ଚ ପଦବୀମାନଙ୍କ ମଧ୍ୟରେ ଦେଖାଯାଉଛି। କିନ୍ତୁ ଯଦି ଆମେ ଇତିହାସକୁ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନାକୁ ନେବା, ସେବେ ଦେଖିବା ନିରୀହ ଆଦିବାସୀମାନଙ୍କର ମଦ ମୃତ୍ୟୁ ଯୋଗୁଁ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାବେ ବିଲୁପ୍ତ ହୋଇଯାଇଥାଏ, ପରିବାର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥାଏ। ଆପଣ ଜଣେ ଯୁବ ବିଧାୟକ, ଆପଣ ଆଦିବାସୀ ପରିବାରରୁ ମଧ୍ୟ ଆସିଥିଲେ ମଧ୍ୟ ଆପଣ ସେମାନଙ୍କର ସେ ଯେଉଁ ସଂଘର୍ଷ, ସେ ଯେଉଁ ଦୁଃଖଟାକୁ ଦେଖିଛନ୍ତି। ତେଣୁକରି ଆପଣ ତାକୁ କାର୍ଯ୍ୟରେ ମଧ୍ୟ ସମ୍ପାଦନ କରୁଛନ୍ତି। ଆପଣ ଏବେ ଗାଁ ଗାଁ ବୁଲି ବୁଲି ମଦ ଦୋକାନକୁ ଯେଉଁଭଳି ଭାବେ ତାଲା ମାରୁଛନ୍ତି, ମଦ ଦୋକାନକୁ ଯେଉଁଭଳି ଭାବେ ବନ୍ଦ କରୁଛନ୍ତି, କୋଉଠି ନା କୋଉଠି ଆପଣ ଗୋଟେ ପ୍ରଶଂସାର ପାତ୍ର। ଆପଣଙ୍କର କ'ଣ ଅପେକ୍ଷା ରହିବ ଆମର ନେତୃତ୍ୱମାନଙ୍କ ପାଖରେ? ସମ୍ପୂର୍ଣ୍ଣ ନେତୃତ୍ୱ, ରାଷ୍ଟ୍ରୀୟ ନେତୃତ୍ୱ ହୁଅନ୍ତୁ କି ରାଜ୍ୟ ନେତୃତ୍ୱ ହୁଅନ୍ତୁ, ମଦକୁ କେଉଁଭଳି ଭାବରେ ସେମାନେ ବ୍ୟାନ୍ କରିବାର ଆବଶ୍ୟକତା ଅଛି। ନହେଲେ ପାରିବାରିକ ବିଘଟନ ସହିତ କେତେ ଯେ ପରିବାର ସର୍ବଶାନ୍ତ ହେଇଯାଉଛନ୍ତି, ତାଙ୍କୁ ପୁଣି ଭଲ ମାର୍ଗକୁ ଆଣିବା ପାଇଁ ମଦର ଆବଶ୍ୟକତା ଅଛି ନା ମଦକୁ ବ୍ୟାନ୍ କରିବା ଦରକାର? ଗୋଟିଏ ଉତ୍ତର ଯଦି ରଖିବି ଏଇ ଆପଣଙ୍କର ପ୍ରଶ୍ନରେ, ମଦ ସମ୍ପୂର୍ଣ୍ଣ ବନ୍ଦ ହେଇଯିବା କଥା। ମୋର ଗୋଟିଏ ବେନିଫିଟ କୁହନ୍ତୁ ମଦ ଦ୍ଵାରା, ଯୋଉଟା କି ନାଇଁ ଏଇଟା ତୋର ନଥିଲେ ଏଇଟା ହେଇପାରିବ ବୋଲି ଗୋଟେ ଏକ୍ସାମ୍ପଲ ଦିଅନ୍ତୁ ଯୋଉଟା ମଦ ଦ୍ଵାରା ଆମର ସମ୍ଭବ। ସରକାର ତ ବାରମ୍ବାର କୁତର୍କ ରଖୁଛନ୍ତି ନା, ବହୁତ ରାଜସ୍ୱ ଆସୁଛି ତାଙ୍କୁ। ରାଜସ୍ୱ ଗୋଟିଏ କାରଣ ନୁହଁ କି ଆମେ ହଜାର ହଜାର ଲକ୍ଷ ଲକ୍ଷ ଲୋକଙ୍କର ଜୀବନକୁ ଜଳାଞ୍ଜଳି ଦେଇ
ରାଜସ୍ୱ ନାଁରେ ମଦକୁ ପ୍ରାଧାନ୍ୟ ଦେଇ ମଦ ବିକ୍ରି ପାଇଁ ଆମେ ପ୍ରୋତ୍ସାହନ ଦେବା, ଏଇଟା କେଉଁଥିରେ ଲେଖା ହେଇଛି, କେଉଁ ସମ୍ବିଧାନରେ ଲେଖା ହେଇଛି? ଏଭଳି କହିବାକୁ ଗଲେ ନିନ୍ଦନୀୟ ଘଟଣା ଏହା ପାଇଁ, ଏହା ଓଡ଼ିଶା ବାସୀଙ୍କ ପାଇଁ ନିନ୍ଦନୀୟ ଘଟଣା। ଯୋଉମାନେ କନଜ୍ୟୁମ କରିବା ପାଇଁ ଚାହୁଁଛନ୍ତି ବହୁତ ଲିମିଟେଡ ଲୋକ ଅଛନ୍ତି, କିନ୍ତୁ ଯେତେବେଳେ ସମସ୍ତଙ୍କ ପାଖରେ ଆଖି ସାମ୍ନାରେ ହାତ ପାହାନ୍ତାରେ ଆଭେଲେବିଲିଟି ହେଇଯାଉଛି, ଲୋକ ନ ଚାହୁଁଥିବା ସତ୍ତ୍ୱେ ମଧ୍ୟ ଏଡିକ୍ସନରେ ପରିଣତ ହେଇଯାଉଛି। ଆଜିକାଲି ଆପଣ ଦେଖୁଥିବେ ଛୋଟ ଛୋଟ ପିଲା ମଧ୍ୟ ମଦର ମାନେ ନିଶାଗ୍ରସ୍ତ ହଉଛନ୍ତି ଆଉ ମଦ ପ୍ରତି ପୁରା ଆଡିକ୍ସନ ହେଇଗଲାଣି। ନବମ ଦଶମ ଶ୍ରେଣୀ ପଢୁଥିବା ପିଲା ମଧ୍ୟ ଆମ ଅଞ୍ଚଳର ପିଲା ମଦ ପିଉଛନ୍ତି। ଏହା ପାଇଁ ଦାୟୀ କିଏ? ସରକାର ନା ତାଙ୍କ ବାପା ମା ମାନେ? ଏଥିରେ ସରକାର ସଚେତନ ହବା କଥା, ସରକାର ସଚେତନ କରାଇବା କଥା। ଉଲ୍ଟା ମଦକୁ ପ୍ରୋତ୍ସାହନ ଦଉଛନ୍ତି, ଗାଁ ଗାଁରେ ମଦ ଦୋକାନ ଖୋଲୁଛନ୍ତି, ଆଉ ମଦ ବିରୋଧରେ ଯିଏ ଆନ୍ଦୋଳନ କଲା ତାକୁ ଏମାନେ ଜେଲରେ ପଶାଇବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି। କିଛି ଦିନ ପୂର୍ବରୁ ମୋ ଅଞ୍ଚଳର ମଦକୁ ମଦ ଯୋଉଭଳି ଭାବରେ ଆମ ଅଞ୍ଚଳରେ ବେଆଇନ ଭାବରେ ମଦ କାରବାର ହଉଛି, ଦୁଇ ପ୍ରକାର ମଦ ମିଳୁଥିବ, ଗୋଟେ ବିଦେଶୀ, ବିଦେଶୀ ମିଳୁଛି। ତାର ଦେଶୀରେ ମଧ୍ୟ ଡୁପ୍ଲିକେଟ ଅଛି, ବିଦେଶୀରେ ମଧ୍ୟ ଡୁପ୍ଲିକେଟ ଅଛି, ମାନେ ଟୋଟାଲ 4 ପ୍ରକାର ମିଳୁଛି। ଅରିଜିନାଲ ଯଦି ମିଳନ୍ତା ବି ତାହା ବି ଟିକେ ହୁଏତ ସ୍ୱାସ୍ଥ୍ୟ ପାଇଁ ଟିକେ ହେଲେ ଏତେ କ୍ଷତିକାରକ ହୁଅନ୍ତା ନାହିଁ। କିନ୍ତୁ ଯେତେବେଳେ ଡୁପ୍ଲିକେଟ ମଦ ମଧ୍ୟ ମାର୍କେଟରେ ଆଭେଲେବଲ, ମାନେ ପ୍ରଚୁର ପରିମାଣରେ ଆଭେଲେବଲ ଅଛି, ତାହା ସମ୍ପୂର୍ଣ୍ଣ ଶରୀର ପାଇଁ କ୍ଷତି ସାଜୁଛି। ଏଭଳି ପରିସ୍ଥିତିରେ ମୁଁ ମାନେ ବିଗତ ଦିନରେ ଆପଣ ଦେଖିଥିବେ ମୁଁ ମଦ ବିରୋଧୀ ଆନ୍ଦୋଳନ ମଧ୍ୟ କରିଥିଲି। ଏ ଆନ୍ଦୋଳନର ଉଦ୍ଦେଶ୍ୟ ଥିଲା କି ଅଞ୍ଚଳରେ ଯୋଉ ବେଆଇନ ମଦ କାରବାର ହଉଛି ଏବଂ ଯେତିକି ସ୍କୁଲ, କଲେଜ, ମନ୍ଦିର, ଏଭଳି ଯୋଉ ପବ୍ଲିକ ପ୍ଲେସେସରେ ଯୋଉ ମଦ ଦୋକାନ ଗୁଡା ଅଛି ତାକୁ ବନ୍ଦ କରିବା ପାଇଁ ମୁଁ ଗୋଟେ ଆନ୍ଦୋଳନ କରିଥିଲି। ଏ ଆନ୍ଦୋଳନ ପୂର୍ବର କଥା ଯଦି ଆଉଥରେ ମୁଁ ପୂର୍ବକୁ ମନେ ପକାଇବାକୁ ଚାହେଁ, ଯେବେଠାରୁ ନିର୍ବାଚିତ ହେଇଛି ସେବେଠାରୁ ସରକାରଙ୍କୁ ମୁଁ ବାରମ୍ବାର ଚିଠି କରିଛି। ସେ ଏକ୍ସାଇଜ ଡିପାର୍ଟମେଣ୍ଟ ହୁଅନ୍ତୁ କିମ୍ବା ଲୋକାଲ ଏସପିଙ୍କୁ ହୁଅନ୍ତୁ, ଆଉ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ମୁଁ ଚିଠି କରିଛି, ଏକ୍ସାଇଜ ମିନିଷ୍ଟରଙ୍କୁ ମଧ୍ୟ ଚିଠି କରିଛି ଯେ ଅଞ୍ଚଳରେ ବେଆଇନ ଭାବରେ ହୁ ଭାବରେ ମଦ କାରବାର ଚାଲିଛି, ଆକୁ ନିୟନ୍ତ୍ରଣକୁ ଯେମିତି ଆଣନ୍ତୁ, ନହେଲେ ଅଞ୍ଚଳରେ ଯେତିକି ମୃତ୍ୟୁ ହଉଛି ତାର ଦ୍ୱିଗୁଣିତ ହେଇଯିବ। ଏଭଳି ମୁଁ ବାରମ୍ବାର ଚିଠି ଲେଖିଛି, କିନ୍ତୁ ଚିଠିର ଉତ୍ତର ଆଜି ଯାଏଁ କେବେ ମୁଁ ପାଇପାରିଲି ନାହିଁ। ଅତି ବିଡମ୍ବନାର ବିଷୟ। ଜଣେ ନିର୍ବାଚିତ ପ୍ରତିନିଧି ଯଦି ଅଞ୍ଚଳର ଲୋକଙ୍କର ହିତ ପାଇଁ ଯେତେବେଳେ ଚିନ୍ତା କରୁଛନ୍ତି ଏବଂ ତାଙ୍କର ଲୋକଙ୍କର ସ୍ୱାର୍ଥ ପାଇଁ ଯେତେବେଳେ ଚିଠି ଗୋଟେ କରୁଛନ୍ତି, ସେ ଚିଠିର ରିପ୍ଲାଏ ମଧ୍ୟ ଆସୁନାହିଁ। ଏମିତି ମୁଁ ପ୍ରତ୍ୟେକ ମାନେ ଏସପିଙ୍କୁ, କଲେକ୍ଟରଙ୍କୁ, ଏକ୍ସାଇଜ ମିନିଷ୍ଟରଙ୍କୁ, ଚିଫ ମିନିଷ୍ଟରଙ୍କୁ 4-5 ଥର ଲେଖାଏଁ ଚିଠି କରିଥିବି, କିନ୍ତୁ କାହାରି ମଧ୍ୟ ଉତ୍ତର ମୋ ପାଖରେ ପହଞ୍ଚି ନାହିଁ। ଉଲ୍ଟା ବିଧାନସଭାରେ ମଧ୍ୟ ମୁଁ ଆଉ ଥରେ ପ୍ରଶ୍ନ କରିଛି, ବିଧାନସଭାରେ ମଧ୍ୟ ମାନେ ଉତ୍ତରକୁ ପୁରା ସଂକ୍ଷିପ୍ତ କରି ମତେ ଦେଇଛନ୍ତି, ଯୋଉଟା କି ଗୋଟେ ଯଥାର୍ଥ ଉତ୍ତର ମଧ୍ୟ ନଥିଲା। ଏଭଳି ଭାବରେ ସମୟ ବିତିବା ସହିତ ନିର୍ବାଚନ ମଣ୍ଡଳୀରେ ମଦର ପରିମାଣ ପୁରା ବହୁ ହୋଇ ବଢୁଥାଏ। ପୁଣି ଦଶମନ୍ତପୁର ଗୋଟେ ଜାଗା, ଗୋଟେ ପୁରା ଅଧିଷ୍ଠିତ ଅଞ୍ଚଳ, ଦଶମନ୍ତପୁର ହେଡକ୍ୱାର୍ଟରରେ ଆପଣ ଏବେ ବି ଯିବେ କିମ୍ବା ଆପଣ ଯିଏ ବି ଆପଣ ସମ୍ପର୍କୀୟ ଥାଆନ୍ତି ତାଙ୍କୁ ପଚାରନ୍ତୁ ମଧ୍ୟ ସେ ଅଞ୍ଚଳରେ ହେଡକ୍ୱାର୍ଟରରେ 250ରୁ ଉର୍ଦ୍ଧ୍ୱ ମହିଳା ବିଧବା ଅଛନ୍ତି। ସେ ଭିତରେ ଛୋଟ ମାନେ ନବବିବାହିତ ବି ଅଛନ୍ତି, ବୃଦ୍ଧା ବି ଅଛନ୍ତି। ସେ ଆପଣ ଝିଅକୁ ପଚାରନ୍ତୁ, ସ୍ୱାମୀ ମରିଯାଇଥାଉଛନ୍ତି, ମାନେ ବୋହୂକୁ ପଚାରିଲେ ମାନେ ବିଧବା, ମା କୁ ପଚାରିଲେ ବିଧବା, ଯାହାକୁ ପଚାରନ୍ତୁ ସେଠି ସମସ୍ତେ ବିଧବା। କେବଳ ଏଟା ଗୋଟେ ଦଶମପୁର ହେଡକ୍ୱାର୍ଟର ଉଦାହରଣ ଦେଲି ମୁଁ। ଏମିତି ନିର୍ବାଚନ ମଣ୍ଡଳୀରେ ଅନେକ ଲୋକଙ୍କର ମୃତ୍ୟୁ ହେଇଛି ଏ ମଦ କାରଣରୁ। ଆଉ ମଦ ଆମ ଲୋକ ଯଦି ହାତ ପାହାନ୍ତାର ଅଛି ବାକି କରି ମଧ୍ୟ ପିଇ ଦିଅନ୍ତି। ଆଉ ଗାଁ ଗହଳିରେ ଏତେ ମାତ୍ରାରେ ମଦର ମାନେ ମାତ୍ରା ବଢି ଯାଇଛି, ଯିଏ ନାହିଁ ସିଏ ପିଉଛନ୍ତି। ଆଉ ବିଗତ ଦିନରେ ଆପଣ ଦେଖିଥିବେ ଗୋଟେ ସ୍କୁଲରେ ଛୋଟ ପିଲା, ନବମ ଶ୍ରେଣୀ ପିଲା ମଦ ପିଇକି ଆଉ ଗୋଟେ ପିଲାକୁ ଛୁରୀ ମଧ୍ୟ ଭୁଷି ଦେଇଥିଲା। ତ ଏଇଗୁଡା ଯେତେବେଳେ ଘଟଣା ଆମ ସାମ୍ନାରେ ଆସିବ, ଆଉ ଆମେ ସେ ଅଞ୍ଚଳର ନିର୍ବାଚିତ ପ୍ରତିନିଧି, ତ ଆମର ହୃଦୟ କେମିତି ଏଇ ଜିନିଷକୁ ସହିବ ଆଉ କେମିତି ଆମେ ସହି ପାରିଥାନ୍ତୁ? ଏଭଳି ସମସ୍ୟା ଭିତରେ ଅନେକ ସମସ୍ୟା ଅଛି। ଆପଣ ଗ୍ରାଉଣ୍ଡ ଜିରୋରେ ଟିକେ ରିଆଲିଟି ଯଦି ଆମେ ଇନକ୍ୱାରି କରିବେ, ଅନେକ ସମସ୍ୟା ଅଛି ଯୋଉଟା ଆମେ ଆମ ସାମ୍ନାକୁ ମଧ୍ୟ ଆସୁନାହିଁ, ଲୋକଲୋଚନକୁ ମଧ୍ୟ ଯାଇପାରୁନାହିଁ। ଆଉ ଯେତେବେଳେ ଆମେ ପ୍ରଶାସନକୁ ଅବଗତ କରିବା ପାଇଁ ଚେଷ୍ଟା କରୁଛୁ, ପ୍ରଶାସନ ମଧ୍ୟ ଏଥିରେ କୌଣସି ଗୁରୁତ୍ୱ ଦଉନାହାନ୍ତି। ସରକାରଙ୍କର ଚାପରେ, ଅବକାରୀ ବିଭାଗର ମାନେ ଅବକାରୀ ମନ୍ତ୍ରୀଙ୍କର ଏବଂ ସମସ୍ତ ରାଜସ୍ୱ ଯେହେତୁ ସରକାରଙ୍କୁ ଆସୁଛି, ସରକାରଙ୍କର ଚାପରେ ବିଭାଗୀୟ ଅଧିକାରୀ ମଧ୍ୟ ଚୁପ୍ ହେବା ପାଇଁ ବାଧ୍ୟ ହଉଛନ୍ତି। ଏହା ଏକ ବହୁତ ବିଡମ୍ବନାର ବିଷୟ। ତେଣୁ ଏସବୁ ଭିତରେ ମୁଁ ବନ୍ଦ କରିବା ପାଇଁ ଯେତେବେଳେ ଗଲି, ସରକାରଙ୍କୁ ଗୁହାରି କରିବା ପରେ ତ କେହି ଶୁଣିଲେ ନାହିଁ। ତେଣୁ ମୁଁ ନିଜେ ବାଧ୍ୟ ହେଲି କି ପ୍ରତ୍ୟେକ ମଦ ବନ୍ଦ କରିବା, ତାପରେ ସରକାରଙ୍କୁ ଆମେ ଅଭିଯୋଗ କରିବା କି ଏ ଅଞ୍ଚଳରୁ ତୁରନ୍ତ ବନ୍ଦ କରନ୍ତୁ ମଦ ଦୋକାନ। କିନ୍ତୁ ସେ ବନ୍ଦ କଣ କରିବେ, ଓଲଟା ମୋ ସମେତ 400 ଲୋକଙ୍କର, ନିର୍ବାଚନ ମଣ୍ଡଳୀର 400 ଲୋକଙ୍କ ନାଁରେ
ଏଫଆଇଆର ଦେଇଦେଲେ, କେସ୍ କରିଦେଲେ, ନା ସହିତ ଏଫଆଇଆର କରିଦେଲେ, ନା ସହିତ କମ୍ପ୍ଲେନ ଦେଲେ କି ଅମକ ଅମକ ଲୋକ ସେଠି ଥିଲେ। ଆଉ ଆମେ କିଛି କିଛି ଭୁଲ ନଥିଲେ ସତ୍ୟ ମଧ୍ୟ ମିଥ୍ୟା ଅଭିଯୋଗ ମଧ୍ୟ ଦିଆଯାଇ ଏଫଆଇଆର କୁ ଆହୁରି ଲମ୍ବା ଚଉଡା ଏଫଆଇଆର କରିଦେଲେ, ଯେମିତିକି ଆମ ନାଁରେ 10-12 ଲେଖାଏଁ ମାନେ ଗୋଟେ କେସ୍ରେ 8-10ଟା ଦଫା କେମିତି ଲାଗିପାରିବ ସେ ବ୍ୟବସ୍ଥା କରି ସରକାର ଜାଣି ଶୁଣିକିରି ଆମ ନାଁରେ କେସ୍ କରିଦେଲେ ଏବଂ ଆମ ସ୍ୱରକୁ ଚାପି ଦେବା ପାଇଁ ଚେଷ୍ଟା କଲେ। କିନ୍ତୁ ଆଉ ଆପଣ ଦେଖୁଥିବେ ଏ ସରକାର ମଦ କଣ ବନ୍ଦ କରିବେ? ଏବେ ରିସେଣ୍ଟଲି ଏଇ 4-5 ଦିନ ପୂର୍ବରୁ 70ଟି ନୂଆ ମଦ ଦୋକାନ ଆଉ 3ଟି ମଦ ଫ୍ୟାକ୍ଟ୍ରି ସରକାର ଖୋଲିବା ପାଇଁ ଯାଉଛନ୍ତି। ତ ଚିନ୍ତା କରନ୍ତୁ ସରକାର ଏ ସାଧାରଣ ଲୋକଙ୍କ ପାଇଁ କେମିତି କୋଉ ପ୍ରକାର ମାନେ ଚିନ୍ତା କରୁଛନ୍ତି। ଚାହିଁଥିଲେ ସରକାର ଏଠି ମେଡିକାଲ ମାନେ ଖୋଲି ପାରିଥାନ୍ତେ, ଏଠି ସ୍କୁଲ ଖୋଲି ପାରିଥାନ୍ତେ, ଏଠି ବିଭିନ୍ନ ପ୍ରକାର ଯୋଉଟା କି ଲୋକଙ୍କର ହିତ ପାଇଁ ଆବଶ୍ୟକ ଅଛି ସେଗୁଡା ଖୋଲି ପାରିଥାନ୍ତେ। କିନ୍ତୁ ସେଗୁଡା ଦିଗରେ ଚିନ୍ତା ନ କରି ଏଠି ମଦ ଖୋଲୁଛନ୍ତି ଯୁବଗୋଷ୍ଠୀଙ୍କୁ ପଥଭ୍ରଷ୍ଟ କରିବା ପାଇଁ, ସାଧାରଣ ଲୋକଙ୍କୁ ଜୀବନକୁ ମାରିଦେବା ପାଇଁ। ସରକାରଙ୍କର ମାନେ ଯୋଜନା ହେଇଛି ମଦ ମୁକ୍ତ ନୁହେଁ ମଦ ଯୁକ୍ତ, ଆଉ ଲୋକ ମାନେ ସାଧାରଣ ଲୋକଙ୍କୁ ମାରିବା ପାଇଁ ବହୁତ ସୁନ୍ଦର ପ୍ରୟାସ ଗୋଟେ କରିଛନ୍ତି ସରକାର। ବିଶ୍ୱଗୁରୁର ଚିନ୍ତା, କିନ୍ତୁ ମଦ ଘରେ ଘରେ, ମଦ ଗାଁ ଗାଁରେ, ଏଇଟା କିଭଳି ଭାବରେ ସମ୍ଭବ ହୋଇପାରିବ? କାରଣ ନିରୀହ ଆଦିବାସୀଟେ ପେଟ ପାଟଣା ପାଇଁ ଯଦି କୌଣସି କର୍ମ ସନ୍ଧାନରେ ଯାଏ ତାକୁ ଯେତିକି ମଜୁରୀ ମିଳେ ସେ ମଜୁରୀରୁ ଅଧିକାଂଶ ଅର୍ଥ ମଦ ପିଇବାରେ ଖର୍ଚ୍ଚ କରିବ। ତା ପରିବାର କିଭଳି ଭାବରେ ପ୍ରତିପୋଷଣ ହବ, ତା ପିଲାମାନେ କିଭଳି ଭାବରେ ଭଲସେ ପାଠ ପଢିପାରିବେ। ନିହାତି ଆପଣଙ୍କର ଏଇ ଯୋଉ ପଦକ୍ଷେପ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ଏଇଟା କେବଳ ଆପଣଙ୍କ ଲକ୍ଷ୍ମୀପୁର ଅଞ୍ଚଳ ପାଇଁ ନୁହେଁ, ସାରା ଓଡିଶାର ଗୋଟେ ବ୍ୟାଧି ହେଇଯାଇଛି। ସାରା ଓଡିଶାର ଯୁବଗୋଷ୍ଠୀ ସମ୍ପୂର୍ଣ୍ଣ ଭାବେ ନିଶାଗ୍ରସ୍ତ ହେଇଗଲେଣି। ଆଉ ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ପ୍ରୟାସ ଜାରି ରଖନ୍ତୁ। ଦିନ ଆସିବ ଆପଣଙ୍କ ସହିତ ପୁରା ଓଡିଶାର ସମସ୍ତ ସଚେତନ ନାଗରିକ ଏଇ ଆପଣଙ୍କର କାର୍ଯ୍ୟକ୍ରମରେ ସାମିଲ ହେବେ ଆଉ ଓଡିଶାକୁ ମଦମୁକ୍ତ କରିବା ପାଇଁ ସମସ୍ତେ ନିଜର ଅଣ୍ଟା ଭିଡ଼ିବେ। ଏବେ ଗୋଟେ ନୂଆ ଟ୍ରେଣ୍ଡ ଦେଖିବାକୁ ମିଳିଥିଲା। ଯଦି ପୁରା ଆମର କେନ୍ଦ୍ର ସରକାରକୁ ଦେଖିବେ, ରାଜ୍ୟ ସରକାରଙ୍କୁ ଦେଖିବେ, ନେତାମାନେ ବହୁତ ବଡ ବଡ ବାହାସ୍ପଟ ମାରନ୍ତି ଯେ ଆଦିବାସୀ ମାନଙ୍କର ଉନ୍ନତି, କେବିକେ ଅଞ୍ଚଳର ଉନ୍ନତି, ସବୁବେଳେ ସେମାନଙ୍କ ପାଟିରେ କେବିକେ କେବିକେ କେବିକେ। କିନ୍ତୁ ଆପଣ ଯେତେବେଳେ ଆପଣଙ୍କ ଅଞ୍ଚଳରେ ପରିଦର୍ଶନ କରୁଛନ୍ତି, ବୁଲି ଯାଉଛନ୍ତି, ଆପଣଙ୍କୁ ଟ୍ରାକ୍ଟରରେ ଯିବାକୁ ପଡୁଛି। ସେ ରାସ୍ତା ଏଭଳି ଅବସ୍ଥା ହେଇଛି ଯାହାକି ସ୍ୱାଧୀନତାର 75 ବର୍ଷ ପରେ ମଧ୍ୟ ଆମକୁ ଶୁଣିଲା ବେଳକୁ ଲଜ୍ଜା ଲାଗୁଛି। ଯେଉଁମାନେ ସେଠିକାର ଲୋକପ୍ରତିନିଧି ଥିଲେ ଆଉ ଯେଉଁମାନେ ଓଡିଶାକୁ ଏତେ ବର୍ଷ ଧରି ଶାସନ କଲେ, ଭାରତକୁ ଏତେ ବର୍ଷ ଧରି ଶାସନ କଲେ, କେବଳ କଣ ଆଦିବାସୀ ମାନେ ସେମାନଙ୍କର ଭୋଟ ବ୍ୟାଙ୍କ? ନା ପ୍ରକୃତରେ ସେମାନଙ୍କର ସୁରକ୍ଷା ପାଇଁ, ସେମାନଙ୍କର ସେବା ପାଇଁ, ସେମାନଙ୍କର ଜୀବନକୁ କିଭଳି ଭଲ ଭାବରେ ଗଢା ଯାଇପାରିବ ସେଥିପାଇଁ ଚିନ୍ତିତ। ଆଦିବାସୀ ମାନଙ୍କୁ ସରକାର କେବଳ ବ୍ୟବହାର ହିଁ କରିଛନ୍ତି। ଆଉ ଏ କଥା କାହିଁକି କହୁଛି, ଆଉ ଗୋଟେ କଥା, କେବିକେ ଅଞ୍ଚଳ ଆପଣ ଯୋଉ ଉଲ୍ଲେଖ କଲେ, କେବିକେ ଅଞ୍ଚଳବାସୀଙ୍କୁ ମଧ୍ୟ ସରକାର କେବଳ ଆବଶ୍ୟକ ସମୟରେ ବ୍ୟବହାର କରିଛନ୍ତି, ଆବଶ୍ୟକ ସରିଗଲା ପରେ ଚୁଇଙ୍ଗମ ଭଳିଆ ଚୋବେଇ ସାରିଲା ପରେ ଫୋପାଡ଼ି ଦେଇଛନ୍ତି। ଏଇଭଳିଆ ହିଁ ଏବେ ପର୍ଯ୍ୟନ୍ତ ଚାଲି ଆସିଛି। ଦୀର୍ଘ 24 ବର୍ଷ ସରକାର, ବିଜେଡି ସରକାର ସମୟରେ ମଧ୍ୟ, ପୂର୍ବ ସରକାର ସମୟରେ ମଧ୍ୟ ତାହା ଘଟିଥିଲା। ଆଉ ଏବେକାର ସରକାର ଯେଉଁଥିରେ କି ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ଅଛନ୍ତି, ଅନ୍ୟ ଦଳ ହେଲେ ସୁଦ୍ଧା, ନିହାତି ଆପଣଙ୍କ ଭଳି ସେ ବି ତ ପିଲାଦିନ ଆଦିବାସୀ ଗାଁରେ ବିତେଇଥିବେ। ନିହାତି ଭାବରେ ପିଲାଦିନରେ ତାଙ୍କ ଅଞ୍ଚଳରେ ମଧ୍ୟ ଆଦିବାସୀ ଯୁବକ ମଦ ଯୋଗୁ ତାଙ୍କର ମଦ ମୃତ୍ୟୁ ବି ହେଇଥିବ, ଅନେକ ପରିବାର ସର୍ବସ୍ୱାନ୍ତ ହେଇଯାଇଥିବେ। ତାପରେ ସେ ଏତେ ବର୍ଷ ଧରି ସେଇ ଅଞ୍ଚଳକୁ ପ୍ରତିନିଧିତ୍ୱ କରୁଛନ୍ତି, ତାଙ୍କ ମନରେ ମଧ୍ୟ ସମ୍ବେଦନା ଆସିବା କଥା। ନିହାତି ଭାବରେ ସେ ଯେତେବେଳେ ପୂର୍ବରୁ ବିରୋଧୀ ଭାବରେ ଥିଲେ, ଆପଣ ତାଙ୍କର ବିଧାନସଭାର ଏକ ଷ୍ଟେଟମେଣ୍ଟ ଦେଖିଥିବେ, ବକ୍ତବ୍ୟ ମାନେ ସେ ରଖିଥିଲେ ମଦ ବିରୋଧରେ, ଅନେକ ଅଞ୍ଚଳ ଉନ୍ନତି ବିରୋଧରେ ସେ ଅନେକ ଥର ସେ ପ୍ରସଙ୍ଗ ମଧ୍ୟ ଉଠେଇଛନ୍ତି, ସରକାରଙ୍କୁ ଘେରିଛନ୍ତି ମଧ୍ୟ। କିନ୍ତୁ ବର୍ତ୍ତମାନ ପରିସ୍ଥିତି ଓଲଟା ହେଇଯାଇଛି। ଯେତେବେଳେ ସେ ନିଜେ ପଛରେ ପଳେଇ ଆସିଛନ୍ତି, ମୋ ମତରେ ଯେତିକି ଆଦିବାସୀଙ୍କ ପାଇଁ ଗୁରୁତ୍ୱ ଦିଆଯିବା କଥା ସେତିକି ମିଳିପାରୁନାହିଁ ଆଦିବାସୀ ମାନଙ୍କୁ। ମୁଁ ବି ଖୁସି ହେଇଥିଲି ଜଣେ ଆଦିବାସୀ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ବଛା ଯାଇଛି। ତା ପୂର୍ବରୁ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଭାବରେ ମଧ୍ୟ ବଛା ଯାଇଥିଲା। ତେଣୁ ଏହା ଗୋଟେ ଆଦିବାସୀ ସମାଜ ପାଇଁ, ସମଗ୍ର ଭାରତ ବର୍ଷର ଆଦିବାସୀ ସମାଜ ପାଇଁ ଏକ ଗର୍ବର ବିଷୟ ମଧ୍ୟ ଥିଲା। ଆଉ ଯେମିତି ଆପଣ କହୁଥିଲେ ଆମର ଛତିଶଗଡ଼ ହେଲା, ଝାଡଖଣ୍ଡରେ ହେଲା, ଆଦିବାସୀ ମୁଖ୍ୟମନ୍ତ୍ରୀ ଅଛନ୍ତି। ତ ସବୁ ଜିନିଷ ଆମେ ଦୃଷ୍ଟି ଦଉଛେ, ତାହେଲେ ଏହା ନିହାତି ଭାବରେ ଏକ ଆଦିବାସୀ ସମାଜ ପାଇଁ, ସମଗ୍ର ଭାରତବର୍ଷ ଆଦିବାସୀ ସମାଜ ପାଇଁ ବହୁତ ଗର୍ବର ବିଷୟ। କିନ୍ତୁ ଆମେ ଗର୍ବ କରୁଛେ ଯେ, କିନ୍ତୁ ସେମାନେ ଯଦି ଆମ ଉନ୍ନତି ପାଇଁ ଚିନ୍ତା କରିବେ ନାହିଁ, ତାହେଲେ ଲାଭ କଣ ରହିଲା? ଆଜ୍ଞା, ଏବେ ଓଡିଶାର ମଧ୍ୟ ପରିସ୍ଥିତି ସମାନ। କେବିକେ ଅଞ୍ଚଳ ବୋଲି ସବୁବେଳେ ଗୋଟେ ଅଲଗା ନଜରରେ ଦେଖାଯାଇଛି କେବିକେ ଅଞ୍ଚଳକୁ। ଆଉ ଆପଣ ଜାଣିଥିବେ କେବିକେ ଅଞ୍ଚଳରେ ହିଁ ଅଧିକ ମାଇନିଂ ମଧ୍ୟ ହଉଛି। ଆଜ୍ଞା, ସେ କଳାହାଣ୍ଡି କଥା କୁହନ୍ତୁ, କୋରାପୁଟ କଥା କୁହନ୍ତୁ, ରାୟଗଡା କଥା କୁହନ୍ତୁ, ପ୍ରାକୃତିକ ସମ୍ପଦରେ ପୁରା ଭରପୁର।
ଆଉ ଗୋଟେ କଥା ମୋର ପ୍ରଶ୍ନ ସରକାରଙ୍କୁ, ରାଜସ୍ୱ ଆଦାୟ କରିବା ପାଇଁ ସରକାର ମଦ ଦୋକାନ ଖୋଲୁଛନ୍ତି, କୋଟି କୋଟି ଟଙ୍କାର ରାଜସ୍ୱ ମଧ୍ୟ ସରକାରଙ୍କୁ ମିଳୁଛି। କେବିକେ ଅଞ୍ଚଳରେ ଖଣି ଖାଦାନ ମଧ୍ୟ ହଉଛି, ଲକ୍ଷ ଲକ୍ଷ କୋଟି ଟଙ୍କାର ଖଣି ଖାଦାନ ମଧ୍ୟ ହଉଛି। ତ ଏତେ ରାଜସ୍ୱ ନେଇ ଯାଉଛନ୍ତି କୁଆଡେ ସରକାର? ସେ ଅଞ୍ଚଳର ଉନ୍ନତି କାହିଁକି ହେଇପାରୁନି ଆଜି ପର୍ଯ୍ୟନ୍ତ? ମୁଁ 1.5 ବର୍ଷ ମୁଁ ନିର୍ବାଚିତ ହେବାର ଆଜିକୁ 1.5 ବର୍ଷ ହେବାକୁ ଗଲାଣି, ମାନେ ପାଖାପାଖି 1.5 ବର୍ଷ ହେବାକୁ ଯାଉଛି, 14-15 ମାସ ହେବାକୁ ଗଲାଣି। ଏବେ CSR ରେ ଟଙ୍କାଟିର କାମ ହେଇପାରୁନି। ଆଜି ମୋ ନିର୍ବାଚନ ମଣ୍ଡଳୀକୁ ଘେରିକି ନାଲକୋ, ଆଦିତ୍ୟ ବିର୍ଲା, ବେଦାନ୍ତ ଅଛନ୍ତି, କାମ କରୁଛନ୍ତି ସକ୍ରିୟ ଭାବରେ, ପୁରା 24 ଆୱାର୍ସ କାମ ତାଙ୍କର ଚାଲିଛି। ତାଙ୍କୁ ଯେମିତି ତାଙ୍କର ରୟାଲିଟି, ତାଙ୍କର ରେଭିନ୍ୟୁ, ତାଙ୍କର ଯାହା ଲାଭ ମିଳିବା କଥା ସେ ପାଉଛନ୍ତି, ସରକାର ମଧ୍ୟ ପାଉଛନ୍ତି। କିନ୍ତୁ ସେ ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ମୌଳିକ ସୁବିଧାର ସାଧାରଣ ଲୋକ ବଞ୍ଚିତ ହଉଛନ୍ତି, ଯାହାକୁ ପ୍ରସଙ୍ଗ କରି ମୁଁ ଚିଠି ମାଧ୍ୟମରେ ମଧ୍ୟ ସରକାର ଅବଗତ କରିଛି। CSR ଆକ୍ଟିଭିଟି ହଉନାହିଁ, DMF ଆଜି ପର୍ଯ୍ୟନ୍ତ ମିଳିପାରିଲା ନାହିଁ। ଏମିତି ଅନେକ ଫେରିଫେରିଆଲ ଡେଭଲପମେଣ୍ଟ ପାଇଁ ଯାହା ବି ସ୍କିମ୍ ସରକାରଙ୍କ ଦ୍ୱାରା ଆସିବା କଥା, ଆଜି ପର୍ଯ୍ୟନ୍ତ ଟଙ୍କାଟିଏ ମଧ୍ୟ ଅଞ୍ଚଳ ପାଇଁ ଖର୍ଚ୍ଚ କରାଯାଇ ନାହିଁ। ଆଉ ମୁଁ ଯେତେବେଳେ ଅଭିଯୋଗ କରୁଛି, ସେ ଅଭିଯୋଗ ମଧ୍ୟ ଅଭିଯୋଗ କାଗଜରେ ହିଁ ସୀମିତ ହୋଇ ରହିଯାଉଛି। ଆମେ କହିବା ବେଳେ ମଧ୍ୟ ଦୁଃଖ ଲାଗୁଛି କି ଆମ ଅଞ୍ଚଳ ଗୋଟେ ଖଣି ଖାଦାନ ଅଞ୍ଚଳ, ଆମ ଅଞ୍ଚଳ ଗୋଟେ ମାନେ ପୁରାପୁରି ପ୍ରାକୃତିକ ସମ୍ପଦରେ ଭରପୁର ଅଞ୍ଚଳକୁ କହିବା ପାଇଁ ମଧ୍ୟ ଲଜ୍ଜା ଲାଗିଲାଣି। ପୁଣି ଆଦିବାସୀ ମୁଖ୍ୟମନ୍ତ୍ରୀ ହେବା ସତ୍ତ୍ୱେ ମଧ୍ୟ ଆଦିବାସୀ ଅଞ୍ଚଳ ପ୍ରତି ଯୋଉ ଏ ଅଣଦେଖା, ଏହା ଆମକୁ ବହୁତ ସ୍ତବ୍ଧ କରିଦଉଛି। ତେଣୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଯେତେବେଳେ ଭେଟିଛି ଏ ବିଷୟରେ ମଧ୍ୟ ଅବଗତ କରାଇଛି କି ମୁଁ କିଛି ଦିନ ପୂର୍ବରୁ ଚିଠି ମଧ୍ୟ କରିଥିଲି କି CSR ଆଉ DMF ଆକ୍ଟିଭିଟି ଜମାରୁ ହୋଇପାରୁନାହିଁ ଅଞ୍ଚଳରେ, ଯାହାଫଳରେ ଲୋକ ଧୂଳି ଖାଉଛନ୍ତି, ମାଟି ଖାଉଛନ୍ତି, ପାଣି ତାଙ୍କର ଅପରିଷ୍କାର ହଉଛି। ଏତେ ସବୁ ସମସ୍ୟା ଭିତରେ ମଧ୍ୟ ଲୋକ ସଂଘର୍ଷ କରିବା ପରେ ମଧ୍ୟ ସରକାର ତାଙ୍କ ପ୍ରତି ଯଥେଷ୍ଟ ଚିନ୍ତା କରୁନାହାନ୍ତି। ତେଣୁ ଏ ଅଭିଯୋଗ ତ କେବଳ ଗଣମାଧ୍ୟମ ସାମ୍ନାରେ ପ୍ରକାଶିତ କରିବା ନୁହଁ, ଏ ଅଭିଯୋଗକୁ ନେଇ ବିଧାନସଭାରେ ମଧ୍ୟ ମୁଁ ଉପସ୍ଥାପନ କରିଛି, ତାଙ୍କୁ ପର୍ସନାଲ ମଧ୍ୟ ଭେଟି କହିଛି। ଗୋଟେ ନିର୍ବାଚିତ ପ୍ରତିନିଧି ହିସାବରେ ମୋର ଯେତିକି କର୍ତ୍ତବ୍ୟ ମୁଁ ଚେଷ୍ଟା କରିଛି, କିନ୍ତୁ ସରକାରଙ୍କ ଆଡୁ ସେତିକି ରିଜଲ୍ଟ ଆସିପାରୁନାହିଁ, ଯାହା ଦ୍ୱାରା ମୁଁ ମଧ୍ୟ ବେଳେ ବେଳେ ଲୋକଙ୍କୁ ସାମ୍ନା କରିପାରୁନାହିଁ। ଲୋକଙ୍କର ଉନ୍ନତିକୁ ନେଇ ମୁଁ ଯୋଉ ପ୍ରତିଶ୍ରୁତି ଦେଇକି ଆସିଥିଲି ତାହା ସଫଳ ହେଇପାରୁନାହିଁ। ଏହା ମୋ ପାଇଁ ବହୁତ ବଡ ଦୁଃଖର ବିଷୟ। ମୁଁ ଯୋଉ ଆଶା ଆକାଂକ୍ଷା ନେଇ ଲୋକଙ୍କର ସେବା କରିବେ ବୋଲି ଏବଂ ଅଞ୍ଚଳ ଉନ୍ନତି ପାଇଁ ବୋଲି ମୁଁ ଶପଥ ନେଇଥିଲି, ଆଜି ସରକାର ହିଁ ବାଧା ସୃଷ୍ଟି କରୁଛନ୍ତି ମୋ ଅଞ୍ଚଳର ସଫଳତା ପାଇଁ, ଅଞ୍ଚଳର ଡେଭଲପମେଣ୍ଟ ପାଇଁ। ଦୀର୍ଘ 75 ବର୍ଷ ହେଲାଣି ଭାରତର ସ୍ୱାଧୀନତା, ସବୁବେଳେ ଆଦିବାସୀ ମାନଙ୍କୁ ଗୋଟେ ସିଂହ ଭାଗ ଦିଆଯାଇଥାଏ। ଆଦିବାସୀ ମାନଙ୍କର ସୁରକ୍ଷା ପାଇଁକି ପାର୍ଲିଆମେଣ୍ଟରେ ବିଲ୍ ପାରିତ ହୁଏ, ରାଜ୍ୟ ବିଧାନସଭାରେ ମଧ୍ୟ ବିଲ୍ ପାରିତ ହୋଇଯାଏ। ଆଦିବାସୀ ଯୁବକମାନଙ୍କୁ, ଯୁବତୀମାନଙ୍କୁ ମଧ୍ୟ ଉଚ୍ଚ ଉଚ୍ଚ ସ୍ଥାନରେ ବସାଯାଉଛି। କୋଉଠି ଆପଣଙ୍କୁ ଅନୁଭବ ହଉନି ସେମାନେ ହୁଏତ ଉଚ୍ଚ ସ୍ଥାନକୁ ଗଲା ପରେ ନିଜ ଅଞ୍ଚଳ ବିଷୟରେ ଭୁଲି ଯାଉଛନ୍ତି କି? ନହେଲେ 75 ବର୍ଷ ଲାଗିଗଲା ଗୋଟେ ଭାରତର ସ୍ୱାଧୀନତା ହବା, ଆଉ 75 ବର୍ଷ ପରେ ମଧ୍ୟ ଆଦିବାସୀ ଅଞ୍ଚଳ ଯେଉଁଭଳି ଥିଲା ଏବେ ମଧ୍ୟ ସେଇଭଳି ଅଛି। ଆପଣଙ୍କ ଅଞ୍ଚଳ ବିଷୟରେ ଯୋଉ ଆପଣ ଉଲ୍ଲେଖ କଲେ, ଆଉ ଆମେ ଯେତେ ଅଞ୍ଚଳ ସବୁ ବୁଲିକିରି ଦେଖୁଛେ, ଯଦି 40-50 ଗାଁକୁ ରାସ୍ତା ନଥିବ, ଅନେକ ଘରେ ଏପର୍ଯ୍ୟନ୍ତ ବିଦ୍ୟୁତୀକରଣ ହେଇନଥିବ, ସେମାନଙ୍କୁ ଆପଣ ଯେମିତି କହିଲେ ବାଲି ମାଟି ଖାଇବାକୁ ପଡୁଥିବ, ତାହେଲେ ଭାରତର ଭାଗ୍ୟର ତ କୌଣସି ପ୍ରକାର ଉଦୟ ହେଇନି। ଏବେ ବି ମଧ୍ୟ ଆମେ ସେଇ ସ୍ୱାଧୀନତାରେ ଲଢେଇ କଲା ଭଳିଆ ଆଦିବାସୀ ବି ଲଢେଇ କରୁଛନ୍ତି। ଦେଶରେ ଯେଉଁଠି ବି ଆଦିବାସୀ ଲୋକ ରହିଛନ୍ତି, ପ୍ରାୟତଃ ଆଦିବାସୀ ଲୋକ ମାନେ ସହର ଠାରୁ ଦୂରରେ ହିଁ ରହିଛନ୍ତି। ଆଜ୍ଞା। ଆଉ ଆପଣ ବି ଶୁଣିଥିବେ ଆଦିବାସୀ ମାନେ ହେଲେ ପ୍ରକୃତିର ପୂଜକ, ଆଉ ପ୍ରକୃତିକୁ ହିଁ ସବୁବେଳେ ଭଲ ପାଇବା ଦେଇ, ସମ୍ମାନ ଦେଇ, ପୂଜା କରି, ପ୍ରକୃତିର ସୁରକ୍ଷା ବି କରନ୍ତି। ପ୍ରକୃତିର ସୁରକ୍ଷା କରି ଆଜି ପର୍ଯ୍ୟନ୍ତ ସେମାନେ ଜୀବନ ଯାପନ କରି ଆସୁଛନ୍ତି। ଆଜ୍ଞା। ଆଉ କୋରାପୁଟ ଜିଲ୍ଲା କଥା ଯଦି ମୁଁ କୁହେ, ଅନେକ ଗାଁ ଅଛି ଯାହାକି ପାହାଡ ପର୍ବତ ଭିତରେ ଗାଁ ଗୁଡା ରହିଛି, ପାହାଡ ଝରଣା ଭିତରେ ଗାଁ ରହିଛି, ଯୋଉ ଗାଁରେ କି ଆଜି ପର୍ଯ୍ୟନ୍ତ ରାସ୍ତାର ଯୋଗାଯୋଗ ହେଇପାରି ନାହିଁ। ଆଉ 70 ବର୍ଷ ଭିତରେ ଆପଣ ଯୋଉ କହିଲେ ମାନେ ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଉନ୍ନତି ପହଞ୍ଚି ନାହିଁ। ଏହା କୋଉଠି ନା କୋଉଠି ସରକାରଙ୍କର ଦାୟିତ୍ୱ ରହିଛି କି ସମସ୍ତ ଲୋକଙ୍କୁ ସମାନ ଭାବରେ ଅଧିକାର ଦେବା ସହିତ ସମସ୍ତଙ୍କୁ ସମାନ ଭାବରେ ଡେଭଲପମେଣ୍ଟ ପହଞ୍ଚାଇବା। ଆଉ ସରକାର ଯଦି ପଦବୀ ଆସିଲା ପରେ କିମ୍ବା ସେମାନଙ୍କର ଦାୟିତ୍ୱ ଥିବା ବେଳେ ଯଦି କାର୍ଯ୍ୟକାରୀ କରିବେ ନାହିଁ, ତ କରିବ କିଏ? ସାଧାରଣ ଲୋକ ତ କରିପାରିବେ ନାହିଁ। ସାଧାରଣ ଲୋକ ପାଖରେ ସେତିକି ଯଥେଷ୍ଟ ପାୱାର ନାହିଁ, ସେମାନଙ୍କ ପାଖରେ ସବୁ ଜିନିଷର କ୍ଷମତା ନାହିଁ, ସେମାନେ କରିପାରିବେ ନାହିଁ। ସରକାରଙ୍କ ପାଖରେ ଦାୟିତ୍ୱ ଅଛି, ଆଉ ସେମାନେ ଚିନ୍ତା ବି କରିବା କଥା କି ପ୍ରତ୍ୟେକ ଲୋକଙ୍କ ପାଖରେ କେମିତି ମୌଳିକ ସୁବିଧା ପହଞ୍ଚି ପାରିବ। ଆଜି ଲକ୍ଷ ଲକ୍ଷ କୋଟି ଟଙ୍କାର ବଜେଟ ହଉଛି ସତ, ଯୋଜନା ହଉଛି ମଧ୍ୟ, ବିଭିନ୍ନ ପ୍ରକାର ସ୍କିମ୍ ମଧ୍ୟ ହଉଛି, କିନ୍ତୁ ସେଗୁଡା ସାଧାରଣ ଲୋକଙ୍କ ପାଖରେ ଗ୍ରାମାଞ୍ଚଳରେ ପହଞ୍ଚିବା ବେଳକୁ ସବୁ ବାଟମାରଣା ହେଇଯାଉଛି। ମୋ ନିର୍ବାଚନ ମଣ୍ଡଳୀ କଥା ତ ଛାଡନ୍ତୁ, ମୋ ଜିଲ୍ଲା କଥା ଯଦି ମୁଁ କୁହେ, ଆଜି ବି କୋରାପୁଟ ଜିଲ୍ଲାରେ 100ରୁ ଉର୍ଦ୍ଧ୍ୱ ଗାଁରେ ଯୋଗାଯୋଗ
ମାନେ ବିଚ୍ଛିନ୍ନ ହେଇକିରି ଅଛି। ସେମାନେ ଆଜି ବି ସାଧାରଣ ଭାବରେ ଯାତାୟାତ କରିପାରୁନାହାନ୍ତି। ପାନୀୟ ଜଳ ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଉତ୍କଟ ରୂପ ନେଇଛି। ଆଉ ଇଣ୍ଟରନେଟ ବ୍ୟବସ୍ଥା ଯୋଗାଯୋଗ ଏଇ 4-5 ବର୍ଷ ଭିତରେ କିଛି କିଛି ଗାଁରେ ଇଣ୍ଟରନେଟ ପହଞ୍ଚିଛି, ଟାୱାର ମାନେ ନେଟୱାର୍କ ପହଞ୍ଚିଛି। ଆହୁରି ବି ଗୋଟେ 30-40% ଜାଗା ଏବେ ବି ବାକି ଅଛି ଯୋଉ ମାନେ ସେମାନେ ଇଣ୍ଟରନେଟର ବ୍ୟବସ୍ଥା ପାଇପାରୁନାହାନ୍ତି। ଇଲେକ୍ଟ୍ରିସିଟିରେ ମଧ୍ୟ ସମାନ ବ୍ୟବସ୍ଥା। ଆଜ୍ଞା ଆଜି ବି 100ରୁ ଉର୍ଦ୍ଧ୍ୱ ଗାଁ ଇଲେକ୍ଟ୍ରିସିଟିରୁ ବଞ୍ଚିତ ଅଛନ୍ତି। ଆପଣ ଚିନ୍ତା କରନ୍ତୁ ବିନା ଲାଇନରେ ସେମାନେ କେମିତି ଚଳୁଥିବେ। କଟକ ଭୁବନେଶ୍ୱରରେ ଏବେ କେବେ ପାୱାର କଟ ହେବା ଲୋକ ଜାଣନ୍ତି ନାହିଁ। ଆଜ୍ଞା ଆମ ସେଠି ସମ୍ପୂର୍ଣ୍ଣ ଅନ୍ଧାରରେ ଲୋକ ପୁରା ଜୀବନ ମାନେ କାଟୁଛନ୍ତି, ଇଲେକ୍ଟ୍ରିକ କଣ ଜାଣନ୍ତି ନାହିଁ। ଜାଣନ୍ତି ନାହିଁ। ସେମାନେ ଫ୍ୟାନ୍ କଣ ଜାଣିନାହାନ୍ତି ଆଜି ଯାଏଁ, ଇଲେକ୍ଟ୍ରିକ ବଲ୍ବ କଣ ଜାଣିନାହାନ୍ତି ଆଜି ଯାଏଁ, ଏ ଟିଭି କମ୍ପ୍ୟୁଟର ଏଗୁଡା କଣ ଆଜି ଯାଏଁ ଜାଣି ହିଁ ନାହାନ୍ତି। ଯେତେବେଳେ ସହରକୁ ଆସୁଛନ୍ତି ଦେଖୁଛନ୍ତି ସତ, କିନ୍ତୁ ଆଜି ଯାଏଁ ନିଜେ ସେ ଜିନିଷକୁ ଉପଭୋଗ କରିପାରିଲେ ନାହିଁ। ଆଜ୍ଞା ଆଉ 24 ବର୍ଷର ଏକ ସ୍ଥାୟୀ ସରକାର ଏବଂ ନୂଆ ଡବଲ ଇଞ୍ଜିନ ସରକାରରେ ମଧ୍ୟ ଯଦି ତାହା ସମ୍ଭବ ହୋଇପାରିବ ନାହିଁ, ତାହେଲେ ଆମେ ଦୋଷ ଆଉ କାହାକୁ ଦେବା? ଆଜ୍ଞା ଯେଉଁ ସରକାର ପ୍ରତିଶ୍ରୁତି ଦେଇ ଲୋକଙ୍କୁ ବିଭିନ୍ନ ମାନେ ଆସ୍ଥା ଦେଖେଇ ସରକାର ଗଠନ କରୁଛି, ଲୋକ ମଧ୍ୟ ଭଲ ପାଇବା ଦେଇ ଭୋଟ ଦଉଛନ୍ତି, ଏବଂ ସେଇ ସରକାର ହିଁ ଯଦି ଚିନ୍ତା କରିବ ନାହିଁ, ସେ ଦଳର ମୁଖିଆ ଯଦି ଚିନ୍ତା କରିବେ ନାହିଁ, ତାହେଲେ କେବେ ମଧ୍ୟ ସାଧାରଣ ଲୋକଙ୍କ ପାଖରେ ଡେଭଲପମେଣ୍ଟ ପହଞ୍ଚି ପାରିବ ନାହିଁ। ଆଉ ସରକାର ଯୋଉ ପର୍ଯ୍ୟନ୍ତ ଚିନ୍ତା କରିନାହାନ୍ତି, ସେ କେନ୍ଦ୍ରର ବିଜେପି ସରକାର ହୁଅନ୍ତୁ, ରାଜ୍ୟର ବିଜେପି ସରକାର ହୁଅନ୍ତୁ, ଡବଲ ଇଞ୍ଜିନ ସରକାର ଏହା ପାଇଁ ଏକ ଗୁରୁତ୍ୱର ସହିତ ଆଦିବାସୀ ମାନଙ୍କର ଉନ୍ନତି, କେବଳ ଯେ ଗ୍ରାମାଞ୍ଚଳରେ ଆଦିବାସୀ ରହୁଛନ୍ତି ବୋଲି ନୁହଁ, ଅନେକ ଜାତିର ଲୋକ ରହୁଛନ୍ତି ଯୋଉ ଗ୍ରାମାଞ୍ଚଳରେ ଆଜ୍ଞା ସମସ୍ତେ ହ୍ୟାମ୍ପର ରହୁଛନ୍ତି। ସେ ଭିତରେ ଏସଟି ଅଛନ୍ତି, ଏସି ଅଛନ୍ତି, ଓବିସି ଅଛନ୍ତି, ଜେନେରାଲ ବି ଅଛନ୍ତି। ଆଜ୍ଞା ଗ୍ରାମାଞ୍ଚଳରେ ନୁହଁ ଯେ କେବଳ ଆଦିବାସୀ ହିଁ ରହୁଛନ୍ତି, ସମସ୍ତେ ହ୍ୟାମ୍ପର ରହୁଛନ୍ତି। ତେଣୁ ସରକାର ଗ୍ରାମାଞ୍ଚଳରେ କେମିତି ଯୋଜନା ପହଞ୍ଚି ପାରିବ, ଡେଭଲପମେଣ୍ଟ ପହଞ୍ଚି ପାରିବ, ତା ପାଇଁ ଏକ ଟାସ୍କ ଫୋର୍ସ ତିଆରି କରିବା ଦରକାର, ଯାହା ଫଳରେ ସେମାନଙ୍କର ପ୍ରତ୍ୟେକ ସୁବିଧା ପହଞ୍ଚି ପାରିବ। ତାକୁ ମନିଟରିଂ କରିବା ପାଇଁ ଏକ ନୂଆ ପଦ୍ଧତି ଆପଣାଇବାକୁ ପଡିବ ସରକାରଙ୍କୁ। ନହେଲେ ଯୋଜନା ଆଡୁ କରାଉଥିବ, ସ୍କିମ କରାଉଥିବ, ମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ବି କରାଯାଉଥିବ, କିନ୍ତୁ ପହଞ୍ଚି ପାରୁନାହିଁ ସାଧାରଣ ଲୋକଙ୍କ ପାଖରେ। ତେଣୁ ଡବଲ ଇଞ୍ଜିନ ସରକାର ଚେଷ୍ଟା କରନ୍ତୁ ସହର ବଦଳରେ ଗ୍ରାମାଞ୍ଚଳକୁ ଉନ୍ନତି କରିବା ପାଇଁ। ଆଉ ଯୋଉ ପର୍ଯ୍ୟନ୍ତ ଗ୍ରାମାଞ୍ଚଳ ଉନ୍ନତି ହେଇନାହିଁ, ସେ ପର୍ଯ୍ୟନ୍ତ ଦେଶର ଆର୍ଥିକ ଅଭିବୃଦ୍ଧି କେବେ ହେଇପାରିବ ନାହିଁ, ଦେଶ ଡେଭଲପମେଣ୍ଟ କେବେ ମଧ୍ୟ ହେଇପାରିବ ନାହିଁ, ରାଜ୍ୟ ଡେଭଲପମେଣ୍ଟ ହେଇପାରିବ ନାହିଁ। ଗ୍ରାମାଞ୍ଚଳରୁ ଡେଭଲପମେଣ୍ଟ ଆସିବାର ଅଛି, ପ୍ରତ୍ୟେକ ନାଗରିକ ଡେଭଲପମେଣ୍ଟ ହେବାର ଅଛି, ତାହେଲେ ଆମେ ସମସ୍ତେ ଉନ୍ନତ ହେଲେ କହିପାରିବା। ଆଉ କେବଳ ଯେ ଆଦାନୀ ଆମ୍ବାନୀ ଉନ୍ନତ ହେଇଗଲେ ଦେଶ ଉନ୍ନତି କରୁଛି ବୋଲି ଆମେ ଯଦି ଡିନିମ ପିଟିବା, ଆଉ ଦେଶର ମାନେ ସେ 8-10 ଜଣ ଶକ୍ତିଶାଳୀ ଲୋକ ଯଦି ଧନୀ ହେଇଗଲେ ତାଙ୍କର ମାନେ ସମ୍ପତ୍ତିକୁ ଧରି ଯଦି ଭାରତ ଧନୀ ହଉଛି ବୋଲି ଆମେ ଯଦି ଗଣନା କରିବା, ତାହେଲେ ସମ୍ପୂର୍ଣ୍ଣ ଭୁଲ ହବ। ଆମେ ଚିନ୍ତା କରିବାକୁ ପଡିବ କୋରାପୁଟ ଲୋକ କେମିତି ମାନେ ଚଳୁଛନ୍ତି, ରହୁଛନ୍ତି, ତାଙ୍କୁ କଣ ବ୍ୟବସ୍ଥା ମିଳିଛି, ମୟୂରଭଞ୍ଜର ଆଦିବାସୀ ଲୋକ କେମିତି ଚଳୁଛନ୍ତି, ଫୁଲବାଣୀର ଲୋକ କେମିତି ରହୁଛନ୍ତି, କେମିତି ଚଳୁଛନ୍ତି, ତାପରେ ସୁବିଧା ସୁଯୋଗ ପହଞ୍ଚି ପାରୁଛି କି ନାହିଁ, ସେମାନେ ଆଜି ବି ସରକାରଙ୍କର ବ୍ୟବସ୍ଥା ବିଷୟରେ ଜାଣି ପାରୁଛନ୍ତି କି ନାହିଁ। ଯଦି ସେତିକି ଜିନିଷ ଯଦି ହେଇଯାଉଛି, ତାହେଲେ ଆମେ ଉନ୍ନତ ଆଳକୁ ଅଗ୍ରସର କରୁଛୁ ବୋଲି ଆମେ ଚିନ୍ତା କରିବା। ଆଉ ସରକାର କେବଳ ଏ ଭିଜନ 27, ଭିଜନ 47, ଭିଜନ 36 ଯଦି କଲେ, ଏଗୁଡାକୁ କେହି ଏଗୁଡା ସବୁ ବିଶ୍ୱାସ ବାହାରେ। ଆମେ ଆଜି କଣ କରୁଛେ, ଆଜି କଣ କରିପାରିବା, ତାକୁ କରିକି ଦେଖାନ୍ତୁ ସରକାର। ଡବଲ ଇଞ୍ଜିନ ସରକାର ଆମକୁ ଭିଜନ 2036 ଦେଖାଉଛନ୍ତି, ଭିଜନ 2047 ଦେଖାଉଛନ୍ତି। 2047 ଯାଏଁ ଏ ବିଜେପି ଥିବ ତ? ମୁଁ ପଚାରିବାକୁ ଚାହୁଁଛି 2047 ଯାଏଁ ଏ ବିଜେପି ଡବଲ ଇଞ୍ଜିନ ସରକାର ଥିବ ତ? ଲୋକଙ୍କୁ କେବଳ ଘୁଣା ବୁଲାଇବା ପାଇଁ ସରକାର ଚେଷ୍ଟା କରୁଛନ୍ତି। ସେଗୁଡା ନ କରି 2027ରେ କଣ ହେଇପାରିବ, ଯେଉଁ 5 ବର୍ଷରେ ନିର୍ବାଚିତ ବାସ୍ ସେଇ 5 ବର୍ଷ ଟର୍ମ ଭିତରେ କଣ ହେଇପାରିବ ତାକୁ ଟାର୍ଗେଟ ଦିଅନ୍ତୁ, ସେଇ ଜିନିଷର ଗ୍ୟାରେଣ୍ଟି ଦିଅନ୍ତୁ ସାଧାରଣ ଲୋକଙ୍କୁ, ତାହେଲେ ସାଧାରଣ ଲୋକ ମଧ୍ୟ ଉପକୃତ ହେଇପାରିବେ। ଆଜ୍ଞା ଆପଣ କଣ କଣ ସବୁ ଯୋଜନା ରଖିଛନ୍ତି ଲକ୍ଷ୍ମୀପୁର ବାସୀଙ୍କ ପାଇଁ? କାରଣ ଦୀର୍ଘ 24 ବର୍ଷର ଗୋଟେ ସ୍ଥାୟୀ ସରକାର ଓଡିଶାରେ ଶାସନ କଲା, କଣ ଏମିତି ଛାଡି ଦେଇ ଯାଇଛି ଆଉ ଆପଣ ସେଗୁଡାକ ସବୁ ପୂରଣ କରିବେ ଯାହା ଫଳରେ କି ଲକ୍ଷ୍ମୀପୁର ବାସୀ ଆପଣଙ୍କୁ ସବୁଦିନ ପାଇଁ ମନେ ରଖିବେ? ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ 4 ବ୍ଲକକୁ ନେଇକି ହେଇଛି, ଦଶମନ୍ତପୁର, ଲକ୍ଷ୍ମୀପୁର, ନାରାୟଣପାଟଣା, ବନ୍ଧୁଗାଁ। କହିବାକୁ ଗଲେ ଗୋଟେ ସମୟ ଥିଲା ସମ୍ପୂର୍ଣ୍ଣ ମାଓ ଅଞ୍ଚଳ, ଆଜ୍ଞା ପୁରା ସେନ୍ସିଟିଭ ଏରିଆ। ନାରାୟଣପାଟଣା ନାଁ ଶୁଣିଲେ ନାରାୟଣପାଟଣା ନାଁ ଶୁଣିଲେ ନାରାୟଣଙ୍କୁ ମଧ୍ୟ ଭୟ ଆସିଯିବ, ସେଇଭଳିଆ ପରିସ୍ଥିତି ଥିଲା ସେ ଅଞ୍ଚଳରେ। କହିବାକୁ ଗଲେ ପାହାଡ ପର୍ବତ ଘେରା ଅଞ୍ଚଳ, ଜୋଗ୍ରାଫିକାଲି କନେକ୍ଟେଡ ଆଜି ବି ନୁହନ୍ତି ଅନେକ ଗ୍ରାମବାସୀ। ଏଭଳି ଭିତରେ ନକ୍ସଲଙ୍କର ପ୍ରାଦୁର୍ଭାବ ଭିତରେ ବହୁତ ଗୁଡେ ଡେଭଲପମେଣ୍ଟ କାମ ହେଇପାରୁନଥିଲା। ଧୀରେ 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 ନକ୍ସଲଙ୍କର ପ୍ରାଦୁର୍ଭାବ କମିବା ପରେ ଏବେ ଡେଭଲପମେଣ୍ଟ ଲୋକଙ୍କ ପାଖରେ ପହଞ୍ଚୁଛି, ତଥାପି ଯେଉଁ ତୁଳନାରେ ପହଞ୍ଚିବା କଥା, ଯେଉଁ ତୁଳନାରେ ହେବା କଥା, ଆଜି ବି ହେଇପାରୁନାହିଁ। ଆଜି ବି କୁହନ୍ତୁ ମାନେ ବ୍ଲକ ଗୁଡାକରେ ବସଷ୍ଟାଣ୍ଡ ମଧ୍ୟ ନଥିଲା। ଆଜ୍ଞା ମାନେ ଲୋକ ଯଦି ଆମର ବ୍ଲକ ହେଡକ୍ୱାର୍ଟର ଆସିବେ, ଜଣେ ବାହାରୁ ମଧ୍ୟ ଟୁରିଷ୍ଟ ମଧ୍ୟ ଆସୁଛନ୍ତି, ବିଭିନ୍ନ ଜାଗାରୁ ଆସୁଛନ୍ତି ବିଭିନ୍ନ କାମରେ,
ଗୋଟେ ବସଷ୍ଟାଣ୍ଡ ନଥିଲା, ଶୌଚାଳୟ ନଥିଲା, ଏଭଳି ପରିସ୍ଥିତି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ବ୍ଲକରେ ଏବେ ମଧ୍ୟ ରହିଛି। ଲକ୍ଷ୍ମୀପୁରରେ ଆମେ ଜିତିବା କ୍ଷଣି ସାଙ୍ଗେ ସାଙ୍ଗେ ମୁଁ ଚିଠି ଲେଖି 4ଟା ବ୍ଲକରେ କେମିତି ବସଷ୍ଟାଣ୍ଡ ହେବ, ସାଧାରଣ ଲୋକ କେମିତି ଯାତାୟାତ କରିପାରିବେ, ଆଉ ବାହାରୁ ଆସୁଥିବା ଟୁରିଷ୍ଟ ହୁଅନ୍ତୁ କି ସାଧାରଣ ଲୋକ ହୁଅନ୍ତୁ, ସେମାନେ କେମିତି ନିଜର ଗାଧେଇବା ହେଲା, ଟଏଲେଟ ୟୁଜ ହେଲା, ଏସବୁରେ କେମିତି ଅସୁବିଧା ନ ହୁଅନ୍ତି ବୋଲି ଆମେ ପ୍ରଥମ ପର୍ଯ୍ୟାୟରେ ବସଷ୍ଟାଣ୍ଡ ପାଇଁ ପ୍ରପୋଜାଲ କରିଥିଲୁ। ଏବଂ ପ୍ରଥମ 4ଟା ବ୍ଲକ ଭିତରୁ 3ଟା ମାନେ ସାଂସନ ହେଇଗଲା, ଆଉ ଗୋଟେ ସାଂସନ ହେଇନାହିଁ ଦଶମପୁରର। ଏବେ ଦଶମପୁର ବସଷ୍ଟାଣ୍ଡ ପାଇଁ ଜମି ଅଧିଗ୍ରହଣ ଚାଲିଛି, ମିନିଷ୍ଟର ମଧ୍ୟ ଆଲୋଚନା କରୁଥିଲେ ସେ ବିଷୟରେ। ଆଉ କିଛି ଦିନ ଭିତରେ ଜମି ଚିହ୍ନଟ ହେବା ପରେ, ଜମି ଅଧିଗ୍ରହଣ ହେଲା ପରେ ଟେଣ୍ଡର ହେଇଯିବ, ସେଟା ମଧ୍ୟ କାମ ଆରମ୍ଭ ହବ। ଆଉ ଲକ୍ଷ୍ମୀପୁର ତ କାମ ଚାଲିଛି, ନାନପାଟଣା ବନ୍ଧୁଗାଁ ଆଉ କିଛି ଦିନ ଭିତରେ ଟେଣ୍ଡର ପ୍ରକ୍ରିୟା ହେଇ କାମ ମଧ୍ୟ ଆରମ୍ଭ ହବ। ତାପରେ ହେଲା ଏହା କଥା ଯୋଗାଯୋଗ କଥା, ପୁଣି ଗ୍ରାମାଞ୍ଚଳରେ କେମିତି ପ୍ରତ୍ୟେକ ଗାଁକୁ ରାସ୍ତା କନେକ୍ଟେଡ ହେଇପାରିବ, ତା ପାଇଁ ମଧ୍ୟ ମୁଁ ବହୁତ ମାନେ 13 ମାସ 14 ମାସ ଭିତରେ 15 ମାସ ଭିତରେ ମୁଁ ପାଖାପାଖି 10 କୋଟି ରାସ୍ତାର ଉନ୍ମୋଚନ ମଧ୍ୟ କରିସାରିଛି। କାମ ମଧ୍ୟ ଆରମ୍ଭ ହେଇଯାଇଛି, ରାସ୍ତା ଗୁଡା ପୁରା କାମ ଚାଲିଲାଣି। ମାନେ କହିବାକୁ ଗଲେ 10ଟା ଗାଁ ଯୋଗାଯୋଗରେ ଏବେ ବର୍ତ୍ତମାନ ସଂଯୋଗୀକରଣ ହେଇପାରିଲେ। କେତେ ଗୁଡାଏ ଗାଁ ଅଛି ଏ ବର୍ଷ ପ୍ରପୋଜାଲ ଦେଇଛି, ଆଉ ଗୋଟେ 4-5-6ଟା ଗାଁ ଏ ବର୍ଷ ପାଇଁ ମଧ୍ୟ ପ୍ରପୋଜାଲ ଅଛି। ଆମର ବି କିଛି ଲିମିଟେଡ କିଲୋମିଟର ରହୁଛି, ଯାହା ଫଳରେ ଆମେ ଚାହିଁବା ସତ୍ତ୍ୱେ ମଧ୍ୟ ଆମେ ଅଧିକ କିଲୋମିଟର ରାସ୍ତା ଆମେ ଦେଇପାରୁନୁ କିମ୍ବା ଅଧିକ ଗାଁକୁ ଦେଇପାରୁନୁ। ଯଦି ପାୱାର ଥାନ୍ତା କିମ୍ବା ସେମିତି ସ୍କିମ୍ ଥାନ୍ତା, ଯଦି ଏକାଥର ଦେଇଦେବା ବୋଲେ ତ ମୁଁ ଆଜି ବି ଦେଇଥାନ୍ତି ସବୁ। କିନ୍ତୁ ସରକାରଙ୍କର କିଛି ନିୟମ ରହିଛି, ସମସ୍ତ ଏମଏଲଏଙ୍କ ପାଇଁ ନିୟମ ସମାନ। ସେ ଭିତରେ ଆମେ ବି ଚେଷ୍ଟା କରୁଛୁ ଯେମିତି ବିଲକୁଲ କନେକ୍ଟେଡ ନୁହନ୍ତି ଯୋଉ ଗାଁ ଗୁଡା, ତାକୁ ଅନକନେକ୍ଟେଡ ଗାଁକୁ କନେକ୍ଟ କରିବା ପାଇଁ ଚେଷ୍ଟା କରୁଛୁ। ତେଣୁ ପାଖାପାଖି 10-12ଟି ଗାଁ କନେକ୍ଟେଡ ହେଇଯାଇଛନ୍ତି, ଆଉ କିଛି ଗାଁ ଏବେ ହେବେ ଏ ବର୍ଷ ଭିତରେ। ଆଉ ବ୍ରିଜ ପାଇଁ ମଧ୍ୟ ପ୍ରପୋଜାଲ ଦେଇଛୁ, ଯେହେତୁ ବ୍ରିଜ ଗୁଡା ଏବେ ବୋଧେ ଆମର 6ଟା ବ୍ରିଜ କାମ ଚାଲିଛି ବର୍ତ୍ତମାନ ଏଇ 14 ମାସ ଭିତରେ। ଆଉ ଏବେ ବି କିଛି ଗୋଟେ ଏବେ 5ଟା ବ୍ରିଜ ର ପ୍ରପୋଜାଲ ଦେଇଛୁ, ଦଶମପୁରର 2ଟା, ଲକ୍ଷ୍ମୀପୁରରେ ଗୋଟେ, ନାନପାଟଣାରେ ଗୋଟେ, ବନ୍ଧୁଗାଁରେ ଗୋଟେ, ଏମିତି କରି ଦେଇଛୁ। 5ଟା ବ୍ରିଜ ର ପ୍ରପୋଜାଲ ମଧ୍ୟ ଯାଇଛି ଏବେ। ତାପରେ ହେଲା ହେଲ୍ଥ କଥା, ହେଲ୍ଥ ପାଇଁ ବୋଲି ମୁଁ ଲକ୍ଷ୍ମୀପୁର ଯେହେତୁ ଗୋଟେ ସେଣ୍ଟରରେ ରହୁଛି, ଆଉ ଜିଲ୍ଲା ସଦର ମହକୁମାକୁ ପାଖାପାଖି 70-80 କିଲୋମିଟର ଦୂର ରହୁଛି ମାନେ ଡିଷ୍ଟାନ୍ସ। ଆଉ ଯଦି ମୋ ନିର୍ବାଚନ ମଣ୍ଡଳୀର ଶେଷ ପ୍ରାନ୍ତକୁ ମୁଁ ଦେଖେ, ଶେଷ ପ୍ରାନ୍ତରୁ ଜିଲ୍ଲା ସଦର ମହକୁମାକୁ ଯିବା ପାଇଁ ହେଲେ ପାଖାପାଖି 150 କିଲୋମିଟର ଟ୍ରାଭେଲ କରିବାକୁ ପଡୁଛି। ଆଉ ଯେହେତୁ ମୋ ନିର୍ବାଚନ ମଣ୍ଡଳୀ ଏକ ଆନ୍ଧ୍ର ସୀମାନ୍ତବର୍ତ୍ତୀ ଅଞ୍ଚଳ, ସାଧାରଣ ମାନେ ବିଶେଷ କରି ଚିକିତ୍ସା କ୍ଷେତ୍ରରେ ଲୋକ ଆଜି ବି ଆନ୍ଧ୍ର ଉପରେ ନିର୍ଭରଶୀଳ ଅଛନ୍ତି। ତେଣୁ ମୁଁ ସରକାରଙ୍କୁ ଦାବି ଜଣାଇଥିଲି କି ମୋ ଅଞ୍ଚଳରେ ଗୋଟେ SDH କରାଯାଉ, ଯେ ସବ୍ ଡିଭିଜନାଲ ହସ୍ପିଟାଲ କରାଗଲେ କିଛି ନୂଆ ସ୍ପେଶାଲିଷ୍ଟ ଆସିପାରନ୍ତେ, କିଛି ନୂଆ ଇନଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟ ହୁଅନ୍ତା, ଆଉ ଯାହା ଫଳରେ ସାଧାରଣ ମାନେ ଯୋଉ ରୋଗୀ ଅଛନ୍ତି, ସାଧାରଣ ମାନେ ଲୋକ ବିଭିନ୍ନ ରୋଗରେ ପୀଡିତ ହଉଛନ୍ତି, ଆଉ ସେମାନେ ବାହାରକୁ ନ ଯାଇ ସେ ଭିତରେ ହିଁ ଟ୍ରିଟମେଣ୍ଟ ହେଇଥାନ୍ତେ ବୋଲି ସରକାରଙ୍କ ପ୍ରସ୍ତାବ ରଖିଛି। ଆଶା କରୁଛି ସରକାର ୟାକୁ ମଧ୍ୟ ଗୁରୁତ୍ୱ ଦେବେ। ମୁଁ ଯାହା ଫଲୋଅପ୍ କରୁଥିଲି, ବର୍ତ୍ତମାନ ସେକ୍ରେଟାରୀ ଲେଭେଲରେ ଚିଠିଟା ଅଛି, ବୋଧେ 1-2 ବର୍ଷ ଭିତରେ ନିହାତି ଭାବରେ SDH ମଧ୍ୟ ହେଇଯିବ, ଏଥିରେ କୌଣସି ସନ୍ଦେହ ନାହିଁ। ଆଉ ତା ପାଇଁ ମୁଁ ଯଥେଷ୍ଟ ଚେଷ୍ଟା ମଧ୍ୟ କରୁଛି, ସରକାରଙ୍କର ପାଖରେ ମଧ୍ୟ ସେତିକି ଭରସା ମଧ୍ୟ ଅଛି। ସରକାର ନିହାତି ସେ ଅଞ୍ଚଳର ସାଧାରଣ ଲୋକଙ୍କ କଥା ଚିନ୍ତା କରିବେ। ଆଉ ରହିଲା ଶିକ୍ଷା କଥା, ଏହା ହଉଛି ସମ୍ପୂର୍ଣ୍ଣ ମାନେ ବହୁତ ମୁଖ୍ୟ ଏବଂ ଗୁରୁତ୍ୱପୂର୍ଣ୍ଣ କଥା। ଯେବେଠାରୁ ନିର୍ବାଚିତ ହେଇଛି ଅନେକ ସ୍କୁଲ ବୁଲିଛି ମୁଁ, ମାନେ ମାସକୁ ମୁଁ 2-3ଟା ସ୍କୁଲ ନିହାତି ଭାବରେ ଭିଜିଟ କରୁଛି, ମାନେ ସରପ୍ରାଇଜ ଭିଜିଟ। ମୁଁ ଯେ କହିକି ଯିବି ସେମିତିଆ ନୁହଁ, ସରପ୍ରାଇଜ ଭିଜିଟ କରୁଛି, ଡାଇରେକ୍ଟଲି ଇଣ୍ଟରାକ୍ଟ କରୁଛି ପିଲାଙ୍କ ସାଥିରେ, କଣ ପିଲା ପଢୁଛନ୍ତି, କେମିତି ଖାଉଛନ୍ତି। ଆଉ ବିଶେଷ କରି ଆମ ଅଞ୍ଚଳରେ ପିଲାମାନେ ହଷ୍ଟେଲ ରହି ପାଠ ପଢିବା ପାଇଁ ଭଲ ପାଆନ୍ତି। କଣ ଯେହେତୁ ଆର୍ଥିକ ସ୍ୱଚ୍ଛତା ଏତେ ନାହିଁ ପରିବାରର, ତେଣୁ ପ୍ରାୟ ବାପା ମା ପିଲାମାନଙ୍କୁ ହଷ୍ଟେଲ ସ୍କୁଲରେ ରହି ପାଠ ପଢାଇବା ପାଇଁ ବୋଲି ଗୁରୁତ୍ୱ ଦିଅନ୍ତି। ତେଣୁ ମୁଁ ହଷ୍ଟେଲ ସ୍କୁଲରେ ପ୍ରାୟ ଯାଏ, ସେଠାକାର ପିଲାଙ୍କ ସାଥିରେ ଖାଏ, ସେମାନେ କେମିତି ଚଳୁଛନ୍ତି ଦେଖେ। ଯଦି କିଛି ଅସୁବିଧା ମତେ ମନେ ହଉଛି, ମୁଁ ତୁରନ୍ତ DW ହୁଅନ୍ତୁ, ସେଠାକାର ପ୍ରଧାନ ଶିକ୍ଷକ ହୁଅନ୍ତୁ କିମ୍ବା କଲେକ୍ଟର ହୁଅନ୍ତୁ, ସମସ୍ତଙ୍କୁ ଅବଗତ କରାଇବା ସହିତ କେମିତି ଶିକ୍ଷା କ୍ଷେତ୍ରରେ ଅଭିବୃଦ୍ଧି ହେଇପାରିବ, ଶିକ୍ଷା କ୍ଷେତ୍ରରେ କେମିତି ଉନ୍ନତି ଆସିପାରିବ, ତା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା ମଧ୍ୟ କରୁଛି। ଏବେ ସରକାରଙ୍କ ଯୋଜନା ଅନୁଯାୟୀ ଏବେ ଗୋଦାବର୍ଷ ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ କିଛି ସ୍କୁଲକୁ ଏବେ ଯୋଡିବା ପାଇଁ ଆମେ ଚେଷ୍ଟା କରୁଛୁ। କିଛି ସ୍କୁଲକୁ ଏବେ ଆଦର୍ଶ ବିଦ୍ୟାଳୟ ମଧ୍ୟ ଏବେ ମାନେ ଆମର ମୁଁ ମଡେଲ ସ୍କୁଲରେ ପାଠ ପଢୁଥିଲି, ମୋ ନିର୍ବାଚନ ମଣ୍ଡଳୀରେ ମଡେଲ ସ୍କୁଲ ନଥିଲା, ତେଣୁ ତା ପାଇଁ ମଧ୍ୟ ଆମେ ଚେଷ୍ଟା କରି ଏବେ 2ଟା ମଡେଲ ସ୍କୁଲ ଏବେ ଆମର ନୂଆରେ କନଷ୍ଟ୍ରକ୍ସନ ଆରମ୍ଭ ହେବାକୁ ଯାଉଛି। ଦଶମନ୍ତପୁର ଆଉ ବନ୍ଧୁଗାଁ ଜମି ଚିହ୍ନଟ କରାଗଲା, ଏବେ ଉଦ୍ଘାଟନ ମଧ୍ୟ ମୋ ନିର୍ବାଚିତ ହେବା ପରେ କରାଗଲା ଉଦ୍ଘାଟନ, ଏବେ କାମ ଆରମ୍ଭ ହବ। ଆଉ ରହିଲା ମାନେ କହିବାକୁ ଗଲେ ଶିକ୍ଷା କ୍ଷେତ୍ରରେ ଆଜି ବି ଲୋକ ସଚେତନ ହେଇନାହାନ୍ତି। ସରକାର ଆ ପାଇଁ ଆହୁରି ମାନେ କାମ କରିବାକୁ ପଡିବ। ଆମେ ଯଦି ଶିକ୍ଷାରେ ଅଗ୍ରଗତି ଆଣିପାରିବା ନାହିଁ, ବେସିକ ହଁ, ଏଇଟା ଆଉ ସମସ୍ତଙ୍କ ଅଧିକାର। ଶିକ୍ଷା ହଉଛି ସମସ୍ତଙ୍କ ଅଧିକାର, ଶିକ୍ଷା ପାଇଁ ସମସ୍ତଙ୍କୁ ସୁଯୋଗ ମିଳିବା କଥା।
सरकार तापाई यथेष्ट चेष्टा करबा କଥା शिक्षा क्षेत्र जदि समस्त जदि सचेतन हो जिवे ताले अन्य कोन असुविधा एते हेबो नाही आज्ञा तेणु सरकार से दिगरे के चिंता करबार अछि सरकार जो परंतु आ पे विशेष भाव गुरुत्व देबे नाही आदिवासी साधारण माने एमती केबिकी अंचल भले पिला जदि पाठ पढ़िया पई आगु जा पई जो सरकार जदि किछि अन्यतर चिंता न करंती ताहले आम अंचल आउरी पछक पळेबो एबे स्वाधीनता 70-75 वर्ष माने हेलानी आउरी 50 वर्ष पछक पळेबे आज्ञा आ आपण जानिथिबे विगत सरकार भाबे 8000 स्कूल बंद कर देथिले माने समग्र ओडिसा रे आज्ञा से भितर आम अंचल मध्ये अनेक स्कूल रहिछि बंद हो जाइछि आपण आम अंचल रे कोन आपण देखुथिबे गोटे गां 2 किलोमीटर दूर रे अछि बोली किंतु ता रास्ता बुली 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 गला बेलको 5-7 किलोमीटर 10 किलोमीटर जाउछि तो सरकार धार्य कर दैछन्ति कि जोठी पिला होनांती से स्कूल को बंद कर दिया जाऊ किंतु तांको अन्य आउ गोटे स्कूल रे मर्ज मध्ये कर दैछन्ति से पिला बुली बुली गला बेलको 5-6 किलोमीटर चाल चाल भी जाउछन्ति ए बहुत दुखजनक घटना आउ सरकार ओएबी स्कूल गोटे तयारी कले 314 ब्लॉक रे प्रत्येक जगह रे गत सरकार समय रे ओएबी स्कूल ओडिशा आदर्श विद्यालय खोल देले किंतु तांको जोगाजोग पई पिला जीवा सा पई कोनोसी व्यवस्था करे नै हॉस्टल पई व्यवस्था करि नाहंती हॉस्टल व्यवस्था करछन्ति कि लिमिटेड छात्र छात्री को पई जहा फल रे पिला छात्र छात्री जो मन छन्ति प्रत्येक दिन खाली जीवा सा पई संघर्ष करछन्ति तेनु शिक्षा क्षेत्र जो उन्नति आस जीवो ताहाले अंचल रो उन्नति पारिबो आ मु भी जति चेष्टा करूची अंचल रो उन्नति पई सरकार को पारु पर्यंत चिट्ठी माध्यम रे अवगत करूची मंत्री को चिट्ठी माध्यम अवगत करूची सरकार मध्य आम प्रति सेतकी आंतरिकता देखेबे ताहाले अंचल उन्नति निहाती भाबरे हेबो आ साधारण लोक निहाती भाबरे सब प्रकार बेनिफिट पाइबे आ आसंता निर्वाचन मध्य से हिसाब रे प्रतिफलित हे पारिबो बीजेपी सरकार को एबे 1.5 वर्ष पाखापाखि अछि आपण जेबेटार विधानसभा को आसीछन्ती सब बेले आपणकर स्वर भारी तीव्र अछि आ सब बेले आपण बीजेपी सरकार को विरोध करथांती राजरास्ता रे रैली करंती विधानसभा गेट रे आपण को सुरक्षा कर्मी मध्य अटकाइछन्ती आपण विधानसभा को भी भल भाव में चलई दौना प्रकृत एते सब कार्य पछरे कौन उद्देश्य कांग्रेस को बंचाइबा ना लक्ष्मीपुरवासी हक देखो विरोधी भाव में आमर प्रथम कर्तव्य रही ओडिशार स्वार्थ सम्बलित प्रसंग को सरकार दृष्टि आकर्षण करबा ता भितर अंचल डेवलपमेंट को मध्य सरकार को दृष्टि आकर्षण करी अंचल उन्नति करबा जेते बेले ता संभव हेउ नाही आमे प्रतिवाद रो रास्ता आमे आपणाउछु आज नारी सुरक्षा पे आमे मुंड टेकिथिलु नारी सुरक्षा आज्ञा केवल जे कांग्रेस रो नुह समग्र ओडिसा रो प्रत्येक नारी रो समस्या को आमे सरकार को दृष्टि आकर्षण करबा चेष्टा करथिलु आ आपण जानिथिबे आईन श्रृंखला ओडिसा रे वर्तमान किभଳି भाबरे विपर्यस्त हो जाईछि आज्ञा पुणी खुद मुख्यमंत्री से विभाग रो दायित्व जेते अछंती आज्ञा तो हमर कोन कर्तव्य रही नै जे सरकार को अवगत करबा मुख्यमंत्री अवगत करबा निहाती तेणु निहाती भाबरे आमे चेष्टा करूछु प्रत्येक असुविधा को ओडिशार असुविधा को सरकार दृष्टि आकर्षण करबा आ सरकार जदि ता प्रति जत्नवान हो नाहंती ता प्रति चिंता करू नाहंती ता प्रति सचेतन हो नाहंती किबा ता पई किछि पदक्षेप नेउ नाहंती ताहाले आमे आंदोलन आश्रय नउछु सरकार को अवगत कराया पई जते बेले आमे कांग्रेस मुंडो टेकिछि ओडिशार स्वार्थ सम्बलित प्रसंग को ने मुंडो टेकिछि आ एथिरे केवल जो कांग्रेस स्वार्थ नै समग्र ओडिशावासी स्वार्थ रहिछि ओडिशावासी उन्नति आमे चिंता करछु जेहेतु तेणु आमे सरकार को आमे प्रतिवाद करिया पई आंदोलन करिया पई तांको आमे प्रत्येक क्षत्र घेरिया पई बाध्य होउछु आ सरकार ताको अलगा उद्देश्य रे न नै एहा ओडिशार स्वार्थ पई ओडिशार उन्नति पई बोली भाबी ताको जदि डेवलपमेंट ओरिएंटेड भाबरे जो चिंता करंती ताले निहाती भाबरे समस्त को पई सुहेबो ओडिशावासी मध्ये ताको प्रशंसा करिवे आउ जदि बीजेपी सरकार जानी जानी या एहा कांग्रेस रो प्रसंग थिला आमे जदि आप कर देबा कांग्रेस क्रेडिट नै जो चिंता करिके जदि डेवलपमेंट काम जदि बाधा दियंती ताहले निहाती भाबरे साधारणवासी जवाब देबे एथिरे आमे जहा तो हमर प्रतिवाद सरकार को प्रतिवाद जणैबु ही साधारण लोक ठीक समय जवाब देबे तेणु सरकार समय थाउ थाउ सचेतन हे सरकार माने साधारण लोक उन्नति पई चिंता कले सब प्रकार उन्नति पारिबो आमको मते से विक्षोभ कि आमको धारणा कि आम माने प्रतिवाद करिया पई आ सुजोग मिलिबो नाही तेणु आमे विरोधी हिसाब रे आमे यथा संभव चेष्टा करूछु ओडिसा रो स्वार्थ पई तेणु सरकार मते चिंता करंतु ओडिसा रो उन्नति पई यदि ओडिसा रो उन्नति पई सरकार चिंता करिवे आमे तांको समर्थन निहाती भाबरे करिवु आमे जे विरोधी बोली केवल विरोध करिवु माने सबले प्रत्येक थोर हम विरोध करबा हमर उद्देश्य नुह आमे सरकार को विरोध करूछु एथि पई सरकार सचेतन होवंतु सरकार सचेतन हे जिवे डेवलपमेंट काम जदि पूरा चलिबो भल रे चलिबो ताले आम पई प्रसंग भी रहिबो आमे आराम से समान को सहयोग करिवो तांकर जहा भी माने नियम कानून रहिछ आमे मध्ये प्रत्येक जिंस को पालन करी आगु बढ़िबो आज्ञा लक्ष्मीपुर रे गोटे ट्रेंड चले 2009 मसियाटू कौनसी विधायकों को द्वितीय थर रिपीट करने सचेतन लक्ष्मीपुरवासी चाहिए नेता को धूली चटई देइछन्ति
ଏବେ ଆପଣ ଜଣେ ଯୁବ ବିଧାୟକ, ଆପଣଙ୍କୁ ଏତେ ବଡ ମାର୍ଜିନରେ ମଧ୍ୟ ସେମାନେ ଜିତେଇଲେ, ଆପଣ ଏଇ ଟ୍ରେଣ୍ଡକୁ ଚେଞ୍ଜ କରିପାରିବେ ତ? ଦେଖନ୍ତୁ, ଲୋକଙ୍କର ନିଷ୍ପତ୍ତିକୁ ଆମେ ବଦଳାଇ ପାରିବା ନାହିଁ। ଆଉ ଯୋଉ କଥା କହିଲେ ପୁରାପୁରି ଠିକ କଥା। 2009ରୁ ଅପ୍ ଟୁ 2019 ଯାଏଁ କେହି ରିପିଟ୍ ହେଇନାହାନ୍ତି, 2024 ଯାଏଁ କେହି ରିପିଟ୍ ହେଇନାହାନ୍ତି। ଆଉ ସେ ବିଭିନ୍ନ ସମସ୍ୟା ରହିଛି। ଯେତିକି ବିଧାୟକ ଥିଲେ ସମସ୍ତଙ୍କର ବିଭିନ୍ନ ପ୍ରକାର ପର୍ସନାଲ ମଧ୍ୟ ରହିଛି, ଆଉ ଦଳୀୟ ମଧ୍ୟ ରହିଛି, ଯାହାକି ସେମାନଙ୍କୁ ଦ୍ୱିତୀୟ ଥର ଜିତିବା ପାଇଁ ସୁଯୋଗ ଦେଇନାହିଁ। ଗୋଟେ ମୁଁ ଯୁବକ ହିସାବରେ, ସ୍ୱାଭିମାନୀ ଯୁବକ ହିସାବରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ମୁଁ ଚେଷ୍ଟା କରୁଛି ଲୋକଙ୍କର ସାଥୀ ରହିବା ପାଇଁ, ଆଉ ସେମାନଙ୍କର ପ୍ରତ୍ୟେକ ଅସୁବିଧାରେ ଭାଗିଦାରୀ ହେଇ ସେମାନଙ୍କର ପ୍ରତ୍ୟେକ ଅସୁବିଧାକୁ ସମାଧାନ କରିବା ପାଇଁ ମୁଁ ଚେଷ୍ଟା କରୁଛି। ଏବେ ପଞ୍ଚାୟତ ନିର୍ବାଚନ ଅଛି। ପଞ୍ଚାୟତ ନିର୍ବାଚନ ପରେ ସାଧାରଣ ନିର୍ବାଚନ ପୁନର୍ବାର ଆସିବ। ଆମେ କେବଳ ଯେ ନିର୍ବାଚନକୁ ଆଖି ଆଗରେ ରଖି ଅଞ୍ଚଳରେ କାମ କରୁନୁ, ଅଞ୍ଚଳର ଉନ୍ନତି ହଉ ବୋଲି ଆମେ କାମ କରୁଛୁ। ଯଦି ଲୋକ ସେ ସମୟରେ ଚିନ୍ତା କରିବେ କି ନାଇଁ ଏଇ ଲୋକଟା ଉନ୍ନତି କରୁଛି, ଏଇ ଲୋକଟା ଡେଭଲପମେଣ୍ଟ କରୁଛି, ତାହେଲେ ନିହାତି ଭାବରେ ସେମାନେ ନିର୍ଣ୍ଣୟ ନେବେ। ଜନତା ହଉଛନ୍ତି ଜନାର୍ଦ୍ଦନ, ସେମାନେ ନିର୍ଣ୍ଣୟ ନେବେ। ସେମାନଙ୍କ ପାଖରେ ଭୋଟ ଦେବାର କ୍ଷମତା ଅଛି। ପ୍ରତ୍ୟେକ ନାଗରିକର ଗୋଟେ ଭୋଟ। କିନ୍ତୁ ଯେତେବେଳେ ସମସ୍ତେ ମିଶିଯାଆନ୍ତି, ସମସ୍ତଙ୍କର ମନ, ସମସ୍ତଙ୍କର ଇଚ୍ଛା ଯଦି ଏକ ହୁଏ, ତାହେଲେ ଜଣେ ନିର୍ବାଚିତ ହେଇକିରି ଆସେ। ତେଣୁ ଆମେ ଚେଷ୍ଟା କରୁଛୁ ଲୋକଙ୍କର ସାଥୀ ରହିବା ପାଇଁ, ଲୋକଙ୍କର ଉନ୍ନତିରେ ଭାଗିଦାରୀ ହେବା ପାଇଁ, ଲୋକଙ୍କର ଉନ୍ନତିକୁ ଆମେ ଆହୁରି ତ୍ୱରାନ୍ୱିତ କରିବା ପାଇଁ। ତେଣୁ ସମୟ ଆସିଲେ ଲୋକ ଜବାବ ଦେବେ। ସେଥିରେ ମୁଁ କହିବାଟା ଭଲ ହବ ନାହିଁ କି ମୁଁ ଓଭର କନଫିଡେନ୍ସ ହେଇ କହିବାଟା ଭୁଲ ହବ। ସମୟ ଆସିଲେ ଲୋକ ହିଁ ଜବାବ ଦେବେ, ଲୋକ ହିଁ ତାକୁ ନିର୍ଣ୍ଣୟ କରିବେ। ଲୋକ ନିର୍ବାଚିତ କରି କାହାକୁ ପ୍ରତିନିଧି କରିବେ ସେଟା ସମୟ ହିଁ କହିବ। ଆଜ୍ଞା। ତେଣୁ ଆମେ ଆମର କର୍ତ୍ତବ୍ୟ, ମୁଁ ମୋର କର୍ତ୍ତବ୍ୟ କରୁଛି। ଲୋକ ଯୋଉ ମତେ ଦାୟିତ୍ୱ ଦେଇଛନ୍ତି, ସେ ଦାୟିତ୍ୱକୁ ମୁଁ 5 ବର୍ଷ ଭିତରେ ଠିକ ଭାବରେ ସମ୍ପନ୍ନ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛି। ସେମାନଙ୍କର ଅସୁବିଧା, ସୁବିଧା, ଭଲ ମନ୍ଦ ପ୍ରତ୍ୟେକ କ୍ଷେତ୍ରରେ ଭାଗି ଦେବା ପାଇଁ ଚେଷ୍ଟା କରୁଛି। ସମୟ ଆସିଲେ ସେମାନେ ଜବାବ ଦେବେ। ଆଜ୍ଞା। ଗୋଟେ ସମୟରେ ଲକ୍ଷ୍ମୀପୁର ଭାରି ଚର୍ଚ୍ଚାରେ ଥିଲା ପୂର୍ବତନ ବିଧାୟକଙ୍କୁ ମାଓବାଦୀ ମାନଙ୍କର ଅପହରଣ। ଆପଣ ଯେମିତି ଉଲ୍ଲେଖ କଲେ ଯୋଉ ବ୍ଲକ ଗୁଡିକର ନାଁ, ସେ ବ୍ଲକ ଗୁଡିକ ନାଁ ହିଁ ଜଣା ପଡୁଛି କୋଉ ଭଳି ଭାବରେ ମାଓଗଡ ଭାବରେ ପରିଚିତ ଥିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ। ଏବେ ସେଠି ପରିସ୍ଥିତି କେମିତି ଅଛି? ଆପଣ ଛୋଟ ବେଳୁ ଲକ୍ଷ୍ମୀପୁରରୁ ବଢିଛନ୍ତି, ଲକ୍ଷ୍ମୀପୁରରେ ରହିଛନ୍ତି, କେବେ ସେମାନଙ୍କ ସହିତ ଆମ୍ନା ସାମ୍ନା ହେଇଛି ଆପଣଙ୍କର? ଦେଖନ୍ତୁ, ସେମାନେ ମଧ୍ୟ ଆମ ଭଳି ମଣିଷ ହିଁ। ଆମେ ଯେମିତି ଦେଖାଯାଉ, ଆମେ ଯେମିତି ଚଲାବୁଲା, ଖିଆପିଆ, ଆମେ ଯେମିତି ଆମର ଚାଲିଚଳନ ରହିଛି, ସେମାନେ ମଧ୍ୟ ସେଇଭଳିଆ କରନ୍ତି। ଯେତେବେଳେ ଜଙ୍ଗଲରେ ସେମାନେ ଯାଆନ୍ତି ନକ୍ସଲ କିମ୍ବା ମାଓବାଦୀ, Society- ଆଉ ସୋସାଇଟି ରହିଲେ ସାଧାରଣ ଲୋକଙ୍କ ଭଳିଆ ସେମାନେ ସେଇଭଳିଆ ହିଁ ରୁହନ୍ତି। ଆଜ୍ଞା। ତ ଅନେକ ଥର ତ ଆମ ସାମ୍ନା ହେଇଛି। କିନ୍ତୁ ଛୋଟ ପିଲା ବୋଲି ଲକ୍ଷ୍ମୀପୁରରେ ଛାଡିଦିଅ। ମୁଁ ଯେହେତୁ ବହୁତ କମ ସମୟ ରହିଛି, ଲକ୍ଷ୍ମୀପୁରରେ ମୁଁ ଡାଇରେକ୍ଟଲି କେବେ ଇଣ୍ଟରାକ୍ଟ ହେଇନାହିଁ। କିନ୍ତୁ ଚାକିରି ଯେତେବେଳେ କରୁଥିଲି ମାଲକାନଗିରିରେ, ସେ ସମୟରେ ଇଣ୍ଟରାକ୍ସନ ହେଇଥିଲା। ଆଉ ସେଟା ଗୋଟେ ଲମ୍ବା ଷ୍ଟୋରି ଅଛି। ମୁଁ କାମ କରୁଥିଲି ସ୍ୱାଭିମାନ ଅଞ୍ଚଳରେ। ଆପଣ ସ୍ୱାଭିମାନ ଅଞ୍ଚଳ ଶୁଣିଥିବେ। ହଁ। ତାହା ମୋ ନିର୍ବାଚନ ମଣ୍ଡଳୀର ଆହୁରି ସେନ୍ସିଟିଭ ଜାଗା। ଆଜ୍ଞା। ଯେତେବେଳେ ମୁଁ ମାଲକାନଗିରି କାମ କରୁଥିଲି, କରୋନା ସମୟରେ କାମ କରୁଥିଲି, 2018-19 ସମୟରେ ଅପ୍ ଟୁ 20 ପର୍ଯ୍ୟନ୍ତ କାମ କଲି, 20 ମସିହା ପର୍ଯ୍ୟନ୍ତ। ସେ ଅଞ୍ଚଳ ଆଜି ବି ବହୁତ ବାହ୍ୟ ପଛରେ ଅଛି। ଜଗତରୁ ବିଚ୍ଛିନ୍ନ ଅଛି। ହଁ, ମାନେ ନା ଏବେ ବିଚ୍ଛିନ୍ନରୁ ସେମାନେ ଯୋଗାଯୋଗ ହେଇଗଲେଣି। ଆଜ୍ଞା। ଗୁରୁପ୍ରିୟା ସେତୁ ହେଲା, ଗୁରୁପ୍ରିୟା ଆଜ୍ଞା। ସେତୁ ପରେ ସେମାନଙ୍କର ହନ୍ତାଲୁଡା ଘାଟି ପୁରା କଟିଂ ହେଇକିରି ଆମର ବିଛିନ୍ନାଞ୍ଚଳକୁ ଯୋଗାଯୋଗ ମଧ୍ୟ ହେଲା। ମୁଁ ଥିବା ସମୟରେ ହିଁ ସେଗୁଡା ହେଲା। ନହେଲେ ଆମେ ବୋଟ ସାହାଯ୍ୟରେ ଯାଉଥିଲୁ। ଆପଣ ଚିତ୍ରକୋଣ୍ଡା ଡ୍ୟାମ ଦେଖିଥିବେ, ସେ ଡ୍ୟାମ ଭିତରେ 7ଟା ପଞ୍ଚାୟତ ଥିଲା। ଆଉ ସେ 7ଟା ପଞ୍ଚାୟତରେ ପାଖାପାଖି 52 ଖଣ୍ଡ ଗାଁ ଅଛି। ସେ ଭିତରେ 10 ବର୍ଷର ଇଲେକ୍ସନ ହେଇନାହିଁ, ସିଲେକ୍ସନ ହଉଥିଲା ସେ ଭିତରେ। ଆଜ୍ଞା। 2012ରୁ 2022 ପଞ୍ଚାୟତ ନିର୍ବାଚନ ପର୍ଯ୍ୟନ୍ତ ଇଲେକ୍ସନ ଆଉ ସେ ଭିତରେ ହେଇନାହିଁ। କେବଳ ନକ୍ସଲ ମାଓବାଦୀ ମାନଙ୍କର ଯେହେତୁ ପ୍ରାଦୁର୍ଭାବ ଅଧିକ ଥିଲା, ସରକାରୀ ଡେଭଲପମେଣ୍ଟ ପହଞ୍ଚି ପାରୁନଥିଲା। ଯେହେତୁ ମୁଁ RWSS ଅଣ୍ଡରରେ କାମ କରୁଥିଲି, ସେ ସମୟରେ ପାନୀୟ ଜଳର ବ୍ୟବସ୍ଥାକୁ ନେଇ ଆମେ କାମ କରୁଥିଲୁ, ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା କରୁଥିଲୁ। ସେ ମାନେ 2000 ସେଇ ଯୋଉ ଯେତେବେଳେ ନକ୍ସଲ ପୁରା ପିକ୍ ରେ ଥିଲା, ଡେଭଲପମେଣ୍ଟ କାମ ସେ ସ୍ୱାଭିମାନ ଅଞ୍ଚଳରେ ଟଙ୍କାଟିଏରେ ମଧ୍ୟ କାମ ହେଇନାହିଁ। ଆଜ୍ଞା। କେବଳ ଯେ ପାନୀୟ ଜଳ ବୋଲି ନୁହଁ, ଶିକ୍ଷା ହେଲା, ସ୍ୱାସ୍ଥ୍ୟ ହେଲା, ଗମନାଗମନ, ପାନୀୟ ଜଳ, ଯେତିକି ଆମର ମୌଳିକ ସୁବିଧା ରହିଛି, ଆଉ ଏଗ୍ରିକଲଚର, ହର୍ଟିକଲଚର, ସଏଲ କନଜରଭେସନ ଆଦି PWD ଏମାନେ ତ ସ୍ୱପ୍ନ, ଏଇ ଡିପାର୍ଟମେଣ୍ଟ ସେ ଭିତରେ ପଶି ହିଁ ନାହାନ୍ତି। ତ ଯାହା ମୌଳିକ ସୁବିଧା ସେମାନଙ୍କର ପହଞ୍ଚିବା କଥା, ସେ 10-12 ବର୍ଷ ଭିତରେ ବୋଧେ ସରକାରଙ୍କର ମାନେ ଟଙ୍କା ଖର୍ଚ୍ଚ ହିଁ ହଉନଥିଲା। ପରବର୍ତ୍ତୀ ସମୟରେ ଯେତେବେଳେ ମୁଁ RWS କାମ କଲା ପରେ ପାନୀୟ ଜଳ ପାଇଁ ଆମେ ମାନେ ସେ ସମୟରେ କଲେକ୍ଟର ଯିଏ ଥିଲେ ପାନୀୟ ଜଳ ପାଇଁ ବହୁତ ଗୁରୁତ୍ୱ ଦଉଥିଲେ। ଆଉ କରୋନା ଯେହେତୁ ପାଖାପାଖି ପଳେଇ ଆସିଲା, ପାନୀୟ ଜଳ ନିହାତି ଜରୁରୀ ବୋଲି ଯେତେବେଳେ ମନେ କରାଗଲା, କ୍ୱାରେଣ୍ଟାଇନ ସେଣ୍ଟର ଥିଲା, ସ୍କୁଲ ଗୁଡା ଥିଲା, ଅଙ୍ଗନବାଡି ଥିଲା, ସେଗୁଡା ପାନୀୟ ଜଳର ନିହାତି ବ୍ୟବସ୍ଥା ଦରକାର ଥିଲା। ସେ ସମୟରେ ମୁଁ ବୁଲି କାମ କରୁଥିଲି ସେ ଭିତରେ। ମୁଁ ସେ ସ୍ୱାଭିମାନ ଅଞ୍ଚଳରେ 4-5 ଦିନ ଲେଖେ, ଯେହେତୁ ଗୋଟିଏ ଦିନରେ ଯିବା ଆସିବା ସମ୍ଭବ ହୁଏ ନାହିଁ, ମୁଁ 3-4 ଦିନ ଯାଇକି ସେଠି ରୁହେ। ସେଠି କୌଣସି ସ୍କୁଲରେ କିମ୍ବା କୌଣସି ଅଙ୍ଗନବାଡିରେ କିମ୍ବା କାହା ଘରେ ଏମିତି ସେଠି ମାନେ ଗୋଟେ ସମ୍ପର୍କ ସ୍ଥାପନ କରି ସେ ରହି କାମ କରିବାକୁ ପଡୁଥିଲା।
ସେ ଭିତରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଛି। ତାହା ଗଣମାଧ୍ୟମ ସାମ୍ନାରେ ପ୍ରକାଶ ତ ମଧ୍ୟ କରିହେବନି, ଆଉ ଏତେ ସମୟ ମଧ୍ୟ ନାହିଁ ଆମ ପାଖରେ ସେ ସବୁକୁ ଆଲୋଚନା କରିବା ପାଇଁ। ଆମ ପାଖରେ ସମୟ ଅଛି, କେତେବେଳେ କିଛି କିଛି ସଂକ୍ଷେପରେ ଯେତେବେଳେ କାମ କରୁ ଅନେକ ସମୟରେ ଆମ୍ନା ସାମ୍ନା ମଧ୍ୟ ହେଇଛି। ଆଉ ସେ ଅଞ୍ଚଳରେ ଏମିତି ସେନ୍ସିଟିଭ ଥିଲା କି ଯିଏ ବି ବାହାରୁ ଲୋକ ଆସନ୍ତି, ପୋଲିସ ଥିବା ସତ୍ତ୍ୱେ ମଧ୍ୟ ବିଏସଏଫ ମଧ୍ୟ ଥିଲେ ସେ ଭିତରେ, ତା ସତ୍ତ୍ୱେ ମଧ୍ୟ ତାଙ୍କର ଗୋଟେ ପ୍ରାଦୁର୍ଭାବ ରହୁଥିଲା ସବୁବେଳେ, ତାଙ୍କର ଗୋଟେ ଅଲଗା ନେଟୱର୍କ ସବୁବେଳେ ରହୁଥିଲା। ତେଣୁ ସେ ଭିତରେ ବିଭିନ୍ନ ସମସ୍ୟା ଭିତରେ ସମସ୍ତ ସାମ୍ନା ହେଇଛି, ସମସ୍ତ ଆଲୋଚନା ମଧ୍ୟ କରୁଛୁ, କଥାବାର୍ତ୍ତା ମଧ୍ୟ କରିଛୁ। ଆଉ ସେମାନେ ଡାକନ୍ତି, ଯଦି କିଏ ନୂଆ ଲୋକ ଆସିଲେ ସେମାନେ ଡାକନ୍ତି, ଆଲୋଚନା କରନ୍ତି, ଯଦି ସେମାନଙ୍କୁ ଠିକ ଲାଗିଲା ସେମାନେ ସୁଯୋଗ ଦିଅନ୍ତି, ଯଦି ଠିକ ନ ଲାଗିଲେ ସେଟା ମନା କରିଦେବେ, କିମ୍ବା ଆଉ ଆପଣ ଫଟୋରେ କେବଳ ବାହାରିବେ, ଆଉ ଜୀବନରେ ମାନେ ଆଉ ସେ ଅଞ୍ଚଳ ଫେରିକି ଆସିପାରିବେ ନାହିଁ। ଏଭଳିଆ ପରିସ୍ଥିତି ମଧ୍ୟ ସମୟ ଥିଲା, ହେଉଥିଲା। ତେଣୁ ସେ ଭିତରେ ଯେହେତୁ ଆମେ ଡେଭଲପମେଣ୍ଟ କାମ କରୁଥିଲୁ, ଆମେ ଲୋକଙ୍କର ସୁବିଧା ପାଇଁ କାମ କରୁଥିଲୁ, ଆମକୁ କେବେ ବାଧା ହେଇନାହିଁ। ଆଲୋଚନା କରିଛୁ, ମିଶିଛି, କିନ୍ତୁ ସେମିତି ଅସୁବିଧା କେବେ ମତେ କେବେ ହେଇନାହିଁ। ମୁଁ 5 ଦିନ 7 ଦିନ ଲେଖାଏଁ ମୋତେ ବେଳେ ବେଳେ ରହିକି ଆସି କାମ କରୁଥିଲି ସେ ଭିତରେ। ନେଟୱର୍କ ନାହିଁ ସେ ଭିତରେ, ଆପଣ ଚାହିଁଲେ ମଧ୍ୟ କାହାକୁ ଯୋଗାଯୋଗ କରିପାରିବେ ନାହିଁ। ସେ ଭିତରେ ଆପଣ ଇଲେକ୍ଟ୍ରିସିଟି ମଧ୍ୟ ଏତେ ବ୍ୟବସ୍ଥା ନଥିଲା ସେ ସମୟରେ। ଧୀରେ ଧୀରେ ଏବେ ଡେଭଲପମେଣ୍ଟ ପହଞ୍ଚୁଛି, ଯେହେତୁ ରାସ୍ତା ହିଁ ନଥିଲା ପ୍ରତ୍ୟେକ ଡେଭଲପମେଣ୍ଟ କାମ ପହଞ୍ଚି ପାରୁନଥିଲା। ଏବେ ରାସ୍ତା ଯେହେତୁ ଧୀରେ ଧୀରେ ଥ୍ରୋ ହେଇଗଲା, ଏବେ ପ୍ରତ୍ୟେକ ଡେଭଲପମେଣ୍ଟ ପହଞ୍ଚି ପାରୁଛି। ସେଇ ମାନେ ବହୁତ ସମସ୍ୟା ଥିଲା, ଆଜି ଧୀରେ ଧୀରେ ସୁଧୁରୁଛି। ସରକାର ମଧ୍ୟ ଚେଷ୍ଟା କରୁଛନ୍ତି ପ୍ରତ୍ୟେକ ଅସୁବିଧାକୁ ସମାଧାନ କରିବା ପାଇଁ। ମାନେ ମୋ ଜୀବନର ଗୋଟେ ଅନେକ ମାନେ ସ୍ମୃତି ରହିଛି ସେ ଅଞ୍ଚଳରେ। ବହୁତ ଜିନିଷ ଶିକ୍ଷା ମଧ୍ୟ ନେଇଛି ସେ ଅଞ୍ଚଳରେ ରହିକି, ଲୋକ କେମିତି ଅସୁବିଧା ସାମ୍ନା କରୁଛନ୍ତି, କେମିତି ଚଳୁଛନ୍ତି, କେମିତି ରହୁଛନ୍ତି, ଏଗୁଡା ଜିନିଷ ମୋ ହୃଦୟକୁ ଆଉ ଜଳାଞ୍ଜଳି କରି ମାନେ ମତେ ପଲିଟିକ୍ସ କରିବା ପାଇଁ ବାଧ୍ୟ କରିଥିଲା। ଏମିତି ମାନେ ବହୁତ ସିଚୁଏସନ ଯାହାକି ମୁଁ ସାମ୍ନା କରିଥିଲି, ଆଉ ଯାହାକି ପରିବର୍ତ୍ତନର ନିହାତି ଆବଶ୍ୟକତା ଥିଲା। ଆଉ ସରକାରଙ୍କର ଦୃଷ୍ଟି ଯୋଉଟା ଆକର୍ଷଣ ହଉନାହିଁ, ତାକୁ ଦୃଷ୍ଟି ଆକର୍ଷଣ କରିବା ଗୋଟେ ମାନେ ଯେତେବେଳେ ମୁଁ ମନରେ ଭାବି ନେଇଥିଲି, ସେତେବେଳେ ମତେ ସୁଯୋଗ ଦେଇଥିଲା ଏ ପଲିଟିକ୍ସ। ଆଉ ସେ ସମୟରେ ଆମର ପୂର୍ବତନ ବିଧାୟକ ମାନେ ଦଳ ଛାଡିବାକୁ ମୋ ଜିଲ୍ଲା ସଭାପତି ସୁଯୋଗ ଦେଲେ। ଏଭଳିଆ ଭାବରେ ସବୁ ଜିନିଷ ଗୋଟେ ଗୋଟେ ମାନେ ସିଚୁଏସନ ଗୋଟେ ଏମିତି କ୍ରିଏଟ ହେଇଗଲା, ମୁଁ ଆସିବା ପାଇଁ ବାଧ୍ୟ ହେଲି, ଲୋକଙ୍କ ପାଇଁ କାମ କରିବା ପାଇଁ ବାଧ୍ୟ ହେଲି। ଏଭଳିଆ ଥିଲା କଥା। ଏବେ ବି ଯୋଉମାନେ ମାଓବାଦୀ କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି, ସେମାନଙ୍କୁ ଆପଣଙ୍କର କଣ ଆହ୍ୱାନ ରହିବ? ବୋଧେ ଏବେ ତ ବହୁତ କମ ଅଛନ୍ତି, ନାହାନ୍ତି। ଅନେକ ଯୋଉମାନେ ଥିଲେ ବହୁତ ସରେଣ୍ଡର କରିଦେଲେଣି, ମୁଖ୍ୟ ସ୍ରୋତକୁ ପଳେଇ ଆସିଲେଣି, ସାଧାରଣ ଲୋକ ଭଳିଆ ଜୀବନ ଯାପନ କରୁଛନ୍ତି, ଆଉ ବହୁତ ଆରେଷ୍ଟ ମଧ୍ୟ ହେଇଛନ୍ତି। ଏବେ ତ କେହି ନାହାନ୍ତି କହିଲେ ଚଳେ, ବହୁତ ମାନେ ବହୁତ ସଂଖ୍ୟା କମ, ଆକ୍ଟିଭିଟି ମଧ୍ୟ କମ। ତାହା ମଧ୍ୟ ଗୋଟେ ବେକାରୀ ସମସ୍ୟାକୁ ଦର୍ଶଉଛି। ନକ୍ସଲ ମାନେ ନୁହେଁ ଯେ ସେମାନେ କେବଳ ହିଂସ୍ର ଏବଂ ସେମାନେ କେବଳ ଲୋକଙ୍କର ଉନ୍ନତି ବିରୋଧରେ କାମ କରୁଛନ୍ତି, ତାହା ନୁହଁ। ତାହା ମଧ୍ୟ ଗୋଟେ ବେକାରୀ ସମସ୍ୟାର ଗୋଟେ ଉଦାହରଣ। ଯେତେବେଳେ ସାଧାରଣ ପିଲା ପାଠ ପଢି ଚାକିରି ନ ମିଳିଲା ପରେ, ସେ ଯଦି କର୍ମ ନିଯୁକ୍ତି ନ ମିଳିଲା ପରେ, ସେ ନିଜର ପେଟ ପାଟଣା ପାଇଁ ଯଦି ବାଟ ନ ପାଏ, ଆଉ କରିବ ବି କଣ? ତେଣୁ ଯୋଉମାନେ ସେଭଳି ପରିସ୍ଥିତିକୁ ସାମ୍ନା କରିଛନ୍ତି, ସେମାନେ ହିଁ ପରବର୍ତ୍ତୀ ସମୟରେ ମାଓବାଦୀରେ ମଧ୍ୟ ଯୋଗ ଦେଇଛନ୍ତି ଏବଂ ବିଭିନ୍ନ ସଂସ୍ଥା ସହିତ ଯୋଗ ଦେଇ ଏମିତି ମାନେ ସରକାର ବିରୋଧୀ ମଧ୍ୟ କାର୍ଯ୍ୟକଳାପ କରୁଛନ୍ତି। ତେଣୁ ଅନୁରୋଧ କରିବି, ଯଦି ସେଭଳି ତ କେହି ନାହାନ୍ତି, ଆଉ ଅନୁରୋଧ କାହାକୁ କରିବି, ଆଉ ସେମାନଙ୍କୁ ଆଉ କଣ ସଜେସନ ଦେବି? କଂଗ୍ରେସ ବିଧାୟକ ଭାବେ ବିଜେପି ସରକାରରେ ଥିବା କାରଣରୁ ଆପଣଙ୍କୁ କେତେ ସହଯୋଗ ମିଳୁଛି? ବିଜେଡି 24 ବର୍ଷ ସରକାର ଥିଲା, ସ୍ଥାୟୀ ସରକାର ଥିଲା। ବ୍ୟୁରୋକ୍ରାଟ ମାନଙ୍କର ଗୋଟେ ପାୱାର ବଢି ଯାଇଥିଲା ସେ ସମୟରେ, ଆଉ ନେତା ମାନଙ୍କର ମଧ୍ୟ ବିଜେଡିର କିଛି ମନୋପଲି ମାନେ ମାଇଣ୍ଡେଡ ହେଇଯାଇଥିଲା, ସୃଷ୍ଟି ହେଇଯାଇଥିଲା। କିନ୍ତୁ ଅଚାନକ ସରକାର ବଦଳି ଗଲା। ଆମେ ସରକାର ଉପରେ ଅନେକ ଆଶା ରଖିଛୁ, ଯେହେତୁ ସମୟ ମଧ୍ୟ ଏବେ 1.5 ବର୍ଷ ଜମା ହେଇଛି। ଭାବୁଛି ଆସନ୍ତା ଦିନରେ ଉନ୍ନତି କରିବେ, କିନ୍ତୁ ବେଳେ ବେଳେ ପ୍ରଶ୍ନ ମନରେ ମଧ୍ୟ ଆଜି ବି ସୃଷ୍ଟି ହୁଏ। ଯେତେବେଳେ ଆମେ ଉନ୍ନତିର କଥା ଚିନ୍ତା କରି ଅଞ୍ଚଳର ଉନ୍ନତି ପାଇଁ ଆମେ ବିଭିନ୍ନ ଚିଠି ମାଧ୍ୟମରେ ସରକାରଙ୍କୁ ଅବଗତ କରାଉଛୁ, ସେ ଚିଠିଟା ଚିଠିରେ ହିଁ ରହିଯାଉଛି। ମୁଁ ପାଖାପାଖି 500-700 ଚିଠି ଦେଇଥିବି ଅଞ୍ଚଳର ଉନ୍ନତି ପାଇଁ, ସବୁ ବିଭାଗର ଚିଠି ଦେଇଛି। ସେ ମାନେ ଆରଡି ହଉ, ପିଡବ୍ଲ୍ୟୁଡି ହଉ, ସ୍କୁଲ ମାନେ ସ୍କୁଲ ଆଣ୍ଡ ମାସ୍ ଏଜୁକେସନ ହଉ, ହାୟର ଏଜୁକେସନ ହଉ, କିମ୍ବା ଫିସରୀ ହଉ, ହର୍ଟିକଲଚର, ଏଗ୍ରିକଲଚର, ବ୍ଲକ ପଞ୍ଚାୟତ ରାଜ ଡିପାର୍ଟମେଣ୍ଟ, ଯେତିକି ଡିପାର୍ଟମେଣ୍ଟ ରହିଛି, ଯାହା ବି ମୁଁ ହୃଦୟଙ୍ଗମ କରିଛି, ଦେଖିଛି, ଆଉ ତାହା ପରିବର୍ତ୍ତନ ହେବାର ଆବଶ୍ୟକତା ରହିଛି ବୋଲି ଚିନ୍ତା କରିଛି ମନରେ, ମୁଁ ସଙ୍ଗେ ସଙ୍ଗେ ଚିଠି କରିଛି ସରକାରଙ୍କୁ ଅବଗତ କରିବା ପାଇଁ। ସରକାରଙ୍କୁ ଚିଠି ଯାଏ, ଚିଠି ପହଞ୍ଚିଲା ପରେ ସେମାନେ ଗୋଟେ ପ୍ରୋସିଡିଂ ଚିଠି ଆମକୁ ଗୋଟେ ରିପ୍ଲାଏ ଦେଇ ଦିଅନ୍ତି କି ଆମେ ଚିଠି ପାଇଲୁ, ଆଉ ଉପରେ କାର୍ଯ୍ୟକାରୀ କରୁଛୁ, ଆଉ ଉପରେ କାର୍ଯ୍ୟ ନିଆଯିବ ବୋଲି ଗୋଟେ ଫରୱାର୍ଡିଂ ଚିଠି ଆମକୁ ଦେଇ ଦଉଛନ୍ତି। ବା ସେତିକିରେ ସୀମିତ ରହିଯାଉଛି। ମୁଁ ବେଳେ ବେଳେ ଦୁଃଖ ଲାଗେ କି ଏତେ ଚିଠି ଭିତରେ ଆମର ମାନେ ଅଞ୍ଚଳ ଉନ୍ନତି ପାଇଁ ଆମେ ଯେତେବେଳେ ଚିନ୍ତା କରୁଛୁ, ସରକାର ବୋଧେ ସେତିକି ଯତ୍ନବାନ ନୁହନ୍ତି, କିମ୍ବା ସେତିକି ଚାହୁଁନାହାନ୍ତି, କିମ୍ବା ସରକାରଙ୍କର ମନରେ ଆଉ କିଛି ଅଲଗା କଣ ଚାଲିଛି,
ତେଣୁ ବେଳେବେଳେ ମନରେ ସନ୍ଦେହ ହୁଏ କି ସରକାର ହିଁ ଯଦି ସହଯୋଗ କରିବେ ନାହିଁ ଉନ୍ନତି କେମିତି ହେବ। ତେଣୁ ଆଶା କରୁଛୁ, ଏବେ ତ ଜଷ୍ଟ 15 ମାସ ହେଇଛି, 14 ମାସ ହେଇଛି, ଆଉ ତ ଅନେକ ସମୟ ରହିଛି, ଆଉ ଦେଢ ମାନେ 3.5 ବର୍ଷ ରହିଛି। ବୋଧେ ସରକାର ସେତିକି ଭିତରେ ସେ ଅସୁବିଧା ଭିତରେ ବୁଝିବେ ଏବଂ ଅଞ୍ଚଳର ଉନ୍ନତି ପାଇଁ ଚିନ୍ତା କରିବେ। ତେଣୁ ବର୍ତ୍ତମାନ ଆମେ 15 ମାସ ଭିତରେ ଜଜମେଣ୍ଟ କରିବା ଠିକ ହବ ନାହିଁ। ସରକାର ପ୍ରତ୍ୟେକ ଜିନିଷକୁ, ପ୍ରତ୍ୟେକ ମଣିଷକୁ ସମୟ ଲାଗେ। ଆଉ 24 ବର୍ଷର ସ୍ଥାୟୀ ସରକାର ଜଣେ ହରେଇ ଏବେ ନୂଆ ସରକାର ଗଠନ କରିବା ଏବଂ 4.5 କୋଟି ଲୋକଙ୍କୁ ମ୍ୟାନେଜମେଣ୍ଟ କରିବା ଏବଂ ସେମାନଙ୍କର ପ୍ରତ୍ୟେକ ଉନ୍ନତିରେ ସରକାର ଭାଗିଦାରୀ ହେବା ଏକ ଛୋଟ ଜିନିଷ ନୁହଁ। ତେଣୁ ଆମେ ଭାବୁଛେ ଆଉ ଗୋଟେ 6 ମାସ ସମୟ ଦେବା କଥା। 6 ମାସ ପରେ ଯଦି କରୁନାହାନ୍ତି, ପଞ୍ଚାୟତ ନିର୍ବାଚନ ଭିତରେ ଯଦି ବି ଉନ୍ନତି ହଉନାହିଁ, ତାହେଲେ ସରକାର ଫେଲୁର ବୋଲି ଆମେ ଭାବି ନେବା କଥା। ଆଜ୍ଞା, ଏବେ ଆପଣ ଯୁବ ବୟସରେ ବିଧାୟକ ଆଉ ଅବିବାହିତ, ଏତେ ହ୍ୟାଣ୍ଡସମ୍ ଚେହେରା, ତ ଘରେ ପ୍ରପୋଜାଲର ପୁରା ଧାଡି ଲାଗି ଯାଉଥିବ। କଣ ବିବାହକୁ ନେଇକି ଘର ଲୋକଙ୍କର କେତେ ଚାପ ରହିଛି? ପ୍ରଥମତଃ କହିବି, ବିବାହ ପାଇଁ ତ ଅନେକ ପ୍ରସ୍ତାବ ଆସିଛି ମଧ୍ୟ ଘରେ, କିନ୍ତୁ ମୋର ପଢାପଢି ସମୟରେ ହିଁ ମୋର ଜଣେ ଭଲ ପାଇବା ଗୋଟେ ଥିଲା ଜଣଙ୍କ ସହିତ। ତାହା ଆଜି ମଧ୍ୟ ଘର ଲୋକ ଜାଣି, ଯେତେବେଳେ ଘର ଲୋକଙ୍କର ଜାଣତରେ ସବୁ ଜିନିଷ ହେଇଛି, ମୁଁ ପରବର୍ତ୍ତୀ ସମୟରେ ଘର ଲୋକଙ୍କୁ ଜଣେଇଛି, ତାଙ୍କେ ମଧ୍ୟ ଘର ଲୋକଙ୍କୁ ସମସ୍ତେ ଜଣେଇଛନ୍ତି। ତ ଏଇଭଳି ଭାବରେ କେବେ ଅଛପା ରହି ନାହିଁ କିମ୍ବା କୌଣସି ଜିନିଷ ଆଉ ଲୁଚେଇବା କଥା ନୁହଁ। ଘର ଲୋକ ସମସ୍ତେ ଜାଣିବା ପରେ ପରବର୍ତ୍ତୀ ସମୟରେ ଏଙ୍ଗେଜମେଣ୍ଟ ମଧ୍ୟ କରିଦିଆଯାଇଛି। ଜିତିବା ପରେ ଏଙ୍ଗେଜମେଣ୍ଟ କଲି, କିନ୍ତୁ ବିଭିନ୍ନ ସମସ୍ୟା ଭିତରେ ଆଉ ନିର୍ବାଚନ ମଣ୍ଡଳୀର ସମସ୍ୟା, ନିଜର ପର୍ସନାଲ ସମସ୍ୟା, ଏଭଳି ଭିତରେ ଆଉ ସମୟ ମିଳୁନାହିଁ। ଏମିତି ହେଇକିରି ଆଉ ଅନ୍ୟାନ୍ୟ ଯେତିକି ପ୍ରପୋଜାଲ ଆସୁଛି ତାକୁ ମନା କରିଦିଆଯାଉଛି। ଯାହା ଅଛି ତାକୁ ତ ଆମେ ରଖିଛୁ ଆସନ୍ତା ଦିନରେ ଯୋଜନା ଅଛି ବାହା ହେବା ପାଇଁ। ବାହା ଯେତେବେଳେ ଫିକ୍ସ ହବ ସେତେବେଳେ ଆପଣଙ୍କୁ ଖବର ଦେବି, ନିହାତି ଆସିବେ ଆପଣ ମାନେ। ତେଣୁ ଏଭଳି ରହିଛି ଅସୁବିଧା ଯେ ପ୍ରପୋଜାଲ ତ ଅନେକ ଆସୁଛି, କିନ୍ତୁ ମୁଁ ଯଦି ଘର ସହିତ ଏତେ ଟଚ୍ ରହି ପାରୁନାହିଁ, ଜାଣିପାରୁନାହିଁ। ଘର ଲୋକଙ୍କ ପାଖରେ କଥା ହେଉଛନ୍ତି, ଘର ବାପା ମା ସହିତ କଥା ହେଇ ସେଟା ବାହାରେ ହିଁ ସବୁ କଥାବାର୍ତ୍ତା ଛିଣ୍ଡି ଯାଉଛି, ମୋ ପାଖରେ ଆଉ ସେ ସବୁ ପହଞ୍ଚି ପାରୁନାହିଁ। ତେଣୁ ଏବେ ଟିକେ ନିର୍ବାଚନ ମଣ୍ଡଳୀର କଥା ଯଦି ଟିକେ ଡେଭଲପମେଣ୍ଟ କାମ ହେଲା, ଯେତିକି ସବୁ ମୁଁ ଦାୟିତ୍ୱ ନେଇଛି ସେଗୁଡା ତ୍ୱରାନ୍ୱିତ ହେଲା ପରେ ମୁଁ ମୋ ନିଜ କଥା ଭାବି ବୋଲି ଚିନ୍ତା କରି ରହିଯାଇଛି। ଆଉ ଆଜ୍ଞା, ଘରେ ପରିବାର କହିଲେ କିଏ କିଏ? ବାପା ମା ଅଛନ୍ତି, ଆଉ ବଡ ଭଉଣୀ ବାହା ହେଇଯାଇଛନ୍ତି, ସେ ଟିଚର ଅଛନ୍ତି, ବାହା ହେଇଯାଇଛନ୍ତି। ଆଉ ଛୋଟ ଭଉଣୀ, ଛୋଟ ଭାଇ ଅଛନ୍ତି, ସେମାନେ ପଢାପଢି କରୁଛନ୍ତି। ଆଉ ଦାଦା ଅଛନ୍ତି। ଯୌଥ ପରିବାର? ହଁ, ଜଏଣ୍ଟ ପରିବାର। ଦାଦା ଅଛନ୍ତି, ଦାଦାଙ୍କର ମଧ୍ୟ ସେମିତି 2 ପୁଅ 2 ଝିଅ। ଆଉ ଜେଜେବାପା ଜେଜେମା ମଧ୍ୟ ଅଛନ୍ତି। ଆଜି ବି ଗାଁରେ ଚାଷ କାମ ଜେଜେବାପା ଜେଜେମା ହିଁ ସବୁ ବୁଝାବୁଝି କରୁଛନ୍ତି, ତଥା ମୋ ମା ମଧ୍ୟ ଯାଉଛନ୍ତି ବୁଝାବୁଝି କରିବା ପାଇଁ। ଆମେ କମ୍ପ୍ଲିଟଲି ଗୋଟେ ଛୋଟ ଗାଁରେ ଯେହେତୁ ଆସିଛୁ, ଆଜି ବି ଛୁଟି ମିଳିଲେ କିମ୍ବା ସୁଯୋଗ ମିଳିଲେ ଗାଁକୁ ଯାଉ। ଆଉ ଚାଷବାସ ଯେହେତୁ ସବୁବେଳେ ଆମେ ଚାଷୀ ପରିବାରରୁ ଆସିଛୁ, ଯେହେତୁ ଚାଷକୁ ହିଁ ପ୍ରାଧାନ୍ୟ ଦିଆଯାଇଛି, ସେମିତି ଗାଁରେ ସବୁବେଳେ ଗାଁ ଲୋକଙ୍କ ସହିତ ଜଡିତ ହେଇକି ଅଛୁ। ଆଉ ପରିବାର କହିଲେ ମୋ ପରିବାର ସହିତ ନିର୍ବାଚନ ମଣ୍ଡଳୀର ସମସ୍ତ ସଦସ୍ୟ ମୋ ପରିବାର। ଆଜ୍ଞା, ନିହାତି ଏକ ବଡ କଥା ଏଇଟା, କାରଣ ଜଣେ ଯୁବ ବିଧାୟକ ଆଉ ଅଞ୍ଚଳର ବିକାଶ ପାଇଁ ଏତେ ଗୁଡେ ସମସ୍ୟାକୁ ଦେଖିକି ଯେତେବେଳେ ଅଞ୍ଚଳକୁ ବାଛିଛନ୍ତି, ନିହାତି ତାଙ୍କ ଦ୍ୱାରା ମଧ୍ୟ ଅନେକ ଲକ୍ଷ୍ୟ ସାଧିତ ହବ, ସେ ଅଞ୍ଚଳର ବିକାଶ ହବ। ଏବେ ଯିବା କିଛି ରାପିଡ ଫାୟାର କ୍ୱେଶ୍ଚିନ୍‌କୁ। ଆଜ୍ଞା, ଆପଣଙ୍କ ପ୍ରିୟ ନେତା? ରାହୁଲ ଗାନ୍ଧୀ। ରାଜନୀତିର ଆଦର୍ଶ ପ୍ରଥମେ ବାପା ହିଁ ଆସିବେ, ତାପରେ ମୁଁ ଯାହା ନାଁ ଧରୁଥିଲି, ମୋ ଜିଲ୍ଲା ସଭାପତି ଥିଲେ, ମୋ ସାଂସଦ ହେଲେ, ଆଉ ତାରାପ୍ରସାଦ ମହାନ୍ତି, ଏମାନେ ନିହାତି ଭାବରେ ମୋ ଆଦର୍ଶ। ସେମାନଙ୍କୁ ଦେଖିକି ହିଁ ଆଗକୁ ବଢିଛି, ସେମାନଙ୍କୁ ଯାହା ଶିଖିଛି ସେମାନଙ୍କ ଠାରୁ ଶିଖିଛି। ତାରାପ୍ରସାଦ ମହାନ୍ତି କଥା କୁହନ୍ତୁ, ମୀନାକ୍ଷୀ ମହାନ୍ତି କଥା କୁହନ୍ତୁ, ଆଉ ସପ୍ତଗିରି ଉଲ୍କା କଥା କୁହନ୍ତୁ, ଯେଉଁ ସମୟରେ କେହି ନଥିଲେ ରାଜନୀତି କ୍ଷେତ୍ରରେ, ଏମାନଙ୍କୁ ଦେଖି ମୁଁ ଆଗକୁ ବଢିଛି। ଆଉ ଯାହା ଶିଖିଛି ଏମାନଙ୍କୁ ଶିଖି ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ଜିନିଷରେ ଇମ୍ପ୍ଲିମେଣ୍ଟ କରୁଛି। ପ୍ରିୟ ଖାଦ୍ୟ? ସେମିତି ତ କୌଣସି ସ୍ପେସିଫିକ ନୁହଁ, ଯାହା ମିଳିଲେ ଖାଇବା। କାହିଁକିନା ଆମେ ପ୍ରିୟ ଖାଦ୍ୟ ବୋଲି ଆମେ ଯେହେତୁ ପଲିଟିକାଲି ଇନଭଲଭମେଣ୍ଟ ହେଇଯାଇଛୁ, ଆମକୁ ଖାଇବା ସମୟ ଠିକ ସମୟ ମିଳେ ନାହିଁ। ଯାହା ମିଳିଲା ତାହା ଖାଉ, ତାହା ହିଁ ଆମ ପ୍ରିୟ ଖାଦ୍ୟ। ଗୋଟେ ଜିନିଷ ପ୍ରତି କିଛି ନନଭେଜ ପ୍ରତି ତ ଆମର ମୋର ନନଭେଜ ପ୍ରତି ଟିକେ ସବୁବେଳେ ୱିକନେସ ଟିକେ ରୁହେ। ତେଣୁ ଯେକୌଣସି ଆଇଟମ ହେଲେ ମଧ୍ୟ ଖାଏ, ସେମିତି ପ୍ରିୟ ଖାଦ୍ୟ କିଛି ସ୍ପେସିଫିକ ନାହିଁ, ଯାହା ମିଳିଲା ଖାଏ। ଆଉ ନନଭେଜରେ ଯାହା ହେଲା ଖାଏ। ପ୍ରିୟ ସ୍ଥାନ? ମୋ ଘର, ମୋ ଗାଁ। ସମୟ ତ ମିଳୁନଥିବ ଏବେ ଯିବା ଲାଗି? ସମୟ ମିଳୁଛି, ଯେହେତୁ ନିର୍ବାଚନ ମଣ୍ଡଳୀ ମୁଁ ରହୁଛି, ମୁଁ ଭୁବନେଶ୍ୱର ବହୁତ କମ ଆସେ। ଅତି ଜରୁରୀ ମିଟିଂ ନହେଲେ ମୁଁ ଆସୁନାହିଁ। ଚାବି ପଡିକି ଥାଉଛି ଘରେ, ଘର ଚାବି ପଡିକି ଥାଉଛି। ଆଉ 2ଟା ପିଲା ଏଠି ଦେଖା ପଲା କରିବା ପାଇଁ ରହୁଛନ୍ତି, ସେମାନଙ୍କ ପାଖରେ ହିଁ ଚାବି ଥାଉଛି। ପ୍ରାୟ ସମୟ ମୁଁ ନିର୍ବାଚନ ମଣ୍ଡଳୀରେ ହିଁ ଥାଉଛି। ଆସେମ୍ବଲି ଆଉ ଇମ୍ପୋର୍ଟାଣ୍ଟ ମିଟିଂ ନହେଲେ ମୁଁ ଭୁବନେଶ୍ୱରରେ ଆସୁନାହିଁ। ମୁଁ ନିର୍ବାଚନ ମଣ୍ଡଳୀରେ ଯେତିକି ସମୟ ପାରୁଛି ସେତିକି ସମୟ ନିର୍ବାଚନ ମଣ୍ଡଳୀକୁ ସମୟ ଦଉଛି। ଆଜି ଯାଇ ମୁଁ ଏଇ 14 ମାସ ଭିତରେ କେବେ ମୁଁ ପରିବାରକୁ ନେଇ କୋଉଠି ବୁଲିବା ପାଇଁ ମଧ୍ୟ ଯାଇପାରିଲି ନାହିଁ,
कि निजर गोटे पर्सनाल कोडी बुलिया पई जाई पारले नै निजर काम रे आज पर्यंत केबे इन्वॉल्वमेंट हेई पारले नै सबले निर्वाचन मंडल पई ही काम करू जेतो लोकंकर सेवा माने प्रकृति सेवा बिक्री पूरा पूरा डेडिकेटेडली काम करूचे आपनकर लखीमपुर वासी को कोन रहइबो आह्वान लखीमपुर वासी बहुत भलो बहुत माने निरीह एवं बहुत जत्नमान लोक तेणु सेमानंक पई मु भगवान पार प्रार्थना करबी समस्त सुस्थ रुहंतु समस्ते जो पिला माने पाठ पढ़ा करूछंती सेमान को गोटे कथा कहबी पढ़ा पढ़ी रे पूरा पूरी डेडिकेटेडली पढ़ा पढ़ी करंतु जा फल रे सफलता को अचीवमेंट करिया पई सहज होई पारिबो आउ मोर जो गुरुजन मान अछंती सेमानक पई मध्ये सेमान मु प्रार्थना करबी सेमान आउरी भले रुहंतु खुशी रुहंतु आउ मते सेम आशीर्वाद करथांतु आ मो पार्टी रे जति वर्कर्स अछंती सेमान को मु धन्यवाद देबी सेमानकर सहयोग बिना कोनोसी काम संभव ही बानहंता तेन ओवरऑल निर्वाचन मंडली बासी खुशी रुहंतु भले रुहंतु आउ एमती भल पाइबा देउथांतु आउ सचेतन रुहंतु प्रत्येक क्षेत्र सचेतन रुहंतु निजे सचेतन हेले ऑटोमेटिक आमे आगु जाई परिबा तेन समस्त सचेतन रुहंतु भले रुहंतु शेष प्रश्न पॉडकास्ट को समाप्त करिबा आपण जने उच्च शिक्षित आदिवासी युवक हमर 4.5 कोटी ओडिसा वासी को प्रतिनिधित्व करथिबा ओडिशार मान्यवर मुख्यमंत्री मोहन माझी आपण गोटे पीढ़ी आगरे आउ आमर महामहिम राष्ट्रपति 2 पीढ़ी आगरे आपण जने आदिवासी संप्रदाय रहितबा कारणरू आपणकर मुख्यमंत्री और राष्ट्रपति पाखरे आदिवासी मानकर विकास पई सारा भारतर विकास पई ओडिशार विकास पई विशेष करी आदिवासी समाज रो उन्नति पई कि कोन अपेक्षा रहयो मु कहिबी गोटे नुआ टैक्स फोर्स तैयार करंतु जो माने ग्रामांचल जाई रियलिटी को अनुसंधान करिवे आ सरकारंकर हस्तगत करिवे जो सरकारी ऑफिसर अछंती से माने मध्य देखंतु ग्रामांचल असुविधा को बुझिया पई पीओ अछंती जीआरएस अछंती जेई अछंती एडी अछंती वीडियो मध्य अछंती सब जिंस तदाकन करिया पई आ सेही असुविधा को सरकार पर हस्तगत करिया पई किंतु सेही तुलना रे हेई पारु नाही तेणु आगु गोटे स्वच्छता आसिया पाई बोली आ गोटे नुआ टीम गठन करी प्रत्येक जिले में पठे माने से टीम को पठांतु से ग्राउंड जीरो रिपोर्ट को अनुसंधान करंतु आ कोन कले समाधान हबो से माने गोटे टीम गठन करी तार उन्नति पई बाट खोजंतु ताहाले जाई ग्रामांचल डेवलपमेंट पहुंची पारिबो सरकार डिनियम पिटुचंती आमे विकासशील राज्य होबाक जाउछु विकासशील देश होबाक जाउछु किंतु जदि आमे ग्रामांचल रे उन्नति हबा नै तो उन्नति काहा को नै उन्नति हबा तेणु नुआ टास्क फोर्स आउ नुआ नियम कानून आनंतु ग्रामांचल पई आउ जति की ऑफिसर अछंती बहुत करप्शन रे लिप्त अछंती तेणु सेमान केमिति सेमाने सिंसियरली काम करिवे आउ तांको ऊपर केमिति कड़ा सेमान पर कड़ा नजर केमिति रहिबो आउ सेमान जो दरमा नउचन सरकार ठारु सेमाने से दरमा आधार रे स्वच्छतार सहित साधारण लोकन पई जो काम करबा कथा ताहा करिया पई जदि सरकार पदक्षेप नेबे करप्शन कमी जीवो डेवलपमेंट ऑटोमेटिकली हेबो आ साधारण लोक प्रत्येक गाँ गहली बेनिफिट पाई पारिबे जदि सरकार स्वच्छता उपर काम करिवे नाही आ आदिवासी मुख्यमंत्री हिसाब रे आदिवासी राष्ट्रपति हिसाब रे जदि सेमाने आज जदि सुजोग अछि सेमान जो सुजोग अछि बोध्या भारत इतिहास रे परवर्ष में आसीबो न आसीबो ता समय कहबो पूर्वरु केबे हेई नथिला जे आदिवासी मुख्यमंत्री आ आदिवासी राष्ट्रपति ओडिसा रु आ एका समय रहिबे बोली तेनु या बहुत बड़ गर्वर एवं बहुत बड़ सुजोग आ आदिवासी मानकर उन्नति एई समय जदि न हला तारा बोधे कस्मिन काले भविष्य केबे हेई ही पारिबो नाही आमे चिंता करबा भी भूल हिजबो तेणु ए समय रे मुख्यमंत्री और राष्ट्रपति मिलित भाव आलोचना करबा सहित प्रत्येक जिलार जति की ऑफिसर अछंती सेमान ऊपर तदंत करंतु माने पूरा तनखी सेमान ऊपर पूरा तीक्ष्ण नजर रखबा सहित डेवलपमेंट काम केमिति तुरंत होई परिबो प्रत्येक टंका सरकार राज्य राजकोष खर्च करछ माने से टंकाटी मध्य केमिति पूरा स्वच्छतार सहित खर्च होई परिबो ता पय जदि चिंता करन्ते आदिवासी सहित साधारण लोक मध्य समस्त उपकृत हुवन्ते आउ ओडिशा निहाती भाव विकसशील हुवन्ता तांकर विजन जहाँ भी अछि ताहा भी सफल हुवन्ता अनेक अनेक धन्यवाद आपणकर बहुमूल्य समय पाई युव बयस रे एते किछि स्वप्न देखिछंती आ युवक एई मध्य आदिवासी मानकर समस्या को हृदयंगम करछंती आ सेमानकर समस्या को विधानसभा भली पवित्र गृह रे मध्य उपस्थापन करि परछंती हमर मध्य अपेक्षा रहिबो आपणक भली अन्य नेता माने मध्य चिंता करंतु निज अंचलर विकास पाई निजर अंटा भिडंतु आपण को आपणक अंचल रे मध्य सब बेले समर्थन मिलु सेमाने जो युव विधायक को आज विधानसभा को पठेइछंती तांको सहित सब बेले जोड़ी रुहंतु निज अंचलर विकास पाई धन्यवाद नमस्कार।